ज्ञानञ्जनाय चक्षुरुन्मिलितं येन तस्मै श्रीगुरवे नमो विष्णुपादाय कृष्णपृष्ठाय भूतले मते लोकनाथ स्वामी नित्य नमो विष्णुपादाय कृष्णपृष्ठाय भूतले श्रीमते भक्तिवेदांत स्वामी नमस्ते सरस्वती देवी गौरवाणी प्रचारिणी निर्विशेष शून्यवादी पाश्चात्य देश तारिणी जय श्री कृष्ण चैतन्य प्रभु नित्यानंद श्री श्री अद्वैत गदाधर शिवासादि गौर भक्तवृंद हरे कृष्णा कृष्ण कृष्ण हरे 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 राम 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 हरे 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 नाम संकीर्तन की जय। हरे कृष्ण। प्रथमे समस्त को विशेष धन्यवाद। माने वृंदावन ମାନେ ଆସିବା ତ ବହୁତ ଦିନ ହେଇଗଲାଣି, କିନ୍ତୁ ମୁଁ ଆଜି ଭାବୁଥିଲି ଯେତେବେଳେ କୌଣସି ଏକ ମାନେ ଘରେ ଜଣେ ଯଦି କିଏ ଆସେ ମାନେ ସେ ବହୁତ ଦିନ ରହିଯିବ, ସେ କଣ ସେବା କରୁଛି ବା କଣ ନ କରୁଛି ସେତେ ମାନେ ପ୍ରଭାବ ପଡେନି, କିନ୍ତୁ ସିଏ ଯେତେବେଳେ ପଳାଏ ଆମେ ମନେ ପଡେ ହଁ ସେ ପ୍ରଭୁଜୀ ସେ ସେବା କରୁଥିଲେ, ସିଏ ମତେ ଏତିକି କେୟାର କରୁଥିଲେ। ସେଇଭଳିଆ ମାନେ ବୃନ୍ଦାବନ ଗଲେ ତାର ବୃନ୍ଦାବନ ବିଭିନ୍ନ ଜାଗା ଆମେ ବୁଲିଲେ, ଯେତେବେଳେ ବୃନ୍ଦାବନ ଫେରିକି ଆସିଛନ୍ତି ଆମେ ମିସ୍ କରୁଛନ୍ତି ହଁ ବୃନ୍ଦାବନ ଏଇ ଜାଗାଟା ଗଲେ ଆହୁରି ରହିଥିଲେ ହେଇଥାନ୍ତା। ସେଇଭଳି ଭାବରେ ମୋ ଅନୁଭବ ଟିକେ ମୋର ଅଛି। ସେଇଭଳିଆ ଟିକେ କହିବି। ପ୍ରଥମେ ତ ବୃନ୍ଦାବନ ଯିବା ପୂର୍ବରୁ ସମସ୍ତେ ଜାଣିଛନ୍ତି, ତା ପୂର୍ବରୁ ସମସ୍ତଙ୍କର ଅନୁଭୂତି ଅଛି। ମଥୁରାରେ ପ୍ରଭୁ ବିନୟ ପ୍ରଭୁ ଖାସ କରି ସଞ୍ଜୟ ପ୍ରଭୁ ତାଙ୍କ ମାନଙ୍କର ଯୋଉ ପ୍ରୟାସ କେମିତି କଣ ଟିକେଟ ହବ କେମିତି କଣ ହବ ସେ ତ ବହୁତ ପ୍ରିପେୟାର କରିଥିଲେ। ଏମିତି କି ସବୁ ଭକ୍ତ ମାନଙ୍କୁ ଇନ୍ସପାୟାର କରିବା ପାଇଁ ସୁରେଶ ପ୍ରଭୁ ସଞ୍ଜୟ ପ୍ରଭୁ ନାଟକ ଆକାରରେ ସମସ୍ତଙ୍କୁ ଭିଡ ଧରି ପଠେଇଥିଲେ। ଆମେ କେମିତି କୋଉ ମନୋଭାବରେ କୋଉ ଖୁସିରେ ଆମେ ବୃନ୍ଦାବନ ଯିବା। ତାପରେ ବୃନ୍ଦାବନ ପାଇଁ ଆମର ଠିକ ତାରିଖ ହେଇଗଲା, ଆମେ ସବୁ ବୃନ୍ଦାବନ ଗଲେ। 10ଟାରେ ଟିକେଟ ଥିଲା, ସବୁ 10ଟାରେ ଯିବା ପାଇଁ ସମସ୍ତେ ପ୍ରିପେୟାର ଥିଲେ, କିନ୍ତୁ ସମସ୍ୟା ନୁହେଁ ସେଟା ମୋର ମାନେ ଯେମିତି ବୃନ୍ଦାବନ ଯିବା ପାଇଁ ଯେତେ ଆଗ୍ରହଟା ଅଧିକ ଭାବରେ ହୃଦୟରେ ଦୃଢୀଭୂତ ହବ, ସେଇଥିଲାଗି ଭଗବାନ ସେମିତି ମତେ ଲାଗିଲା ଲୀଳା କଲେ ଆହୁରି ଲେଟ୍ ହେଇଗଲା, ମାନେ 12ଟା ପାଖାପାଖି ହେଇଗଲା। ସେଥିରେ 12ଟାରେ ତ ବସିଥିଲେ ସେମିତି କିଛି ନାହିଁ, ତାର ଟ୍ରେନ ବସିଲା ପରେ ବି ତାପରେ ଲାଗିଲା ଯେମିତି ଭକ୍ତ ମାନେ କହୁଥିଲେ ଆମେ ଯଦି ଅନ୍ୟ କୌଣସି ପରିବାର ସହିତ ଯାଆନ୍ତି କୋଉଠି ଅନ୍ୟାନ୍ୟ ଭକ୍ତ ମାନେ କରୁଥିଲେ ଟିକେ ଲେଟ୍ ହେଲା ଟ୍ରେନକୁ ଧରି ହଲାଉଥିଲେ ଏତେ ଲେଟ୍ ହେଲାଣି ବହୁତ ଡିଲେ ହେଲାଣି ଆସ, କିନ୍ତୁ ଯେହେତୁ ଆମେ ମାନେ ଭକ୍ତ ମାନଙ୍କ ସହିତ ଯାଇଛେ, ଭକ୍ତ ମାନେ 5-6 ଜଣ ନୁହଁନ୍ତି, 120 118 ଭକ୍ତ ଆଉ ଯୋଉ ସ୍ପିଡ ରେ ଯୋଉ ଭଳିଆ ଭାବରେ କୀର୍ତ୍ତନ ଆଉ ସବୁ ତ ମାନେ ଯେମିତି ମନ୍ଦିରରେ ଆମର ମଙ୍ଗଳ ଆଳତି ଗୁରୁ ପୂଜା ତୁଳସୀ ଆଳତି ତାର ସନ୍ଧ୍ୟାରେ ଆମର ସନ୍ଧ୍ୟା ଆରତୀ ତାପରେ କଥା କୀର୍ତ୍ତନ ପ୍ରଭୁଙ୍କର ଯେମିତି ହଉଥିଲା, ଯେମିତି ଲାଗୁଥିଲା ଯେତେ ଲେଟ୍ ହେଲେ ବି ଆମକୁ ତାର ଯୋଉ ସମୟର ଯୋଉ ଲେଟ ର ପ୍ରଭାବ ଆମ ଉପରେ ସେମିତି ପଡୁନି। ସେଇଟା ମତେ ଲାଗିଲା ତ ଯେତେବେଳେ ମୋ ଟ୍ରେନରେ ମୁଁ ଗଲି ସମସ୍ତଙ୍କର ମାନଙ୍କର ଗୋଟେ ଏକାଠି ପଡିଥିଲା। ମୁଁ ଆସିଲି ଅଲଗା ଗଲି ଅଲଗା କିନ୍ତୁ ନଟ ବଟ ମୁଁ ହୋଇଥାଏ। କିନ୍ତୁ ମତେ ସେମିତି ଲାଗିଲା ଭକ୍ତ ଆସୁଛନ୍ତି ଏମିତି କୀର୍ତ୍ତନ ହଉଛି ବୋଲି ଆଉ ବୈଷ୍ଣବ ମାନଙ୍କର ସଙ୍ଗ ହଉଛି ବୋଲି ବହୁତ ମାନେ ସେତିକି ରିଜେକ୍ଟ ଫିଲ୍ ହଉନି। ଆମେ ବହୁତ ମାନେ ବୃନ୍ଦାବନ ଯାଉଛେ ତାପରେ ବହୁତ ଭଲ ଲାଗୁଛି କାହିଁକି ନା ସେଟା ସମସ୍ତେ କହୁଛନ୍ତି, କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ ଆମେ କୌଣସି ଧାମ କୁ ଯାଉନା କାହିଁକି ଯେତେ ମେଟେରିଆଲ ଲୋକମାନଙ୍କୁ ଆମେ ଯଦି ଗୋଟିଏ ଲୋକଙ୍କୁ ନେଇକି ଯିବା ଟ୍ରେନରେ ଆମକୁ ସେମିତି ଲାଗିବନି, କିନ୍ତୁ ଯଦି ବୈଷ୍ଣବ ମାନେ ଯିବେ ନା ବୃନ୍ଦାବନ ଯିବା ପାଇଁ ତାର ମନୋଭାବ ଟା ଅଧିକ ଦୃଢୀଭୂତ ହବ। କାହିଁକି ନା ଭୌତିକତାର ପ୍ରଭାବ ଅଛି, ଆମେ ଟ୍ରେନରେ ଗଲେ କିଏ କଣ ଗାଳି ଦେଲା କିଏ କଣ କଣ କଲା ବା କିଛି ସମସ୍ୟା ହେଲା ସମସ୍ୟା ହେଲା କଣ ହୁଏ ନା ମୋର ଟିକେ ଭଲ ଲାଗେ ନା ବୃନ୍ଦାବନ ଯାଉଛି ଏମିତି କଣ ଲାଗେ, କିନ୍ତୁ ସେ ପ୍ରଭାବ ପଡେନି କାହିଁକି ନା ବୈଷ୍ଣବ ମାନଙ୍କର ପ୍ରଭାବ ଅଛି ତାଙ୍କର ବାଣୀ ଦ୍ଵାରା ବା ସେମିତି ଏକ ପରିବେଶ ସୃଷ୍ଟି ହୁଏ ଯାହା ଦ୍ଵାରା ବୈଷ୍ଣବ ମାନଙ୍କର ପ୍ରଭାବ ଦ୍ଵାରା ଆମର ମନ ମଧ୍ୟରେ ଭୌତିକତାର ମନୋଭାବ ବା କୃଷ୍ଣ ଚେତନାକୁ ଦୂରେଇ ଯିବା ପାଇଁ ଯୋଉଭଳି ଏକ ପରିବେଶ ସୃଷ୍ଟି ହୁଏ, ସେଇଟା ହଉଛି ଆମର ମୁଁ ସେଇଟା ଶିଖିଲି।
ବୈଷ୍ଣବ ମାନଙ୍କର ମାନେ ଏଟା ପ୍ରଭାବ। ଆମେ ଏବେ ଯୁଆଡେ ଯିବା ବୈଷ୍ଣବ ମାନଙ୍କ ସାଥିରେ ଜଣେ ବି ହଉନା କାହିଁକି ଆମେ ବୈଷ୍ଣବ ମାନଙ୍କୁ ନେଇକି ଯିବା ଯାହା ଦ୍ଵାରା କି ଆମେ ଧାମ ର ମହତ୍ଵ ଟାକୁ ବୁଝିବା। ଆଉ ଧାମ ଗଲା ବେଳେ ଆମକୁ କୌଣସି ଏକ ରିଜିଡ୍ ଫିଲ୍ ହବନି ମେଟେରିଆଲ ର ମନୋଭାବ ଆସିବନି। ତାପରେ ଆମେ ଗଲେ ତାପରେ ସମସ୍ତେ ଟ୍ରେନରେ ସମସ୍ତେ ବସିଲେ। ଆକ୍ଚୁଆଲି ମତେ ଟିକେ ସମସ୍ତେ ଯେହେତୁ ଗୋଟେ ଜାଗାରେ ବସିଥିଲେ ମୁଁ ଅଲଗା ବସିଥିଲି ମତେ ଥଣ୍ଡା ହଉଥିଲା ମାନେ ଥଣ୍ଡା ତ ସେମିତି ସମସ୍ତଙ୍କୁ ହୁଏ। କିନ୍ତୁ ସିଏ ଯୋଉ ପବନ ଟା ଆସି ବାଜୁଥିଲା ସକାଳୁ ଉଠିଲା ବେଳକୁ ପୁରା ଦେହ ପୁରା ଯେମିତି ଯେମିତି ଦାରିଙ୍ଗବାଡି ବାଡିରୁ ଯେମିତି କାଶ୍ମୀର ଆସିଲା ଭଳିଆ ଦେହ ପୁରା ଥଣ୍ଡା। ସ୍ନାନ ବି କରିବାକୁ ଡର ଲାଗୁଥିଲା। ଆଉ କଣ କରିବି କିନ୍ତୁ ମୋ କତିରେ ତ ପ୍ରସାଦ ସବୁ ଥିଲା ସବୁ ଭକ୍ତ ମାନେ ପଳେଇ ଆସିଥିଲେ ତ ମତେ ତ ଅଲଗା କରିଦେଲେ ଠିକ ଅଛି ମୁଁ ମନେ ମନେ ଭାବୁଥିଲି। କିନ୍ତୁ ପ୍ରସାଦ ଜାଗା ଟା ମୋ କତିରେ ଥିଲା ସବୁ ସଞ୍ଜୟ ପ୍ରଭୁ ସୁରେଶ ପ୍ରଭୁ ଘରିକା ସବୁ ଥିଲେ। ତାପରେ ବୃନ୍ଦାବନ ଗଲେ ବୃନ୍ଦାବନ ତାର ଗୋଟେ ଦିନ ଦେଢ ଦିନ ଲାଗିଲା। ସେ ଦେଢ ଦିନ ନା ଦି ଦିନ ଲାଗିଲା ତାପରେ ବୃନ୍ଦାବନ ଓହ୍ଲେଇଲେ। ଆଉ ସବୁଠାରୁ ଭଲ ଲାଗିଲା ଯେତେବେଳେ ଆମେ ବୃନ୍ଦାବନ ଓହ୍ଲେଇଲେ ସମସ୍ତେ ଗୋଟେ ଯୋଉ ଗାଡି ହେଇଥିଲା 10ଟା ଗାଡି ସମସ୍ତେ ବସିଲେ। ମୁଁ ଯୋଉ ଗାଡିରେ ବସିଥିଲି ସେତେବେଳେ ସୁରେଶ ପ୍ରଭୁ ସଞ୍ଜୟ ପ୍ରଭୁ ଘରିକା ବହୁତ ଭକ୍ତ ମାନେ ଥିଲେ। ତାପରେ ସିଏ ଯେତେବେଳେ ଯୋଉ ଡ୍ରାଇଭର ଥିଲା ସେ ଯେତେବେଳେ ଷ୍ଟାର୍ଟ କଲା ସିଏ ଫାଷ୍ଟ ଏତେ ସୁନ୍ଦର ମୁଁ ଏମିତି ଦେଖିନଥିଲି ମତେ ଭଲ ଲାଗିଲା। ମାନେ ସିଏ କହିଲା ଜୟ ରାଧାରାଣୀ କି ଷ୍ଟାର୍ଟ କରିବା ପୂର୍ବରୁ ଜୟ ବାଙ୍କି ବିହାରୀ କି ଭକ୍ତ ବୃନ୍ଦ କି କହିକି ଗାଡି ଷ୍ଟାର୍ଟ କଲା ତାପରେ ଆମେ ବି ଜୟ ଜୟ ଗାନ କଲୁ। ତାପରେ ଆମ ଗାଡିରେ କୀର୍ତ୍ତନ ହେଲା। ସେମାନେ ମୁଁ ଭାବିଲି ସେମାନେ ବି ଗାଡି ଚଲଉଛନ୍ତି ତାଙ୍କର ବି ସେମିତି ଭଗବାନଙ୍କ ନାଁ ମାଳ ଧରିକି ଜପୁନାହାନ୍ତି। କିନ୍ତୁ ସେମାନେ ଜାଣିଛନ୍ତି ଏମାନେ ଭକ୍ତ ମାନେ ଯାଉଛନ୍ତି ଆମେ ବି ସେଇଭଳିଆ ଜୟଧ୍ୱନି ଦେଇ ତାଙ୍କୁ ଇଏ କରିବା। ମାନେ ସ୍ଵାଗତ କରିବା ତାଙ୍କର ଯୋଉ ଏକ ମାନେ ଯିଏ ମାନେ କର୍ମୀ ହେଇପାରନ୍ତି କିନ୍ତୁ ସେମାନେ ବୈଷ୍ଣବ ମାନଙ୍କୁ ସମ୍ମାନ ଦେଇ ଜାଣନ୍ତି। କିନ୍ତୁ ଆମେ ଯେତେବେଳେ ଅଲଗାରେ ଦେଖୁ ଆମେ ବାହାର ଲୋକଙ୍କୁ କେତେ ସମ୍ମାନ କିନ୍ତୁ ସେମାନେ କଣ କରନ୍ତି ସେମାନେ କଣ କରନ୍ତି ସେମାନେ ଭକ୍ତ ଦେଖିଲେ କିନ୍ତୁ ସେମାନେ କଣ କଲେ ମାନେ ଭଗବାନଙ୍କ ନାମ ରାଧାରାଣୀଙ୍କ ନାମ ଆଉ ଆମେ ବି ସେଠି ହରେ କୃଷ୍ଣ ମହାମତ୍ର ସ୍ୱପ୍ନଜିତ ପ୍ରଭୁ ସଞ୍ଜୟ ପ୍ରଭୁ ସେଇଠୁ ଯିବାରୁ ଆମର ଆଶ୍ରମ ଆମେ ଯୋଉଠି ରହୁଥିଲୁ ସେତେ ପର୍ଯ୍ୟନ୍ତ ଆମେ କଣ କଲୁ କୀର୍ତ୍ତନ କରିକୁ ବହୁତ ଭଲ ଲାଗିଲା। ତାପରେ ସେଠି ମାଟି ରାସ୍ତା ପଇଲା ଯେମିତି ବସଟା ମୁଁ ଏମିତି ରାସ୍ତା ଦେଖିନଥିଲି। ପୁରା ମାଟି ରାସ୍ତାରେ ଏପଟ ସେପଟ ପୁରା ହଉଥିଲା ତ ଭଲ ଲାଗିଲା ତାପରେ ଆମେ ଗଲୁ। ରହି ସାରିଲା ପରେ ଯୋଉ ରାତି ହେଇଗଲା ତାପରେ ପ୍ରସାଦ ହେଲା। ତାର ମୋର ଆକ୍ଚୁଆଲି ସେଇଟା କହିବା ଠିକ ହବନି କିନ୍ତୁ ସେମାନେ ଯେ ଯାଉଥିଲେ ମୋର ଟିକେ ମନେ ହଉଥିଲା କୋଉ ଭକ୍ତ କଣ ପଛରେ ଟିକେ ରହିଗଲେ। କିଏ ଫେରେ ବିଲମ୍ବ ପ୍ରଭୁ କି ମତେ କଣ ବିଗିଡିବେ କି ଏଇ ଭକ୍ତ ମାନଙ୍କୁ ଆଣିଲେନି କଣ ସବୁ ଦାୟିତ୍ୱ ନଉଛନ୍ତି ପିଲାମାନେ କିଛି ନଉନାହାନ୍ତି। ସେଇ ଦୃଷ୍ଟିରୁ ମତେ ଟିକେ ଡର ଲାଗୁଥିଲା କୋଉ ଭକ୍ତ ମାନେ କଣ କଲେ। ସେଇଟା ବି ତାହା ବି ବସ ରେ ଗଲେ ସମସ୍ତେ ଠିକ ଠାକ ପହଞ୍ଚିଗଲେ। ତାପରେ ଆମେ ପ୍ରସାଦ ରାତିରେ ଫଟାଫଟ କଣ ହେଇଗଲା ତାପରେ ଆମେ ପ୍ରଥମେ ଉଠିକି ଗଲୁ କାଳିଆ ସମସ୍ତେ ଜାଣିଛନ୍ତି ସେଇ ଯୋଉ ପ୍ରଥମେ ଆମେ ସବୁ ଯାଇଥିଲେ ସବୁ ଭକ୍ତ ମାନ ବୋଧେ ଯାଇଥିଲେ ପ୍ରଥମେ ସେଇ ଇଏରେ ଗଲୁ ଯାଇଥିଲା ପରେ ମୁଁ ଯେତେବେଳେ କାଳିଆ ଦେଖିଲି ସେଇଟା ତ ମୋର ମାନେ ଯେମିତି ପଟାସ କିନା ସେଇ ଜିନିଷ ଦେଖିଲି ମୁଁ କହିଲି ତ ମୁଁ ବହିରେ ପଢିଛି ଆଉ ଛୋଟବେଳେ ମୁଁ ଟିଭିରେ ଦେଖିଛି। ଆ କାଳିଆ ଉଠୁଥିଲା ସେ ଯୋଉ ଯମୁନା ପୁରା ପାଖରେ ଥିଲା ଇଏ କଣ ଏମିତି ପୁରା ପଛରେ ଛୋଟଟେ ଭଗବାନ କୃଷ୍ଣ ଅଛନ୍ତି ଆଉ ଗୋଟେ ପଛରେ ମାନେ ସର୍ପ ଧାରଣ କରୁଛି ବୋଧେ ଏଇଟା ନୁହେଁ ବୋଧେ ମୁଁ ମନେ ମନେ ଭାବୁଛି କିନ୍ତୁ କହିପାରୁନି। ତାପରେ ଯମୁନା କୂଳ ଏତେ ଦୂରରେ ଅଛି ଯେ ମୁଁ ଏଠି ଯମୁନା କୂଳ ତ ନାହିଁ ମୁଁ ଆଉ କଣ ଭାବିବି। କିନ୍ତୁ ବୈଷ୍ଣବ ମାନଙ୍କୁ ପଚାରିଲା ବେଳେ ନା ଏଇଠି ହେଇଥିଲା ହଁ ଯମୁନା କୂଳ ଦେଖା ହାଉଛି ଆଉ ସେ ଏମିତି ସମୟର ଅଧିକ ମାନେ ଇଏ ଦ୍ଵାରା ସେଇଟା ଦୂରେଇ ଯାଇଛି। ସେଇଠି ଆକ୍ଚୁଆଲି ସେଇଟା ଏଠି କହୁଛି ଏଥିଲାଗି ଯେ ମାନେ ମତେ ଏଇଟା କହିଲା ଯେମିତି ମୋ ହାର୍ଟ ଟା ଟିକେ ଭଲ ଲାଗିବ ମାନେ ମତେ କଣ ଲାଗିଲା ଆକ୍ଚୁଆଲି ମୁଁ ସେଇଟା ଭାବୁଥିଲି ମତେ ସେଟା ବହୁତ ଦୁଃଖ ଲାଗିଲା ଏଇଟା ଭଗବାନ ଏଇଠି ଏତେ ସୁନ୍ଦର ଲୀଳା କରିଥିଲେ। ଆଉ ବୃନ୍ଦାବନ ପ୍ରଥମେ ଆସିଲି କିନ୍ତୁ ମୁଁ ଏମିତି ଦେଖୁଛି ଯେମିତି ଏଇଟା ଏଠି କିଛି ହେଇନଥିଲା ଏଠି ଯମୁନା କୂଳ ନାହିଁ। ସେଥିପାଇଁ ମୋର ଏଇଟା ହେଲା ମୋର ସେତିକି ବୃନ୍ଦାବନ ଯିବାର ଚେତନା ସେମିତି ଭଲ ଭାବରେ ନଥିଲା। ଆ ସେଇଠୁ ମୁଁ ଟିକେ ଠିକ କଲି ଭାବିଲି ମୁଁ ଯେବେ ଯୋଉଠି ବୃନ୍ଦାବନ ଯିବି ଏବେ ଆ ପୂର୍ବରୁ ସେ ବିଷୟରେ ଡାଟା କଲେକ୍ଟ କରି ଆଉ ସେ ବିଷୟରେ ଭଲରେ ଜାଣିକି ଗଲେ ସେଇ ଜାଗାରେ ମାନେ ମୁଁ ପାଦ ଛୁଇଁ ବା ବୈଷ୍ଣବ ମତେ ଟିକେ ଟେଷ୍ଟ ଲାଗେ ମତେ ଟିକେ ଭଲ ଲାଗେ ହଁ ଏଇ ଜାଗାରେ ଏଇଟା ଥିଲା। ସେଇ କଥାକୁ ଟିକେ ମନେ ପକେଇ ମୁଁ ଜାଣେ। ତାପରେ ସେଇଠୁ ଗଲା ପରେ ଯୋଉ ସନାତନ ଗୋସ୍ୱାମୀଙ୍କର ମନ୍ଦିର ସେଇଠି ଆମର ଯୋଉ ଜଗନ୍ନାଥ ପୁରୀ ପ୍ରଭୁ ସେ ଗୋଟେ ବଢିଆ କଥାଟେ କହିଲେ। ଭଲ ଲାଗିଲା ମୁଁ ଭାବୁଛି ଏଠି କହିବି ବୋଲି। ସେ କହିଲା ଏଇ ଯୋଉ ପାହାଡ ଉପରେ ଯୋଉ ମନ୍ଦିର ଟା ଥିଲା ଇଏ ପାହାଡ ତ ବହୁତ ବଡ। ମନ୍ଦିର ଟା ବି ବହୁତ ବଡ ଥିଲା ଆଉ ସେ ଏତେ ବଡ ଥିଲା ସେ ଆଗ୍ରାକୁ ଦେଖା ଯାଉଥିଲା। ତାପରେ ସିଏ ଯୋଉ ଆକବର ନା କିଏ ଔରଙ୍ଗଜେବ ଥିଲେ ସିଏ ତା
ଦୀପ ଯୋଉ ଦୀପଟା ଉପରେ ଜଳୁଥିଲା ଆମର ଯୋଉ ଦେଉଳର ସର୍ବୋଚ୍ଚ ସ୍ଥାନ ଯୋଉ ପତାକାଟା ଉଡେ ସେଇଠି ଯୋଉ ଥିଲା ସେଟାକୁ ମାନେ ବାହାର କରିଦେଲେ କାରଣ ତାଙ୍କର ମନୋଭାବ ଥିଲା ଆମ ଠାରୁ ଏଟା ଏତେ ବଡ କାହିଁକି ଜଳୁଛି ଆମେ ତ ବହୁତ ଶ୍ରେଷ୍ଠ ନା ସେଇ ଦୃଷ୍ଟିରୁ ସେ ଇଏ କରିଦେଇଥିଲେ ବାହାର କରିଦେଇଥିଲେ ତାପରେ ତାପରେ ବି ତାକୁ ମନ୍ଦିରକୁ ଲୁଣ୍ଠନ କରିବା ପାଇଁ ଯେତେବେଳେ ସନାତନ ଗୋସ୍ୱାମୀ ଜାଣିଲେ ସେତେବେଳେ ସେ ବିଗ୍ରହକୁ କଣ କଲେ ଜୟପୁର ନେଲେ ସେ କଥା ନୁହେଁ କିନ୍ତୁ ମୁଁ ସେଇଠି ଗୋଟେ ଭାବିଲି ଦେଖନ୍ତୁ ମାନେ ଭଗବାନଙ୍କର ଯୋଉ ଲୀଳାଟା ହୁଏ ସେ କଣ ସମସ୍ୟା ପକାଏ ବା କୌଣସି ଗୋଟେ ହଁ ଏଇଟା ଭବିଷ୍ୟତରେ ଏମିତି ହେଇଥିଲା କିନ୍ତୁ ତାର ଯୋଉ ବିଷୟଟା ଆମେ ତାପରେ ଯେତେ ଜାଣନ୍ତି ଯେମିତି ଔରଙ୍ଗଜେବ ଏମିତି କରିଥିଲେ କିନ୍ତୁ ତାପରେ ଆମେ ଜାଣିଲେ ଆମକୁ ଆନନ୍ଦ ଲାଗିଲା କାହିଁକି ନା ଭଗବାନଙ୍କର ଯେ ଲୀଳା ହୁଏ ସେ ପୂର୍ବରୁ ହଉନା କାହିଁକି ସେ ଗୋଟେ ସମସ୍ୟା ଦେଇ ଗତି କରେ କିନ୍ତୁ ତାପରେ ଯୋଉ ଭବିଷ୍ୟତ ଦେଇକି ଆମେ ଯୋଉ ବର୍ତ୍ତମାନକୁ ଆସୁ ସେଇ ବିଷୟରେ ଜାଣୁ ଏଇଟା ହେଇଥିଲା କିନ୍ତୁ ଆମକୁ ଆନନ୍ଦ ଲାଗେ କାହିଁକି ନା ସେଇଟା ଭଗବାନଙ୍କର ଲୀଳା ଯଦି ଏକ ଭୌତିକ ଦୁନିଆରେ କୌଣସି ଏକ ଗୋଟେ ଘଟଣା ଘଟିଲା ଆମେ ସେଇଟା କଣ କରିବା ମନେ ରଖିପାରିବା ଯୋଉ ସମସ୍ୟା ଆମର ତ କେତେ କଣ ମନେ ରଖୁଛି କିନ୍ତୁ ଯଦି ଆଧ୍ୟାତ୍ମିକ ଦୁନିଆରେ ସେଇ ଭୌତିକ ଦୁନିଆର ପ୍ରଭାବିତ କୌଣସି ସମସ୍ୟା ହୁଏ ସେଟା ଆଧ୍ୟାତ୍ମିକ ଜିନିଷ ଯଦି ସେମିତି ଲାଗେ କିନ୍ତୁ ସେଟା ସବୁଦିନ ପାଇଁ ଭକ୍ତ ମନରେ ସେଇଟା ଆସେ ଆଉ ସେଇଟା ଆମେ ଜାଣିପାରୁ ଯାହା ଦ୍ଵାରା କି ଆମେ ବି କିଛି ଏମିତି ସମସ୍ୟା ଆସେ ବୋଲି ତାପରେ ଏମିତି ଖାସ କରି ତାପରେ ମୋର ଯେତିକି ମନେ ପଡୁଛି ମୁଁ ବାଙ୍କି ବିହାରୀ ଗଲି ସେଇଟା ତ କହିବନି ବାଙ୍କି ବିହାରରେ ସମସ୍ତେ ଭିଡକୁ ଡରୁଥିଲେ ଏତେ ହସ କଥା କିନ୍ତୁ ମୋ ଚଷମାକୁ ମୁଁ ଡରୁଥିଲି ଆରେ ଚଷମା ଟା ଉଡିଯିବ ସେଇଠୁ କଣ କରିବି କାରଣ ମୋର ଚଷମା ଟା ଭଲସେ ପିନ୍ଧିଲେ ମତେ ଟିକେ ଭଗବାନ ଭଲସେ ଦର୍ଶନ କରିବ ମୁଁ ସେଇ ମନୋଭାବରେ ଚଷମାକୁ ଟିକେ ମାନେ ଧରୁ ନଥିଲି କିନ୍ତୁ ମୋର ଥିଲା କୋଉଠି ସେ ବାନର ସେନା ମାନେ ଆସିକି ଚଷମାକୁ ଟାଣିଦେବେ କି ସେପଟେ ପଛପଟେ ସ୍ୱପ୍ନଜିତ୍ ପ୍ରଭୁ ଥିଲେ ଯିଏ ଏତେ ମାନେ ଦୁଷ୍ଟ ଯେ ସେ ମୋ କାନକୁ ଧରି ମୋ ଚଷମା ଟାଣି ନେଲା ମୁଁ କହିଲି ଗଲା ଆଉ ସେ ବାନର ନେଲା ଆଉ ଦେଖିଲା ବେଳକୁ ସେମିତି ହେଲା ମାନେ ଭକ୍ତ ମଧ୍ୟରେ ଯୋଉ ବାର୍ତ୍ତାଳାପ ବ୍ୟବହାର ଟା ଟିକେ ଆନନ୍ଦଦାୟକ ଥିଲା ମାନେ ଖାସ କରି ବୃନ୍ଦାବନ ଧାମରେ ତ ବିଭିନ୍ନ ମନ୍ଦିର ଗଲୁ ତାପରେ ଆମର ଯୋଉ ଖାସ କରି ପ୍ରଭୁପାଦ ଯୋଉଠି ମୋର ସେଇଠି ଇଚ୍ଛା ଥିଲା ଖାସ କରି ସେଇଠି ଯିବା ତାପରେ ଆମେ ପହଞ୍ଚିଲୁ ଯୋଉଠି ଆମର ପ୍ରପାତ ବହି ସବୁ ରାଧା ଦାମୋଦର ବହି ସବୁ ବୁକ୍ସ ଲେଖି ସେଇଟା ଆମେ ଗଲୁ ସେଠି ଆମର କବିରାଜ ଗୋସ୍ୱାମୀ ତାର ବି ନରୋତ୍ତମ ଦାସ ଠାକୁର ତାଙ୍କର ସମାଧି ମୁଁ ଖାସ କରି ଯାଉ ବୈଷ୍ଣବ ମାନଙ୍କର ସମାଧି ଦର୍ଶନ କଲି ତାପରେ ପ୍ରାର୍ଥନା କଲି କି କେମିତି ମୋର ଗୋଟେ ଥିଲା ମୁଁ ଏମିତି ଭାବେନି କହିଦଉଛି ଯାହା ଦ୍ୱାରା ମୁଁ କହିଲେ ମୋ ହାର୍ଟ ଟା କ୍ଲିୟର ହେଇଯିବ ମୋ ଭିତରେ ଭକ୍ତି ଟା ହଉନି ଖାସ କରି ମୋ ନାମ ଜପ ଟା ଭଲସେ ହଉନି ନରୋତ୍ତମ ଦାସ ଠାକୁର କବିରାଜ ଗୋସ୍ୱାମୀ ପ୍ରଭୁପାଦ ମୁଁ ଯେତେବେଳେ ନାମ ଜପୁଛି ତ ନାମ ଅପରାଧ କରୁଛି ଅଜଣାତରେ ଜାଣତରେ ହଉ ତାପରେ କିନ୍ତୁ ପରନ୍ତୁ ମୋ ନାମରେ ତ ଟେଷ୍ଟ ଆସେ ଖାସ କରି ବୃନ୍ଦାବନ ନାମରେ ସେବା ପାଇଁ ମତେ ମାନେ ମୋ ହରେ କହିଲା ଭିତରୁ କିଏ କୃଷ୍ଣ କହିବା ପରେ କିଏ ମୋତେ ଡାକିଦେଉଛି ମୁଁ ଥୋଡି କଣ କରିବି ସେମିତି ହଉଥିଲା ପ୍ରଭୁଙ୍କୁ ବି କହିଥିଲି ପ୍ରଭୁଙ୍କ ନାମ ଜପଉନି କିନ୍ତୁ ସେଇଟା ପ୍ରଭୁ ମତେ ବୁଝେଇଥିଲେ ତାପରେ ମୁଁ ସେଇଠି ଯୋଉ ପ୍ରଭୁପାଦଙ୍କର ଯୋଉ ସେ ବୁକ୍ ଲେଖୁଥିଲେ ତାଙ୍କର ଯେମିତି ସେ ପଢୁଥିଲେ ଯେମିତି ସେ ବସିଥିଲେ ତାଙ୍କର ପାଣି ଗ୍ଲାସ ଯେମିତି ଥୁଆ ହେଇଥିଲା ସେଟା ଦେଖିବାକୁ ଭଲ ଲାଗେ କାହିଁକି ବୈଷ୍ଣବ ମାନଙ୍କର ସେଇଟା ଆମ ଗୋଟେ ଶିକ୍ଷାକୁ ଏଇ ଯୋଉ ବୈଷ୍ଣବ ମାନଙ୍କର ଯୋଉ ଯେମିତି ରଖାଯାଏ ତାଙ୍କ ସେଇଟା ମୁଁ ଏମିତି ବର୍ତ୍ତମାନର ସମସ୍ତ କାର୍ଯ୍ୟ ସେ କେମିତି ପାଣି ପିଅନ୍ତି କେମିତି ବୁକ୍ସ ପଢନ୍ତି କେମିତି ବସନ୍ତି ତା ଦ୍ଵାରା ଆମକୁ ବହୁତ ଜିନିଷ ମିଳେ ସେଇଟାକୁ ଟିକେ ଆମକୁ ଅଧିକ ଭକ୍ତି ମାର୍ଗରେ ଆଗକୁ ବଢିବା ପାଇଁ ସେମିତି ବର୍ତ୍ତମାନ କରନ୍ତୁ ବୋଲି ମୋର ଏମିତି ଭାବିଲି ତାପରେ ଯୋଉ ରାସଲୀଳା ସେ ମରେ ଇଏଟା ମନେ ପଡୁନି ସେଇଠି ଯୋଉ ଆମେ ଗଲୁ କୀର୍ତ୍ତନ କଲୁ ସେଇଠି ଭଲ ଭାବରେ ବହୁତ କୀର୍ତ୍ତନ ହେଲା ବୋଧେ ଖାସ କରି ମୋର ସେଠି ଅଧିକ ମାତ୍ରାରେ ମୁଁ ବହୁତ ମାନେ ଅଧିକ କୀର୍ତ୍ତନ କଲି ରାଧାରାଣୀଙ୍କ ଯୋଉ ସ୍ଥାନରେ ସେଠି କୀର୍ତ୍ତନ କଲି ରାତିରେ ବହୁତ ଭଲ ଲାଗିଲା ତାପରେ ଆମେ ରାତିରେ ଆସିଲୁ ରାତିରେ ଆସି ମାମୁଁ ଙ୍କୁ ଛାଡିଦେଲୁ ଯେତେବେଳେ ଆମେ ରାତିରେ ଯୋଉ ଦିନ ଆସିଲୁ ତାପରେ ମଙ୍ଗଳ ଆରତି ଗଲୁ ମଙ୍ଗଳ ଆରତି ପରେ ମୋର ସେଠି ଆମେ ତ ସେ ମୋର ଶୋଇ ଆସୁ 12ଟା ହେଇଗଲା ସେଇଠି ବିନୋଦ ପ୍ରଭୁ ବୋଧେ ସାଢେ 11ଟା ହେଲା ବିନୋଦ ପ୍ରଭୁ ଆସିଲା ସମସ୍ତେ ପ୍ରସାଦ ପାଇସାରିଲେଣି ତମେ ସବୁ କେହି ପ୍ରସାଦ ପାଇବନି ଆରେ ସମସ୍ତେ ବସିଥିଲେ କିନ୍ତୁ ବିନୋଦ ପ୍ରଭୁଙ୍କ ବେକଟା ଟେକିନେଲି ଆରେ କଣ ମୁଁ କଲି ବେକଟାକୁ ଧଇଲ ସେଇଠୁ ମୁଁ କିଛି ସେଇଠୁ ମୁଁ ଗଲି ସେଇଠୁ ପ୍ରସାଦ ପାଇକି ଆସିଲି ତାପରେ ଆସିକି ଅଳ୍ପ ପ୍ରସାଦ ପାଇଲି ସକାଳୁ ଉଠିକି ତାପରେ ମୁଁ ମଙ୍ଗଳ ଆରତି ମାନେ ଯାହା ସତ୍ୟବ୍ରତ ପ୍ରଭୁ ତ ସବୁ ମଙ୍ଗଳ ଆଳତି ବୋଧେ ଆଟେଣ୍ଡ କରିଛନ୍ତି କେତେବେଳେ ଉଠନ୍ତି ମତେ ଡାକନ୍ତି ଆରେ ଉଠରେ ଆମେ ଦି ଜଣ ବୋଧେ ସେଇଦିନ ଯାଇଥିଲୁ
ଯାଇକି ମଙ୍ଗଳା ଆରତୀ ଆଟେଣ୍ଡ କଲା ପରେ ପ୍ରଭୁପାଦଙ୍କର ମଙ୍ଗଳା ଆରତୀ ସରିଯାଇଥିଲା। ତାପରେ ଖାସ କରି ଆମେ କୃଷ୍ଣ ବଳରାମଙ୍କର ଯେତିକି ମଙ୍ଗଳା ଥିବେ ସେଇଟା ଦର୍ଶନ କଲୁ। ତାପରେ ପ୍ରୋଗ୍ରାମ ଥିଲା ଶୁକ୍ଲା ଆଶ୍ରମରେ ସେଇଟା ଆମେ ଗଲୁ। ତ ସେଠି ଗଲା ପରେ ତାପରେ ପ୍ରସାଦ ସକାଳେ ଦିଅନ୍ତି। ସେଠି ସକାଳେ ପ୍ରସାଦ ପାଇଲୁ। ପ୍ରସାଦ ପାଇ ସାରିଲା ପରେ ସେ ବାହାରେ ବହୁତ ସେଇଟା ଭିକାରୀ ସେମିତି କହିହବନି ମାନେ ବୃନ୍ଦାବନ ବାସୀ ମାନଙ୍କୁ ବହୁତ ପ୍ରସାଦ ଉପମା ପ୍ରସାଦ ଦିଆହଉଥିଲା ଚୁଡା ଉପମା। ସେଠି ପ୍ରସାଦ ପାଇଲୁ ତାପରେ 6 ତାରିଖ ସେଇଟା ମୋ ପାଇଁ ଗୋଟେ ବଡ ଅନୁଭୂତି ଥିଲା। ଆଉ ସମସ୍ତ ବୃନ୍ଦାବନ ଅନୁଭୂତି ଠାରୁ ମତେ ସେଇଟା ସବୁଠାରୁ ଭଲ ଲାଗିଲା। କଣ ଥିଲା ନା ଯେତେବେଳେ 6 ତାରିଖ ଥିଲା ଗୁରୁ ମହାରାଜ ତା ପୂର୍ବରୁ ପ୍ରୋଗ୍ରାମ ଆଟେଣ୍ଡ କରିଥିଲେ। ସେ କହିଥିଲେ ଯୋଉ ପ୍ରୋଗ୍ରାମ 6 ତାରିଖରେ ହବ ସବୁ କୃଷ୍ଣ ବଳରାମ ମନ୍ଦିରରେ ଗୁରୁ ପୂଜା ହବ ଆଉ ମଙ୍ଗଳା ଆଳତୀ ହବ ତୁଳସୀ ଆଳତୀ ହବ କଥା କୀର୍ତ୍ତନ ମଧ୍ୟ ଗୁରୁ ମହାରାଜ ସେଉଠୁ ଆମେ ସେ ପ୍ଲାନ୍ ଅନୁସାରେ ମୁଁ ରାତିରେ ଶୀଘ୍ର ଶୋଇପଡ଼ିଥିଲି। ଶୀଘ୍ର ଶୋଇକି ସେ ସତ୍ୟବ୍ରତ ପ୍ରଭୁ ଆଉ ମୁଁ 2 ଜଣ ଆଗେ ବାହାରି ଗଲୁ। ବାହାରି ଯାଇକି ପ୍ରଭୁପାଦଙ୍କର ମଙ୍ଗଳା ଆଳତୀ ହେଇନଥିଲା ତାଙ୍କ ସାମ୍ନାରେ ପ୍ରଭୁପାଦଙ୍କର ମଙ୍ଗଳା ଆଳତୀ କଲୁ କିନ୍ତୁ ଗୁରୁ ମହାରାଜ ଆସିନଥିଲେ। ତାପରେ ଯେତେବେଳେ ମଙ୍ଗଳାଆରତୀ ପ୍ରଭୁପାଦଙ୍କର ମଙ୍ଗଳାଆରତୀ ସରିଗଲା ତାପରେ ଗୁରୁ ପୂଜା ଯେତେବେଳେ ଗୁରୁ ପୂଜା ଯେତେବେଳେ ସରିଗଲା ତାର ମଙ୍ଗଳ ଆଳତୀ ଆମେ ଯେତେବେଳେ ଆଟେଣ୍ଡ କଲୁ ସେତେବେଳେ ମୁଁ ତ ସେଇଠି କେମିତି ଆସିଲେ ମୁଁ ଜାଣିନି ଯୋଉ କୃଷ୍ଣ ବଳରାମ ମନ୍ଦିରରେ ମାନେ ଗୁରୁ ମହାରାଜ ଲୋକନାଥ ସ୍ୱାମୀ ଗୁରୁ ମହାରାଜ ଆଳତୀ କରିବା ପାଇଁ ଛିଡା ହେଇଛି ତାପରେ ମୁଁ ତାଙ୍କ ସାମ୍ନାରେ ଛିଡା ହେଇଛି। ଆଉ ଏପଟେ ଯେତେବେଳେ ଗୁରୁ ମହାରାଜ ଆଟେଣ୍ଡ କଲେ ତାପରେ ମୁଁ ଗୁରୁଙ୍କୁ ଦେଖୁଥିଲି ଆଉ କୃଷ୍ଣ ବଳରାମ ଦେଖୁଥିଲି ଏମିତି ଆମେ କହିପାରିବା ଗୁରୁ ଆଣ୍ଡ ଗୌରାଙ୍ଗ। 2 ଜଣ ପୁରା ଏକା ସାଥିରେ ଫେର ବୃନ୍ଦାବନ ଧାମ ରେ। ମୁଁ ଏଇଟା କହୁଥିଲି କିନ୍ତୁ ଭାବୁଥିଲି ଏପଟେ ଗୁରୁ ମହାରାଜ ମାନେ ଆଳତୀ କରୁଛନ୍ତି କାହା କୃଷ୍ଣ ବଳରାମକୁ ଗୋଟେ କୃଷ୍ଣ ବଳରାମ ଏପଟେ ଏମିତି ଗୁରୁ ଆଉ ତା ଆଗରେ ଗୌରାଙ୍ଗ। ଆଉ ମାନେ ମୁଁ ସାମ୍ନାରେ ଗୁରୁ ମହାରାଜ ପୁରା ବୋଧେ 5 ମିଟର ନୁହେଁ 3 ମିଟର ପୁରା ସାମ୍ନାରେ ଗୁରୁ ମହାରାଜ ଖାଲି ଦେହ ହେଇଥାନ୍ତି ଖାଲି ଯୋଉ 3 ଗଣ୍ଠିର ଯୋଉ ଆମର ସନ୍ୟାସୀ ମାନେ ଯୋଉଟା ପିନ୍ଧନ୍ତି ସେଇଟା ପିନ୍ଧିଛନ୍ତି। ଆଉ ତାଙ୍କୁ ଆସିଷ୍ଟ କରିବା ପାଇଁ ଶଙ୍ଖ ଯୋଉ ପୂଜାର ଆମର ଯେତିକି ସାହାଯ୍ୟ ହୁଏ ସେଇଟା ଆମକୁ ସେ ଗୁରୁ ମହାରାଜ ସେଇଟା ହେଲ୍ପ କରିବାକୁ ଦଉଛନ୍ତି ମତେ ସେଇଟା ଭଲ ଲାଗିଲା ମୁଁ ଗୁରୁ ମହାରାଜଙ୍କୁ ଦେଖୁଥିଲି ସେ ଶଙ୍ଖ ଫୁଙ୍କୁଥିଲେ ମୁଁ ସେତେବେଳେ ଖାସ କରି କୃଷ୍ଣ ବଳରାମ ଥିଲେ କିନ୍ତୁ ମୋ ଧ୍ୟାନ ସେତିକି ନଥିଲା ଗୁରୁ ମହାରାଜ ପ୍ରତି ଯେତିକି ଥିଲା। ହଁ ଗୁରୁଦେବ ଏତେ ପାଖରେ ଅଛନ୍ତି ମୋ ଦେହଟା ଭଲ ଲାଗୁନଥିଲା ଡର ଟିକେ ଟିକେ ଲାଗୁଥିଲା। ଗୁରୁ ମହାରାଜ ଶରୀର ଟିକେ ତାଙ୍କ ଶରୀରକୁ ମୁଁ କଳ୍ପନା କରିବିନି ଭୟ ଲାଗୁଛି କିନ୍ତୁ ଗୁରୁ ମହାରାଜ ସାମ୍ନାରେ କୃଷ୍ଣ ବଳରାମ ତାଙ୍କୁ ଜଷ୍ଟ ପାଖାପାଖି ଆଳତୀ କରୁଛନ୍ତି ନା ମତେ ସେଇଟା ଟିକେ ଆଜି ବହୁତ ଭଲ ଲାଗିଲା ମୁଁ କହିଲି ଏମିତି ଦୃଶ୍ୟ ମନ୍ଦିର ଆସନ୍ତି ମୁଁ ଜଏନ କରିପାରୁନି ଭିଡ ବଶତଃ କିନ୍ତୁ ବୃନ୍ଦାବନ ଧାମରେ ଗୁରୁଦେବ ଗୁରୁ ମାନେ ମଙ୍ଗଳା ଆରତୀ କରୁଛନ୍ତି କୃଷ୍ଣ ବଳରାମ ପାଖରେ ମୁଁ କୃଷ୍ଣ ବଳରାମ ଦର୍ଶନ କରୁଛି ଗୁରୁଦେବଙ୍କୁ ଦର୍ଶନ କରୁଛି। ଆଠାରୁ ବଡ ସୌଭାଗ୍ୟ ନାହିଁ କିନ୍ତୁ ଆହୁରି ମୁଁ ଭଲସେ ଅନୁଭବ କରିଥାନ୍ତି କିନ୍ତୁ ମୋର ଚେତନା ଟା ଏତେ ଶୁଦ୍ଧ ନୁହେଁ। ତଥାପି ମୁଁ ଚେତନାକୁ ଟିକେ ଆନନ୍ଦ ପାଇବା ପାଇଁ ମୋର ଏଇଟା ସବୁବେଳେ ମୋର ଇଏ ପଏଣ୍ଟ ଟା ମୁଁ ଏମିତି ମୋର ଶୁଦ୍ଧ ଚେତନା ନୁହେଁ କିନ୍ତୁ ଶୁଦ୍ଧ ଚେତନା ଟିକେ କୃଷ୍ଣ ପ୍ରେମ ହେବ ବୋଲି ମୁଁ କଣ କରୁଥିଲି ଗୋଟେ କଥାକୁ ଟିକେ ମନ ମଧ୍ୟରେ ଅଧିକ ବିଶ୍ଳେଷଣ ଭାବରେ ଟିକେ ଅଧିକ ମାନେ କୁହନ୍ତି ନା ଅଧିକ ଖେଳେଇବା ଖେଳେଇ ଖେଳେଇ ନିଜ କର୍ଣକୁ ଶୁଣିବା ପାଇଁ ଟିକେ ଆନନ୍ଦ ପ୍ରାପ୍ତ କରିବା ପାଇଁ ଖାସ କରି ବୃନ୍ଦାବନ ଧାମରେ ସେମିତି ମୁଁ ସବୁବେଳେ ପ୍ରୟାସ କରେ ସେମିତି ପ୍ରୟାସ କରନ୍ତି ଗୁରୁଦେବ ସାମ୍ନାରେ ଅଛନ୍ତି ଆଉ ଏମିତି ଶାସ୍ତ୍ର ଲେଖା ହେଇଛି ସାମ୍ନାରେ ଗୁରୁ ଆଣ ଗୌରାଙ୍ଗ ଆଉ ଏ ସୁଯୋଗ ବୋଧେ ଆସିବନି ମୁଁ ଗୋଟେ ଆଖି ପୁରେଇ ଦେଖିଦିଏ ତାପରେ ଏମିତି ଦର୍ଶନ କଲୁ ତୁଳସୀ ଆଳତି ବି ଗୁରୁ ପୂଜା ବି ଗୁରୁଦେବ ଗୁରୁ ମହାରାଜ କଲେ ପ୍ରପାତଙ୍କର ତାପରେ ତୁଳସୀ ଆଳତି ବୋଧେ ମନେ ନାହିଁ ସେଇଦିନ ବୋଧେ ତୁଳସୀ ଆଳତି ଆମର କଣ ସେ ତାଙ୍କ ନାଁ ମନେ ନାହିଁ ସିଏ ବୋଧେ କଲେ ତାପରେ ମୁଁ ବୋଧେ ଭାଗବତ ଥିଲା ପୁରା ଭିଡ ହେଲା ଆଉ ମୋ ଦେହଟା ଟିକେ ରିଜିଲ୍ ଲାଗିଲା ମୁଁ କହିଲି ଆଉ ବୋଧେ ଭିଡ ହେଲାଣି କ୍ଲାସ ବୋଧେ ଶୁଣି ହବନି ମୁଁ ଚୁପ୍ କିଣି ପଳଉଛି ରୁମକୁ ଗୁରୁମାତା ଏଇଠି କ୍ଲାସରେ ଅଛି ମୁଁ ଆଶ୍ରମରେ ବସିକି ସେଇ ରୁମ ରେ ବସି ଭାଗବତ କ୍ଲାସ ଟା ନୋଟ କରିବି ସେମାନେ ମୁଁ ଯେତେବେଳେ ଆସୁ ଆସୁ ସୁରେଶ ପ୍ରଭୁ ଆଉ ସଞ୍ଜୟ ପ୍ରଭୁ ଯାଉଥିଲେ ସେ ଟିକେ ମନ ଦୁଃଖ କରିଦେଲେ ଇଏ ବହୁତ ଚାଲାକି ଟୋକାଟା ଏଇ ଆଗେ ଯାଇକି ସବୁ କାମଟା ସାରି ଦେଇ ସାରିଲାଣି ଆମେ ଏପଟେ ଯାଉ ମୁଁ ମୁଣ୍ଡଟାକୁ ନଇଁକି ପଳେଇବି ସେ ଦେଖିଛନ୍ତି ମୁଁ ତାଙ୍କ ପାଟିରେ ଟିକେ କହିଦେଲି ଆଉ ମୁଁ ଟିକେ ଯାଉଛି ମୋ ଟିକେ ଦେହଟା କିନ୍ତୁ ମୋ ଦେହଟା ଠିକ ଥିଲା ପୁରା ମୁଁ କ୍ଲାସ ଟା ଖାଲି ନୋଟ କରିବି ବୋଲି ସେ ଇଏକୁ ପଳେଇ ଆସିଲି ଆଉ ମୁଁ ଜାଣିଛି ଏଠି ପୁରା ଭିଡ ଭଲ ଶୁଣି ହବନି ମୁଁ ଚାଲିଲେ ଛିଡା ହେଲାକୁ ଚଲେଇ ନେଇ ଯାଉଛନ୍ତି ଏତେ ଭିଡ ସେ ମୁଁ ସେଇଠୁ ରୁମକୁ ପଳେଇ ଆସିଛି କ୍ଲାସ ଟା ଟିକେ କଲୁ ତାପରେ ସବୁଠୁ ମେନ୍ ପଏଣ୍ଟ ହଉଛି ଗୁରୁ ମହାରାଜଙ୍କ ଯୋଉ ସନ୍ୟାସୀ ଆନିଭର୍ସରୀ ଥିଲା ଆଉ ସବୁ ଇସ୍କନ
ତାଙ୍କ ପାଇଁ ଯୋଉ ଗ୍ଲୋରିଫିକେସନ ଉପହାର ସବୁ ଜିନିଷ ଆସିଥିଲା ସେଇଟା ସମସ୍ତଙ୍କ ପାଇଁ ପୁରା ଆଶ୍ଚର୍ଯ୍ୟଜନକ। ଏମିତି ମତେ ଲାଗିଲା ସେଟା ତ ଗୁରୁମାର ସେମିତି ଆସକ୍ତି ହୁଅନ୍ତିନି ତାଙ୍କ ପ୍ରତି ଯୋଉ ଜିନିଷ ସବୁ ଆସିଥିଲା ଆଉ ସିଏ ଯେତେବେଳେ ତାଙ୍କ ଶିଷ୍ୟ ମାନେ ଦେଖୁଥିଲେ ତାଙ୍କ ପ୍ରତି କେତେ ଆନନ୍ଦଦାୟକ ଥିବ ଆମେ ଭାବି ପାରିବାନି। ଏମିତିରେ କି ଗୋଟେ ଆସିଥିଲା ମହାରାଷ୍ଟ୍ର ଗୋଟେ ରୂପାର ବଡ ମୁକୁଟଟେ ଆପଣ ଫଟୋ ଦେଖିଥିବେ। ଆଉ ଗୋଟେ ଯୋଉ ସୁନ୍ଦର ଭାବରେ ଗୋଟେ ଯୁବରେ ସୁନ୍ଦର ଭାବରେ ସେଟ ଦେଇଥିଲେ ତାର ବିଭିନ୍ନ ପ୍ରକାର ହଁ ତାପରେ ବୈକୁଣ୍ଠନାଥ ପ୍ରଭୁଙ୍କ ସହାୟତାରେ ପୁରୀରୁ ମାନେ ଜାଣିଛ ଶ୍ରୀମନ୍ଦିରର ସବୁଠୁ ବଡ ପତାକା ଅଛି ସେଇ ପତାକା ସେଇଟା ତ ଆମେ କହିପାରିବାନି ଆମର ସମ୍ପ୍ରଦାୟରେ ଭଗବାନଙ୍କର ଯୋଉ ନାଭି ପିଣ୍ଡ ଅଛି ଚନ୍ଦନ ଲାଗେ ଚନ୍ଦନ ଟା ବୋଧେ ଥରେ ଲାଗେନି ସେ ଚନ୍ଦନ ଆଉ ଭଗବାନଙ୍କର ପତାକା ଆଉ ତା ସହିତ କିଛି ପ୍ରସାଦ ଆଉ ସେଇଦିନ ସେ ଯୋଉ ଦଇତାପତି ଯୋଉ ପ୍ରଥମ ବଡ ସେବାୟତ ସିଏ ଗୁରୁ ମହାତ୍ମ୍ୟ ପାଇଁ ସେ ଜିନିଷ ଆଣିଥିଲେ ଆଉ ଗୁରୁ ମହାତ୍ମ୍ୟ ପାଇଁ ଟା ବହୁତ ମାନେ ବିରଳ ଆମେ ସିନା କହିଦଉଛେ ଏସବୁ ଜିନିଷ ମାନେ ପତାକା ତ ଆମେ ୟୁଜ କରେ କିନ୍ତୁ ଶ୍ରୀମନ୍ଦିର ଯୋଉ ସବୁଠାରୁ ବଡ ପତାକା ଗୁରୁ ମହାରାଜଙ୍କୁ ମିଳିବା ତାପରେ ତାଙ୍କ ପାଇଁ ନାଭି ଚନ୍ଦନ ଯୋଉ ତାଙ୍କ ଗର୍ଭରେ ଯୋଉଟା ନାଇରେ ଜଗନ୍ନାଥ ମହାପ୍ରଭୁଙ୍କ ଲାଗେ ସେଟା ତାର କିଛି ପ୍ରସାଦ ତାପରେ ବିଭିନ୍ନ ମାନେ ବହୁତ ବହୁତ ବୁକ୍ ତାପରେ ଆଉ ଗୋଟେ କଥା ଏଇଟା ତ କହିବାକୁ ବାଧ୍ୟ ମାନେ ଗୁରୁ ମହାରାଜ ପାଇଁ ଭକ୍ତି ତାର ସମାଜ ଶିଷ୍ୟ ଏତେ ସୁନ୍ଦର ବଙ୍ଗଳାର ସେ ଗୋଟେ ଏତେ ସୁନ୍ଦର କବିତା ମାନେ ସେଇଠି ଗାଇଲେ ପୁରା ସେଇଠି ମାନେ ଟଳି ପଇଲେ ଏତେ ସୁନ୍ଦର ଭାବରେ ଗୁରୁ ମହାରାଜ ପାଇଁ କବିତା ଟା ଗାଇଲେ ମାନେ ମୁଁ କହିଲି ସେ ତାଙ୍କର ଶିଶୁ ନୁହେଁ ଆମର ଟିକେ ଶିଶୁ ପରିମାଣ ଇଏ ମୋ ଗୁରୁ ମହାରାଜ ଇଏ ମୋ ଗୁରୁ ମହାରାଜ ସେଇଟା ରୁହେ ଆମ ସୂକ୍ଷ୍ମ ପରିମାଣରେ ଟିକେ କମ ଶ୍ରଦ୍ଧା ଥାଏ ଗୁରୁ ମହାରାଜ କିନ୍ତୁ ସେ ଯୋଉ ଭକ୍ତି ତାର ସମାନ ଶିଷ୍ୟ ଥିଲେ ଏତେ ମାନେ କରିବାଟା ଲେଖିଲେ ମାନେ ମୁଁ କଳ୍ପନା କରିପାରିଲିନି ମୁଁ ଛାନିଆ ହେଇଗଲି ଅନ୍ୟ ଏକ ଶିଷ୍ୟ ତା ମୋ ଭିତରେ ସେଇଟା ଅଛି ନା ସେଇଟା ଭଲସେ ଦେଖିପାରିଲି ଅନ୍ୟ ଏକ ଶିଷ୍ୟ ଆମେ ଅନ୍ୟ ଗୁରୁଙ୍କ ପ୍ରତି ଟିକେ କମ ମନୋଭାବ ଆସେ ଭଲ ପାଇବାରେ ସିଏ ଆଜି ଗ୍ଲୋରିଫିକେସନ ଏତେ ସୁନ୍ଦର ଭାବରେ ଲେଖିଛନ୍ତି ତା ମାନେ ଭାବନ୍ତୁ ଗୁରୁ ମହାରାଜ କୋଉ ମାନେ କାହିଁକି ନା ଏଇଥିପାଇଁ ଲେଖିଲେ କାରଣ ଗୁରୁ ମହାରାଜ ସେମିତି ଆମ ଡିସାଇପଲ ମାନଙ୍କୁ ଏତିକି ମାନେ ସ୍ନେହ କରନ୍ତି ଅନ୍ୟକୁ ନୁହେଁ ସେମିତି ଇଏ କଣ କରନ୍ତି ଗୁରୁ ମହାରାଜ ସେ ତ କହିହବନି ଗୁରୁ ମହାରାଜ ସବୁ ଡିସାଇପଲ ମାନଙ୍କୁ ରାଧାନାଥ ସ୍ୱାମୀ ଗୁରୁ ମହାରାଜ ହୁଅନ୍ତୁ ବା ଭକ୍ତିଚାର ମହାରାଜ ହୁଅନ୍ତୁ ବା ଆମ ମାନେ ସମସ୍ତେ ସମାନ ଭାବରେ ଦେଖନ୍ତି ବହୁତ ଭଲ ଲାଗା ତାପରେ ଆଉ ଆମ ପାଇଁ ତ ବଡ ଗୌରବର କଥା ଆମେ ତାର ଫାଇଦା ଉଠେଇବା ଦରକାର ଗୁରୁମହାରାଜ ଲୋକନାଥ ଥିଲା ଜଣେ ଶିଷ୍ୟଟେ ତାଙ୍କର ଏତେ ଉତ୍ତମ ଶିଷ୍ୟ ଆମେ ତ ସେଭଳିଆ ଶିଷ୍ୟ ହେଇପାରିବାନି ମୁଁ ହେଇପାରିବିନି ଆପଣଙ୍କ କଥା ମୁଁ କହିପାରିବିନି କିନ୍ତୁ ସେ ସତ୍ୟ କମ ଲେଖିଲେ ଆଉ ସେ କହିଲେ ଏଇଟା ମୋର କିଛି ଇଏ ନାହିଁ ମତେ ଗୁରୁ ମହାରାଜ ସଂସ୍କୃତ ପଢିବାକୁ କହିଥିଲେ ଆଉ ମୁଁ ସଂସ୍କୃତରେ ସତ୍ୟକମ ଲେଖିଛି ଏଇଟା କେବଳ ଗୁରୁ ମହାରାଜ କୃପାରୁ ହେଇଛି ଏଇଟା ସଂସ୍କୃତରେ ସତ୍ୟକମ ଲେଖିବା ଏତେ ସହଜ କଥା ନୁହେଁ ସେ ଲେଖିଲେ ଶୁଣୁଥିଲି ବହୁତ ଭଲ ଲାଗୁଥିଲା ତାପରେ ଅଷ୍ଟକମ ବି ଅଷ୍ଟକମ ବି ଗୁରୁ ଲୋକନାଥ ଗୁରୁ ମହାରାଜ ପାଇଁ ବାହାରି ଯାଇଛି ଆପଣ ଶୁଣିପାରିବେ ସବୁ ବଢିଆ ବଢିଆ ଖାସ କରି ସତ୍ୟକମ ଟା ଶୁଣନ୍ତୁ ଅଷ୍ଟକମ ତ ଇଏ ପର୍ବ ଭଳିଆ ଗୋଟେ ଗୋଟେ ସୁନ୍ଦର ଭାବରେ ଗୁରୁ ମହାରାଜ ମୁଁ ଶୁଣୁଥିଲି ଯେତେବେଳେ ଟ୍ରେନରେ ରିଟର୍ଣ କରୁଥିଲି ଶୁଣୁଥିଲି ସନ୍ୟାସୀ କେମିତି ସେ ଗୋଟେ ଶ୍ଳୋକ ଥିଲା ଗୋଟେ ପେଜ ପର୍ବର ଆଉ ଗୋଟେ କେମିତି ସେ ପ୍ରଭୁପାଦଙ୍କୁ ଭେଟିଲେ ଜୁରେ କେମିତି ଭେଟିଲେ ପଦଯାତ୍ରାର ଇଏ ସୁନ୍ଦର ସୁନ୍ଦର ଭାବରେ ଲେଖିଛନ୍ତି କେତେ ସୁନ୍ଦର ଭାବରେ ତାପରେ ସିଏ ତ ଦେଲେ ସେ ସେଠୁ ପଢିଲେ ଦେଲେ ସେ ବହିଟା ପଢିଲେ ଗୁରୁ ମହାରାଜ ଦେଖୁଥିଲି ଗୁରୁ ମହାରାଜ କାହାକୁ ମାନେ ସେମିତି ଇଏ ଭାବନ୍ତିନି ଗୋଟେ ଏମିତିରେ ଦେଖନ୍ତିନି ସେ ପଢିକି ବହିଟା ରଖିଦେବେ ଗୁରୁ ମହାରାଜ ଯେତେବେଳେ ସେ ପଢିଲେ ସେ ବହିଟା ଆଉ ତାପରେ ସବୁ ବହୁତ ମାନେ ଆଶୀର୍ବାଦ କଲେ ତାପରେ ଅଷ୍ଟକମ ବି ଜଣେ ଗୁରୁ ମହାରାଜ ଶିଷ୍ୟ ସେ ବି ଲେଖିଲେ ତାପରେ ଯେତେବେଳେ ସେ ଅଷ୍ଟକମୀ ଜଣେ ମାତାଜୀ ଯିଏ ଆମେ ଆପଣ ଲୋକନାଥ ସ୍ୱାମୀ ଗୁରୁ ମହାରାଜ ଅଫିସିଆଲ ଯୋଉ ୟୁଟ୍ୟୁବ ଚ୍ୟାନେଲ ଅଛି ଯୋଉ ମାତାଜୀ ସେ ଟୋନ ଦେଇଛନ୍ତି ସେଇ ମାତାଜୀ ସେଇ ପେଣ୍ଡାଲେ ଗାନ କଲେ ସେ ଗୀତଟା ତାପରେ ସବୁଠାରୁ ମତେ ସବୁଠାରୁ ବଡ ପଏଣ୍ଟ ସେଇଠି ଥିଲା ତାପରେ ଯେତେବେଳେ ଆମର ପ୍ରେସିଡେଣ୍ଟ ର ନାଁ ଟା ମନେ ପଡୁନି ଆପଣ ଜାଣିଥିବେ ତାଙ୍କ ପାଟିଟା ବହୁତ ଜୋର ଥାଏ ପୁରା ଲାଉଡ ତାଙ୍କୁ ମାଇକ୍ ଦରକାର ମତେ ଲାଗେ ସେ ପୁରା ଯୋଉ ଆମ ପ୍ରେସିଡେଣ୍ଟ ଯିଏ ଆମର ମାୟାପୁର ସେ ଆସିଥିଲେ ସେଉଠୁ ସେ ଆସିଲେ ସେ କହିଲେ ସେମିତି ଗୁରୁ ମହାରାଜଙ୍କୁ ଦେଖିକି ସେମିତି କହିନଥିଲେ ଦେଖ ହରେ କୃଷ୍ଣ ଶୁଭୁଛି ହରେ କୃଷ୍ଣ ଆଜ୍ଞା ପ୍ରଭୁ ଶୁଭୁଛି ପ୍ରଭୁ ସମସ୍ତେ ହଁ ଠିକ ସେଉଠୁ ସେ ସେମିତି ମାନେ ଆସିନଥିଲେ ଗୁରୁ ମହାରାଜ ଇଙ୍ଗିତ କରିବା ପାଇଁ କହିଥିଲେ ମାୟାପୁର
କେତେ ଦିନ ହେଲାଣି ଆପଣଙ୍କର ସନ୍ନ୍ୟାସୀ ସେଇଭଳିଆ ଭାବରେ ଗୋଟେ ଇଏ କରି ପ୍ରଭୁ ହଟ୍ କରିନଥିଲେ, ସେମିତି ଗୋଟେ କହିଦେଇଥିଲେ। ସେଉଠୁ ସେଠୁ ଗୁରୁ ମହାରାଜ ଉଠିଲେ, ଉଠିକି ଗୋଟେ ପଦ କହିଲେ, କହିଲେ ମୋର ଏଠି ସନ୍ନ୍ୟାସୀ ବ୍ରତ ମାନେ ସନ୍ନ୍ୟାସୀ ଆନିବର୍ଷରୀ ଚାଲୁଛି କିନ୍ତୁ ମାୟାପୁର ହେଇପାରିନି। ଆଉ ମୋର ସେମିତି କିଛି ସାମର୍ଥ୍ୟ ନାହିଁ, ମାନେ ଗୁରୁ ମହାରାଜ ଏମିତି କଥା ଥିଲା, ମୋର ସାମର୍ଥ୍ୟ କିଛି ନାହିଁ, ତମେ ଯଦି ମୋର ଶିଷ୍ୟ ଦେଇପାରିବ କିଛି ଲକ୍ଷ୍ୟ ଦେଇଦିଅ। କିନ୍ତୁ ଟାର୍ଗେଟ ତାଙ୍କର ଥିଲା 50 ଲକ୍ଷ। କିନ୍ତୁ ଯାହା ହଉ ଗୁରୁ ମହାରାଜଙ୍କ ଡିସାଫଲ ଏତେ ବିଶାଳ, ମୁଁ ଜାଣିନଥିଲି ତାଙ୍କର ପ୍ରଭାବ କେତେ। ଆମେ ସିନା ଗୁରୁ ମହାରାଜଙ୍କୁ ଏତେ ମାନେ ମୁଁ କରିବି ମୁଁ ଦେଇପାରୁନି, କିନ୍ତୁ ତାଙ୍କ ଶିଷ୍ୟ ମାନେ ସେଇଠି କିଏ ଲକ୍ଷେ, କିଏ 2 ଲକ୍ଷ, କିଏ 3 ଲକ୍ଷ, ଏମିତି ସତ ସତ ପ୍ରଭୁ କହୁଥିଲେ ବା ମୁଁ ନିଜେ ଦେଖିଛି, ସ୍ୱୟଂ ଦେଖିଛି। ଜଣେ ମାତାଜୀ ନିଜ ଚେନ୍ ଟା କାଢିକି ଲକ୍ଷ୍ୟ ନଥିଲା ବୋଲି ଦେଇଦେଲେ, ନିଅନ୍ତୁ। ତାପରେ ଏମିତି ହଁ ଆଉ ଗୋଟେ ସବୁଠୁ ଆଶ୍ଚର୍ଯ୍ୟ କଥା, ଯୋଉ ମୁଁ କହୁଥିଲି ମହାରାଷ୍ଟ୍ର ଯୋଉ ମୁକୁଟା ଟା ଥିଲା, ସେ ମୁକୁଟ ଟା ବି ତାଙ୍କୁ ସେ ପ୍ରେସିଡେଣ୍ଟ ତାଙ୍କୁ ବି ଦେଇଦେଲେ। ଭାବିପାରନ୍ତୁ ଆସକ୍ତି ନାହିଁ, ଏତେ ସୁନ୍ଦର ମୁକୁଟ। ମାନେ ମୁଁ ତ କହୁଥିଲି ମତେ ସେଇଟା ବହୁତ ଲାଗୁଥିଲା, ଆଉ ଗୁରୁ ମହାରାଜ ସେଟା ପିନ୍ଧିଥିଲେ ଆପଣ ଫଟୋ ଦେଖି ବହୁତ ସୁନ୍ଦର ଲାଗୁଥିଲା। ସେଟା ବି ସେ ଦେଇଥିଲେ। ଆଉ ଗୋଟେ କଥା କହିଲେ ସେ ଗୋଟେ ବଡ କଥା, ସେ କହିଲେ ଯଦି ମାୟାପୁର ମନ୍ଦିର ନ ହେଇପାରିବ, ମୋର ଭୂବୈକୁଣ୍ଠ ପ୍ରୋଜେକ୍ଟ ର 50% ମୁଁ ଦେଇଦେବି। ସେଇ କଥା ଗୁରୁ ମହାରାଜ ପେଣ୍ଡାଲରେ କହିଲେ। ମାନେ ଭାଇ ପାରୁଛନ୍ତି ଗୁରୁ ପ୍ରତି ଶ୍ରଦ୍ଧା। ସେ ଆମେ ମନ୍ଦିର ବାଗେଇଲେ ଆମେ ମନ୍ଦିର ପ୍ରତି ଆସକ୍ତ ହେଇପାରୁ, କାହିଁକି ନା ମୁଁ ମନ୍ଦିର ଟା ବାଗେଇଛି ମତେ ସମସ୍ତେ କହିବେ, କାରଣ ଏଇଟା ଲୋକନାଥ ଗୁରୁମା ନଥିଲେ, ସେ କହିଲେ ସେ ତାଙ୍କର ଯିଏ ମାୟାପୁର ଯିଏ ଦାୟିତ୍ୱ ନିଅନ୍ତି ପ୍ରେସିଡେଣ୍ଟ ନା କଣ ସଭାପତି, ତାଙ୍କୁ କହିଲେ ମୁଁ ଭୂବୈକୁଣ୍ଠ ପ୍ରୋଜେକ୍ଟ କଥା ଦେଇଦେବି। କିନ୍ତୁ ସେ ଆଶ୍ୱସ୍ତି ପାଇଲେ ଗୁରୁ ମହାରାଜଙ୍କର, ସେ ସେଠୁ କହିଲେ ହେଲା 2027 ରେ ଯେତେବେଳେ ମାୟାପୁର ମନ୍ଦିର ତିଆରି ହେବ, ସେତେବେଳେ ଲୋକନାଥ ମହାରାଜ ପ୍ରଥମେ କୀର୍ତ୍ତନ କରିବେ। ହରି ବୋଲ। ଏଇଟା କହିଲେ ମତେ ଟିକେ ମାନେ ଭଲ ଲାଗୁଥିଲା, ଏଇଠି ମୋର ବୃନ୍ଦାବନ ଅନୁଭୂତି ହେଇଗଲା। କହିଲେ ଏଇଠି ପ୍ରଥମେ କୀର୍ତ୍ତନ କରିବେ, ଆଉ ତାକୁ ସେଇଠି ଗୋଟେ ରିଙ୍ଗ ପିନ୍ଧେଇଲେ, କହିଲେ ମୁଁ ଆଜି ଷ୍ଟାର୍ଟ କଲି, ଏଇଟା ମାୟାପୁର ସହିତ କନେକ୍ଟ ରିଙ୍ଗ ଟା, ତମେ ଡାଇରେକ୍ଟ ଭିତରକୁ ଯାଇ ଭେଟି ପାରିବ। କିନ୍ତୁ ତାଙ୍କର ମନୋଭାବ କଣ ଥିପାରେ, କିନ୍ତୁ ମତେ ଭଲ ଲାଗୁଥିଲା ଗୁରୁଙ୍କ ପ୍ରତି ଯୋଉ ଶ୍ରଦ୍ଧା, ଆଉ ଗୁରୁଙ୍କ ଯୋଉ ମନୋଭାବ ଅଛି, ସେ ମନୋଭାବକୁ ହୃଦୟରେ ଧାରଣ କରିବା ସହଜ କଥା ନୁହେଁ। ସେଇଟା ମତେ ଅନୁଭବ ହେଲା, ତାଙ୍କ ଶିଷ୍ୟ ପ୍ରତି ଶ୍ରଦ୍ଧା, ତାଙ୍କର ପ୍ରଭୁପାଦଙ୍କ ପ୍ରତି ଶ୍ରଦ୍ଧା ଥିଲା। ତାର ମୁଁ ଦେଖିଥିଲି ଯେତେବେଳେ ଦାଦା ଗୋବିନ୍ଦ ସ୍ୱାମୀ ମହାରାଜ ଆସିଲେ, ତାଙ୍କୁ କେମିତି ପୁରା ତାଙ୍କର ସନ୍ନ୍ୟାସୀ ତାଙ୍କୁ ଧରି ଧରି ମାନେ ଗାଡିରେ ଠେଲି ଠେଲି ମାନେ ଯୋଉ ନେଇକି ଆରାମ ସେ କେମିତି ଯାଉଥିଲେ, ବହୁତ ଭଲ ଲାଗୁଥିଲା। ତାର ଯିଏ ଆମର କି ଫିଲ୍ମ ହେଇଥିଲା ଯୋଉ ନରସିଂହ ଫିଲ୍ମ, ତାଙ୍କର ଡାଇରେକ୍ଟର ଆସିଥିଲେ। ଆଉ ସବୁଠାରୁ ତ ବଡ କଣ ଜାଣିଥିବେ, ଥରେ ତ ମାନେ ଗୁରୁ ମହାରାଜ ମିଳିଥିଲା ଯୋଉ ଯୋଉ ଗିନିସ୍ ୱାର୍ଲଡ ରେକର୍ଡ ଜୁମ ପାଇଁ, ଆଉଥରେ ବି ମିଳିଲା। ତାପରେ ପଦଯାତ୍ରା ପାଇଁ 40 ଲକ୍ଷ ପଦଯାତ୍ରା, ହଁ ଠିକ ଅଛି ତ କରିଦଉଛି, ହେଇଥିଲା ମତେ ସବୁ ଭଲ ଲାଗିଲା। ଗୁରୁ ମହାରାଜଙ୍କର ଖାସ କରି ମତେ ସେ ବୃନ୍ଦାବନ ଯାଇଥିଲି, ସେ ବୃନ୍ଦାବନ ଅନୁଭୂତି ଯେତିକି ଯୋଉ ଗୁରୁ ମହାରାଜ ପେଣ୍ଡାଲେ ମତେ ବୃନ୍ଦାବନ ଅନୁଭୂତି ଭଲ ଲାଗିଲା। ତାପରେ ମୁଁ ଯେତେ ଗୁରୁ ମହାରାଜ ଭାଗବତ କ୍ଲାସ କରିଛି, ସବୁଠାରୁ ମତେ ତାଙ୍କ ସହିତ ଅଧିକ ପାଖାପାଖି ବସିଛୁ ଲାଷ୍ଟ ଗୋଶାଳାରେ ହେଲା, ସେଇଠି ସେ ଜୀବ ହତ୍ୟା ଉପରେ ମୁଁ ଯେମିତି ଗୋଟେ କ୍ଲାସ ହଉଛି, ଭଲ ଲାଗିଲା। ତାପରେ ମୁଁ ଅଧିକ ତ କଣ କହିବି, ମାନେ ଟାଇମ ଭକ୍ତ ମାନେ ଅଛନ୍ତି, ମୁଁ ଭାବିଲି ଅଳ୍ପ ଟିକେ କହିଦେଇକି ମୁଁ କହିଦଉଛି। ତାପରେ ଆମେ ଯୋଉ ଗିରି ଗୋବର୍ଦ୍ଧନ ଗଲୁ, ଗିରି ଗୋବର୍ଦ୍ଧନ ପରିକ୍ରମା ହୁଏ ଆମେ ଜାଣିଛେ, ମାନେ କଣ କହିଲେ ମୋର ଅନୁଭୂତି, ମାନେ ଗୋଟେ ଷ୍ଟେପ ଯିବେ ଆଉ ଯୋଉଠି ଶେଷ ହେଲା ତାଙ୍କର ହାତରେ ସେଇଠି, କିନ୍ତୁ ସେଇଠି ତାଙ୍କୁ ପଚାରିଲି, ସେ ମୁଁ ପରେ ଜାଣିଲି ମୁଁ ଏଇଟା ଇଟା କାହିଁ ରଖିଛ, ସବୁ ଭକ୍ତ ଯାଉଥିଲେ, ମୁଁ ତାଙ୍କୁ ପଚାରିଲି ଆପଣ ଇଟା କାହିଁ ରଖିଛନ୍ତି, କହିଲା ଆମେ ଏଇ ଜାଗାରେ 108 ଥର, ଏଇ ଜାଗାରେ 108 ଥର ବୁଲିବାକୁ ତ ବହୁତ ଟାଇମ ଲାଗିବନି, କହିଲେ ହଁ ଏମିତି ଆମେ ତ ମାସେ ଲାଗିଯାଏ, ମାସେ କଷ୍ଟ କରିବ। ପୁଣି ବୋଧେ ସେଇଥିଲାଗି ସେ ବହୁତ ଭକ୍ତ ମାନ ଦେଖିବେ ସେ ଛାତିଟାକୁ ନ ଦେଇକି ସାଇଡରେ ମାନେ ପରିକ୍ରମା କରି, ତାଙ୍କର ଏଇଟା ବଥା ହେଇଯାଏ। ସେ ଭକ୍ତ ମାନେ କହିଲେ ସେତିକି ନୁହେଁ, ଗୋଟେ ଜାଗାରେ ସେମାନେ 1000 108 ଥର କରନ୍ତି। ମୁଁ କହିଲି 1000 108 ଥର, କେତେ ଟାଇମ ଲାଗେ, ସେ କହିଲା ସେମିତି 2 ବର୍ଷ ଲାଗିବ। ତାହେଲେ ଆମ ମାନଙ୍କର ତପସ୍ୟା ଟା କେମିତି, ସରି ଆମ ଲଗେଇ ଦଉଛି, ମୋର ସେମିତି ମୋର କି ତପସ୍ୟା ଟା ମୁଁ ଭାବିଲି, ମାନେ ଗୋଟିଏ ଜାଗାରେ 1000 108 ଥର, ଭାବି ପାରୁଛନ୍ତି ବୃନ୍ଦାବନ ପରିକ୍ରମା କରିବାକୁ 2 ବର୍ଷ ବୋଧେ ଲାଗିବ। ମାନେ ବୃନ୍ଦାବନ ମାନେ ଭାବିବାର ବୃନ୍ଦାବନ ଆମେ ବହୁତ ତପସ୍ୟା କରିବାକୁ ମୁଁ ଭାବିଲି। ଆଉ ଟିକେ ମତେ ମୋ ଗୋଡ ସେଟା ବଥା ଥିଲା, ତା ପୂର୍ବରୁ ମୋର ଟିକେ କାଶ ଜାଣିଛି ହାଲାତ ହେଇଯାଇଛି, ଯୋଉ ଗୋଡ ଟିକେ ଆଣ୍ଠୁ ବି ଧରିଥିଲା, ମୁଁ ଚାଲି ପାରୁନଥିଲି, କିନ୍ତୁ ତାଙ୍କ କଥା ମୁଁ ଥକି ଯାଇଛି।
ମତେ ଆଉ ଗୋଟେ ଭଲସେ ମାନେ ପରିକ୍ରମଣ ଭାବରେ କରିବାକୁ ପଡିବ। ତାପରେ ମଥୁରାଧୀଶ ପ୍ରଭୁଙ୍କୁ ବିଶେଷ ଧନ୍ୟବାଦ, କାହିଁକିନା ସେ ଯୋଉ ଗିରି ଗୋବର୍ଦ୍ଧନ କ୍ଲାସ ଗୁଡା ଦେଇଥିଲେ, ମୁଁ ତ ଏତେ ମାନେ ଏତେ ଶୁଣିଥିଲି କିନ୍ତୁ ଯେତିକି ବା ଶୁଣିଥିଲି ପରିକ୍ରମା କରୁଥିଲି, ମହାପ୍ରଭୁ ରଖିଦଉଛି ପରିକ୍ରମା କରୁଥିଲି ଆଉ ଟିକେ ସେଇଠୁ ଯୋଉ ମନେ ମନେ ପକେଇକି କରୁଥିଲି ସବୁ ସେ ଖାଇ ତ କହିଲେଣି, ମୁଁ କିଛି ଆହୁରି ଥିବା ଗୁଡା ଅଛି ମୁଁ କହିପାରୁନି। ଆଉ ଛାଡ, ତାପରେ ମୁଁ ରାଧାକୁଣ୍ଡ ଗଲି, ରାଧାକୁଣ୍ଡରେ ପ୍ରଭୁ କହିଲେ ଜପମାଳ ଟା ଧୋଇଦବାକୁ ମୁଁ ଧୋଇଦେଲି, କିନ୍ତୁ ଜପମାଳ ଧୋଇଲି ଜପ ବ୍ୟାଗ ଧୋଇଲିନି। ଜପ ବ୍ୟାଗ ଧୋଇଲା ପ୍ରଭୁ ବିଲମଣ ବିକିଲେ ଜପ ବ୍ୟାଗ କାଢି ଦେଲେ, ତୁ କଣ ହେଲା କି ଜପ ବ୍ୟାଗ ଧୋଇଲୁ? ତା ଜପ ତମରେ କଣ ନାକ ଫାକ ମୁହଁରେ ହାତ ଦଉଛ ସେଠି ଛୁଉନ, ଆରେ ମଳି ତମ ବଢିଆ ଆଉ ସେଠି ଯାଇକି ଗୋଟେ ମାନେ ରାଧାରାଣୀ ପୁରା ପାଣି ଟାକୁ ଧୋଇଦେଲେ, ତମ ଜପ ବ୍ୟାଗ ପୁରା କ୍ଲିନ୍ କରିଦେଇକି ଆଇଲ ଆଉ। ତମ ସବୁ କ୍ଷମା କରିଦେବ, ମୁଁ ଜାଣିନି ଆଉ କଣ ଚେତନାଟା ତମର ଏମିତି ଆପଣ ଜାଣିପାରୁଥିବେ, ପଛପଛେ ଟିକେ ରହିବ ଆଉ। ତାପରେ ଆଉ ମତେ ରମନୀତି ସଇଲା, ମୁଁ ରମନୀତିରେ ଭାଇ ଅଳ୍ପ ଟିକେ ଖେଳିଛି, ମୋ ଛାତିଟା ଟିକେ ପେନ୍ ହେଲା, ମୁଁ ବସିଗଲି। ସେ ଗୋଟେ ସତ୍ୟବ୍ରତ ପ୍ରଭୁ, ସିଏ ଆଉ ଆକାଶରୁ କୋଉଠି ଥିଲେ କେଜାଣି, ପଛୁଟା ଆସି ମତେ ଯାହା କଲେ, ମତେ ରୁମକୁ ଆସିଲି ଜାଣି ରମନୀତିରେ ସବୁ ବାଲି ବୋଧେ ମତେ ସେ ଡ୍ରେସ ଚେଞ୍ଜ କଲା ବେଳେ ଭାବିଲି ସବୁ ରମନୀତିରେ ବାଲି ମୋ କତିରେ ଅଛି, ସେଇଟା ତ କହିହବନି। ତାପରେ ଏମିତି ସବୁ ତ ଥିଲା, କିନ୍ତୁ ଭକ୍ତ ମାନଙ୍କ ଯୋଉ ସହଯୋଗ ଥିଲା ମତେ ଭଲ ଲାଗୁଥିଲା। ତାପରେ ମୋର ଟିକେ ଥିଲା ଯମୁନାରେ ସ୍ନାନ କରିବା ପାଇଁ, କେହି ତ ସ୍ନାନ କରୁନାହାନ୍ତି ଭୟରେ କେମିତି କହିବି। ତାପରେ ଯମୁନାରେ ସ୍ନାନ କଲି, ବିଲମ୍ବ କଲେ କାହାକୁ କହନା ଚୁପକିନି ପଳା ସ୍ନାନ କରିବୁ। ମତେ ସବୁ ଟିକେ କୂଳରେ ବସିଲେ, ଯେତିକି ସ୍ନାନ କଲି ଯେତେ ଘଣ୍ଟା ଚୁପକିନି ଗଲି ସ୍ନାନ ଟା କରିଦେଇକି ପଳେଇ ଆସିଲି। ସ୍ନାନ କଲେ କଣ ହବ, ରମନୀତିରେ ସେ ସ୍ନାନ କିଛି ମହତ୍ଵ ରହିଲା, ଶାରୀରିକ ମହତ୍ଵ କିଛି ରହିଲାନି, ସେ ସବୁ ସାଙ୍ଗମାନେ ଛାଡିଦେଲେ। ତାପରେ ବହୁତ ଭଲ ଲାଗୁଥିଲା। ତାପରେ ଟାଇମ ତ ହେଲାଣି ଆଉ ଏତେ କିଛି କହିବନି, କିନ୍ତୁ ତାପରେ ମୁଁ ଆଉ ଗୋଟେ ଦେଖିଲି, ସେଇଟା ହୃଦୟରୁ ଆସୁଛି କହିବା ପାଇଁ, କିନ୍ତୁ ଯେହେତୁ ବୃନ୍ଦାବନ ସେଟା ଗୋଟେ ବି ସେ ବଡ ପଏଣ୍ଟ ହଁ କହୁଛି, ତାର ମଥୁରା ପ୍ରଭୁଙ୍କର ବିଲମ୍ବ ପ୍ରଭୁଙ୍କର ଯୋଉ ସେବା, ଆମେ ସବୁଆଡେ ବୁଲିଛୁ ଯୋଉମାନେ ବୃନ୍ଦାବନ ଯାଇଛନ୍ତି, କିନ୍ତୁ ମୁଁ ଦେଖିଛି ମଥୁରା ପ୍ରଭୁ ଆଉ ବିଲମ୍ବ ପ୍ରଭୁ ଏତେ ବୁଲି ନାହାନ୍ତି, କାରଣ ସମସ୍ତେ ସେ ସେବା କରୁଥିଲେ ନା। ସେଠି ମତେ ଆସିଲେ, ମୁଁ କହିଲି ସେମାନେ ତ ବୁଲୁନାହାନ୍ତି, ସେମାନେ କିଛି ଫାଇଦା ପାଇବେନି। ଆମେ ସବୁ ଧାମରେ ବୁଲୁଛେ, ସବୁ ଫାଇଦା ପାଇପାରିବେ। ଯେମିତି ପୁଣ୍ଡଲିକ ମାନେ ସିଏ ବାପା ମାଙ୍କର ସେବା କରୁଥିଲେ, ଭଗବାନ ଆସିଲେ, ମାନେ ଲକ୍ଷ୍ମୀ ଦେବୀ କହୁଛନ୍ତି ତମେ ଭଗବାନ ଆସିଛନ୍ତି, ତମେ କଣ ବାପା ମାଙ୍କ ସେବା କରୁଛ ଭଗବାନଙ୍କୁ ଦିଅ। ସେଠୁ ଭଗବାନ କଣ କଲେ, ସେ ବାପାଙ୍କ ସେବା କରିବା ପାଇଁ ଆସିଲେ, ସେଇଭଳିଆ ପ୍ରଭୁ ମାନେ ମଥୁରା ପ୍ରଭୁ ହୁଅନ୍ତୁ, ବିଲମ୍ବ ପ୍ରଭୁ ଯୋଉମାନେ ସେବା କରିଛନ୍ତି, ସେମାନେ ବୋଧେ ଆମେ ଭଗବାନ ପାଖକୁ ବୁଲିବାକୁ ଯାଉଥିଲେ, କିନ୍ତୁ ବୋଧେ ଭଗବାନ ତାଙ୍କ ପାଖକୁ ବୋଧେ ଆସୁଛନ୍ତି, ମତେ ସେମିତି ଲାଗିଲା। ଛାଡ ମୋ ଦେହ ତାଙ୍କ କଲେ ସେଠି ପରେ ମାଡ ଖାଇବି, ମୁଁ ଆଉ କିଛି କହିବିନି। ଆଉ ଏତିକି ଖାଲି ଭକ୍ତ ମାନଙ୍କୁ କହୁଛି, ସମସ୍ତେ ତ ପଳେଇଲେ ଟ୍ରେନରେ, କାରଣ ମୁଁ ମୋ ପଛରେ ଟିକେ କେତେବେଳେ କେତେବେଳେ କଷ୍ଟ ହେଇପାରେ। ବୟସ୍କ ମାନଙ୍କୁ କଣ କୋଉ ସେବାରେ କାହାକୁ ଗାଳି ଦେଇଥିବି, କଣ କରିଦେଇଥିବି। ଆଉ ସବୁ ତ ଟ୍ରେନ ଓହ୍ଲେଇଲା ବେଳକୁ ସବୁ ପଳେଇଲେ, ଏଇଠି ସବୁ ଭକ୍ତ ମାନେ ପଦଯାତ୍ରା ନା ଯୋଉ ସରି ବୃନ୍ଦାବନ ଯାତ୍ରା ଯାଇଥିଲେ, ଆଉ ଏଇଠି ତାଙ୍କୁ ମୁଁ କ୍ଷମା କରିଦଉଛି, କଣ ଗାଳି ଦେଇଥିବି ବା ମୁଁ ଅଜାଣତରେ ଜାଣିଥିବି ଠିକ, କିନ୍ତୁ ଅଜଣାରେ ତାଙ୍କ ପାଇଁ ଭୁଲ ହେଇଥିବ। ଆଉ ତାଙ୍କୁ ବହୁତ ବି କଷ୍ଟ ହେଇଥିବ, ଆଉ ସେଥିଲାଗି ବିନମ୍ର ସହକାରେ ମୁଁ ସମସ୍ତ କ୍ଷମା ପ୍ରାର୍ଥନା କରୁଛି। ଆଉ ବି ମତେ କହିପାରେ ମୋର କିଛି ଥିଲେ ମୁଁ ଆଗତୁରା ସୁଧାରିବି। କିନ୍ତୁ ଏଇଠି ମୋ କଥାଟା ଶେଷ କରିବି, କିନ୍ତୁ ତା ପୂର୍ବରୁ ମୁଁ ଗୋଟେ କଥା କହୁଥିଲି, ଏଇ ବୃନ୍ଦାବନ ଯାତ୍ରାରେ ଯିବା ପାଇଁ ମତେ ଆହୁରି ଖାସ କରି ଅପରାଧ ଆଉ ତା ସହିତ ଚେତନାକୁ ଠିକ ଭାବରେ ଗୁରୁଙ୍କୁ ଆଉ ଗୁରୁଙ୍ଗରଙ୍କ ଚରଣରେ ପ୍ରାର୍ଥନା କରି ଆଉ ଟିକେ ଠିକ କରିବାକୁ ପଡିବ, ଯାହା ଦ୍ଵାରା କି ଯେମିତି କାଳିଆ ଦନରେ ଦେଖିଲି ଏ କିଛି ନୁହେଁ ଏଇଟା ସେମିତି ସେଇଭଳିଆ ଯେମିତି ଆମକୁ ଦେଖିବା କଥା। ଚେଷ୍ଟା କରିବି ଆଉ ଗୋଟେ ଭଲ ଭାବରେ ଚେତନାକୁ हरे कृष्णा श्रील प्रभुपाद की जय। କ୍ଷମା श्री କରିଦିଅ कारुण्य ଟିକେ प्रभु ପ୍ରଭୁ। की जय। ନା ନା ଏଠି ବୃନ୍ଦାବନ ଜୟ ରାମାୟଣ ମହୋତ୍ସବ କି ଯାଏ। ସମସ୍ତଙ୍କୁ ବିଶେଷ ଧନ୍ୟବାଦ ପ୍ରଭୁଜୀଙ୍କ ଠାରୁ ଶ୍ରବଣ କରୁଥିଲେ ବୃନ୍ଦାବନ ଯାତ୍ରାର ମହିମା, ଆଉ ବିଶେଷ କରିକି କି ସତର୍କତା ଅବଲମ୍ବନ କରିବାର ଅଛି ଭକ୍ତ ମାନଙ୍କ ଭିତରେ ସହଯୋଗ ଆଉ ମାଧ୍ୟମରେ କେମିତି ଆମେ ଧାମ ରୁ ଦର୍ଶନ କରିପାରିବା। ତ ପୁଣି ଆମେ ନେକ୍ସଟ ସ୍ପିକରଠୁ ଶୁଣିବା, ସମୟର ସୀମା ବି ଅଛି। ଆଟଲିଷ୍ଟ 20 ରୁ 25 ମିନିଟ ସମସ୍ତେ କନକ୍ଲୁଡ କରିବା ପାଇଁ ଚେଷ୍ଟା କରିବେ। ପ୍ରଭୁ ଯେତେବେଳେ ଫାଷ୍ଟ ସ୍ପିକର ଥିଲେ ତ ପ୍ରଭୁଜୀଙ୍କୁ ଆମେ ଶ୍ରବଣ କରୁଥିଲେ। ନେକ୍ସଟ ଶୁଣିବା ସୁରେଶ ପ୍ରଭୁ। ହରେ କୃଷ୍ଣ। ହଁ ତ ହରେ କୃଷ୍ଣ। ହରେ କୃଷ୍ଣ। ଦେହ ଭଲ ନାହିଁ ପ୍ରଭୁଜୀ, ମତେ ଥଣ୍ଡା ଏମିତି ହେଇଛି, ମୋର ଭଏସ ଟା ଟିକେ ହାର୍ଡ ଆସୁଥିବ ତମ ଟିକେ, voice- ସମସ୍ତେ ନାଇଁ ଟିକେ ବହୁତ ମ୍ୟାନେଜ ବଢିଆ ଆସୁଛି। ହଁ ତମ କରିନେବେ। ବହୁତ ଭଏସ ବହୁତ ବଢିଆ ଅଛି। ତମେ କେବଳ ବୃନ୍ଦାବନ ଆସିଲା କହିଚାଲ। ପରଠାରୁ ମତେ କାହିଁ ଲାଗୁନି ମୁଁ ଠିକ ରେ ମାନେ ଠିକ ଅଛି ହରେ କିନ୍ତୁ କୃଷ୍ଣ ପ୍ରଭୁ, ଟିକେ ପ୍ରଭୁ ଭିଡିଓ ଅନ୍ କରନ୍ତୁ ପ୍ଲିଜ ପ୍ରଭୁ। ଆରେ ନାଇଁ ନା ନା ଅନ୍ ଅନ୍ କରିବି। କରନ୍ତୁ ପ୍ରଭୁ।
ଆଜ୍ଞା ପ୍ରଭୁ। ଠିକ ଅଛି ହଉ। ଆଚ୍ଛା ଠିକ ଅଛି, ମୁଁ ଆରମ୍ଭ କରୁଛି। ସମସ୍ତଙ୍କୁ ମୋର ଦଣ୍ଡବତ ପ୍ରଣାମ। ଟାଇମ ଟାଇମ ଦେଖିଥାଅ ପ୍ରଭୁ, ଟାଇମ ଦେଖିଥାଅ। ଟାଇମ 20 ରୁ 25 ମିନିଟ 7ଟା କମ୍ପ୍ଲିଟ। 18 ହେଇଛି। ଆଚ୍ଛା ଠିକ ଅଛି, ମୁଁ ଆଉ ଜଲ୍ଦି ବି ସାରିଦେବି କାରଣ ମୁଁ ବି ଡ୍ୟୁଟି ଯିବାର ଅଛି। ତ ନା ନା ଦେଖୁଛି, ଜଲ୍ଦି ନୁହଁ, ନହେଲେ ଅଧା 20 ଅଧା 30 ରହିଗଲେ ମୁଁ ମିନିଟ। କାଲିକି ପୁଣି ରଖିଦବା ମୋ ପାଇଁ ଅଧା। ହଉ right. ଠିକ ଅଛି। ହରେ କୃଷ୍ଣ, ତ ଅଡିଓ ମ୍ୟୁଟ ହେଇଯାଇଛି। नमो विष्णुपादाय कृष्ण पृष्ठाय भूतले श्रीमते लोकनाथ स्वामिनिति नामिने। नमो विष्णुपादाय कृष्ण पृष्ठाय भूतले श्रीमते भक्तिवेदांत स्वामिनिति नामिने। नमस्ते सारस्वती देवे गौरवाणी प्रचारिणे निर्विशेष शून्यवादी पाश्चात्य देशतारिणे। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौर भक्त वृंद। हरे कृष्ण 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 हरे हरे, हरे राम 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 हरे हरे। ସମସ୍ତେ ମୋର ଦଣ୍ଡବତ ପ୍ରଣାମ। ମତେ ତ ସମୟ ଦିଆଯାଇଛି ମାତ୍ର 20 ରୁ 25 ମିନିଟ। ତା ଭିତରେ ମୁଁ ତ ପ୍ରଥମ ଥର ମୋର ବୃନ୍ଦାବନ ଯାତ୍ରା ଥିଲା। ମୁଁ ଏତେ ବି କିଛି ଅନୁଭବ ସାଉଣ୍ଟିନି, ତଥାପି ଆରମ୍ଭ କରିବା। ମାନେ ମୋର ତ ସେମିତି ବି ସମସ୍ତେ ପୂର୍ବରୁ ବହୁତ ବହୁତ ସିନିୟର ଆମର ଡିଭୋଟିସ୍ ସଞ୍ଜୟ ପ୍ରଭୁଜୀ, ସତ୍ୟ ପ୍ରଭୁଜୀ, କାଳିନ ପ୍ରଭୁ ସମସ୍ତେ ବହୁତ ବଢିଆ ଅନୁଭବ ସାଉଣ୍ଟିଛନ୍ତି। ମୁଁ ଖାଲି ଯାଇଛି, ଅବଶ୍ୟ ମୁଁ ଦର୍ଶନ କରିଛି ପୁରା ଟୋଟାଲ ବୃନ୍ଦାବନ, ମାନେ ଯେତିକି ଆ, ବୁଲିବା କଥା। ବାକି ସମୟ କ୍ରମେ ଆମକୁ ଆସିବାକୁ ପଡିଥିଲା, ତ ତା ଭିତରେ ଆମେ ଯେତିକି ଅନୁଭବ ଅଛି ଟିକେ ଚେଷ୍ଟା କରିବି କହିବା ପାଇଁ। ତ ଆମେ ପ୍ରତି ସଣ୍ଡେ ଭଳି ସଣ୍ଡେ ଯେମିତି ଆମେ ଯାଉ କ୍ଲାସ କଥା କରିବା ପାଇଁ, ପ୍ରସାଦ ଇଏ କରିବା ପାଇଁ ବେଶକୁ ଯାଉ। ତ ବେଶରେ ଆମେ ଯେତେବେଳେ ପ୍ରତି ସଣ୍ଡେ କୁ ଯାଉ, ତ ସଣ୍ଡେରେ ବିଲ୍ୱଳ ପ୍ରଭୁଜୀ, ମଥୁରାଜ ପ୍ରଭୁଜୀ ଆମକୁ ଜଣେଇଥିଲେ ଯେ ଗୁରୁ ମହାରାଜଙ୍କର, ଲୋକନାଥ ସିଂହ ଗୁରୁ ମହାରାଜଙ୍କର ଆମର 50ତମ ସନ୍ନ୍ୟାସୀ ଆନିଭର୍ସରୀ ଅଛି। ତ ଆମେ ସମସ୍ତେ ଯିବା। ତ ଟିକେଟ କାଟିବାର ଅଛି ଆମକୁ, 2 ମାସ 2.5 ମାସ ପୂର୍ବରୁ ଟିକେଟ କାଟିବାର ଅଛି। ତ ଆପଣ ମାନେ ସହଯୋଗ କରିବେ। ତ ମୁଁ ବହୁତ ଖୁସି ବି ହେଇଥିଲି ଯେ ଆମେ ତ କେବେ ଗୁରୁ ମହାରାଜଙ୍କୁ କେବେ ବି ଦର୍ଶନ କରିପାରୁନୁ, ଜୁମ ରେ ଦର୍ଶନ କରୁଛୁ। ତ ଏମିତି ପ୍ରାକ୍ଟିକାଲ ଦର୍ଶନ ବି ହେଇଯିବ ଆମର। ବୃନ୍ଦାବନ ତ ଆମେ ଖାଲି ଶୁଣିଥିଲୁ, କେବେ ବି ଯାଇନୁ। ତାପରେ ଆମେ ଭାରି ଖୁସି ହେଇଥିଲୁ, ସେଦିନ ପ୍ରସାଦ ବି ହେଇଥିଲା। ତାପରେ ବିଲଣ ପ୍ରଭୁଜୀ ଫର୍ମ ଆଣିକି ଟିକେଟ ର ଫର୍ମ ଆଣି ଫିଲ୍ କରିଥିଲୁ ଆମେ ବେଶରେ। ତାପରେ ସମସ୍ତେ ଆମେ ସଞ୍ଜୟ ପ୍ରଭୁଜୀ, ମତେ ବି ଦାୟିତ୍ୱ, ଆମ ରାମ ପ୍ରଭୁଜୀ, କାଳିନ ପ୍ରଭୁ ସମସ୍ତଙ୍କୁ କୁହାଯାଇଥିଲା ସତ୍ୟବ୍ରତ ପ୍ରଭୁଜୀଙ୍କୁ ଯେ ଆମେ ସମସ୍ତେ ଯାଇକି ବେଶରେ ଷ୍ଟେ କରିବା ପାଇଁ। ସେପରେ ମର୍ଣ୍ଣିଂ ରୁ ଆମେ ଯିବା ଟିକେଟ କାଟିବା ପାଇଁ। ତ ଆମେ ବି ଖୁସି ହେଇଥିଲୁ, କାରଣ ଟିକେଟ କାଟିବା ଏ ସବୁ ସେବା ସମସ୍ତଙ୍କୁ ମିଳେନି। ତ ଆମକୁ ମିଳିଛି ମାନେ ବଡ ସେବା ଏଇଟା ଗୋଟେ। ତାପରେ ଆମେ ସମସ୍ତେ ରାତିରେ ରହି ଯାଇଥିଲୁ ଆମେ ଟିକେଟ କାଟିବା ପାଇଁ। ତ ସେଠାକାର ଭିଡ, କାହିଁକିନା 8ଟା ପୂର୍ବରୁ ତ ରିଜର୍ଭେସନ ଟିକେଟ ଖୋଲୁ ହିଁ ନାହାନ୍ତି, ମାନେ ଟିକେଟ କାଟୁନାହାନ୍ତି। ତ ସେ ବାହାରେ ଯୋଉ ଭିଡ, ସେ ମାନେ ଦେଖିବେ ଆପଣ ବାଡିଆ ପିଟା ହଉଛନ୍ତି। ମାନେ ଟିକେଟ କାଉଣ୍ଟର ତ ଓପନିଂ ହେଇନି, କିନ୍ତୁ ତାହା ଭିତରେ ବାଡିଆ ପିଟା ହେଲାଣି। ମାନେ ସମସ୍ତେ କିଏ କହୁଛନ୍ତି ମୁଁ ରାତି ଯାକ ବସିଛି ଏଠି, କିଏ କହନ୍ତି ତୁ କେବେ ଆସିଥିଲୁ, ଏମିତି ସବୁ ଚାଲିଥିଲା। କିନ୍ତୁ ଆମର ସେଠି ସେମିତି କିଛି ପ୍ରୋବ୍ଲେମ ହେଇନଥିଲା। ଆମେ ସଞ୍ଜୟ ପ୍ରଭୁଜୀ, ସତ୍ୟ ପ୍ରଭୁଜୀ ଜପ କରୁଥିଲେ, ମୁଁ ବି ତାଙ୍କ ଜପକୁ ଧ୍ୟାନ କରିକି, ମୁଁ ତ ନେଇ ନଥିଲି ଜପ ବ୍ୟାଗ, କିନ୍ତୁ ମୁଁ ସେଠି ଜପ କରୁଥିଲୁ। ତାପରେ ଟିକେଟ କାଉଣ୍ଟର ଓପନିଂ ହେଲା ପରେ ଆସିଲେ ଯୋଉ ଆମର ଟିକେଟ କର୍ମଚାରୀ, ଟିକେଟ ଆମକୁ ହିଁ ପ୍ରଥମେ ଟିକେଟ ମିଳିଲା। ସମସ୍ତେ ବାଡିଆ ପିଟା ହଉଥିଲେ, କିନ୍ତୁ ଟିକେଟ ଆମକୁ ହିଁ ପ୍ରଥମେ ମିଳିଲା, କାରଣ ସେମାନେ ସବୁ ତତ୍କାଳ ବାଲା ଥିଲେ। ତାପରେ ଆମକୁ ଟିକେଟ କଲା ପରେ କଣ ହେଇଛି ନା, ଭିତରେ ଟିକେ ସମସ୍ୟା ଆସିଥିଲା। ଯେ ଟିକେଟ ଆମେ ଯୋଉ ଯିବାର ଥିଲା ଆମର ଅଲଗା ଟ୍ରେନରେ ଯିବାର ଥିଲା, ତ ସେ ଟ୍ରେନ ଟା ସେଦିନ ହିଁ ନଥିଲା, 2 ତାରିଖ ଦିନ ନଥିଲା। ତ ଆମକୁ କଣ ହେଲା, ତ ସେ ଟ୍ରେନ ର ନମ୍ବର ମତଲବ ନା ଆଉ ନମ୍ବର ଟାକୁ ଚେଞ୍ଜ କରିବାକୁ ପଡିଥିଲା। ତ ସେଠି ଟିକେ ସମସ୍ୟା ନର୍ମାଲି ଦେଖା ଦେଇଥିଲା। ତାପରେ ଆମେ ଯେହେତୁ ଛୋଟ 2-4ଟା ଟିକେଟ କରୁନୁ ଯେ ଆମକୁ ସେମିତି ଜଲଦି ହେଇଯିବ। 120 ପାଖାପାଖି ଟିକେଟ ଥିଲା, 100 ପାଖାପାଖି ଥିଲା। ତ ସେଠି ସେ ଆମର ଯିଏ ଥିଲେ, ମାତାଜୀ ଥିଲେ, ସେ କିନ୍ତୁ ବହୁତ ବଢିଆ। ସେ ମାନେ କଣ କି, ସେ ଆମ ଉପରେ ଚିଡଚିଡି ହେଲେନି। ଯେ ଟିକେ ପ୍ରୋବ୍ଲେମ ଆସିଥିଲା, କିନ୍ତୁ ସେ ଆମ ଉପରେ ଚିଡଚିଡି ହେଇନାହାନ୍ତି। ତ
ସଫଳତାର ସହିତ ଆମେ ସେଟାକୁ ଟିକେଟ କନଫର୍ମ ସବୁ ପାଇଥିଲୁ। ତାପରେ ଆସିଲା ପରେ ମଝିରେ ପୁଣି ବି ଟିକେଟ ରିଟର୍ନ ଟିକେଟ ପାଇଁ ବି ବ୍ୟବସ୍ଥା କରାହେଲା। ବିଲଙ୍ଗ ପ୍ରଭୁଜୀ ପୁଣି ଆମକୁ କହିଥିଲେ ଯିବା ପାଇଁ, ତ ସେଇଟା ହେଲା। ତାପରେ କଣ ହେଇଛି ନା ଯେମିତି ପାଖାପାଖି ଆମର ବୃନ୍ଦାବନ ଯିବା ପାଇଁ ସମୟ ଆସିଲା, ତ ମତେ ରାମ ପ୍ରଭୁଜୀ ପଚାରନ୍ତି, ଆରେ କେତେ ଦିନ ଆଉ ରହିଲା ପ୍ରଭୁଜୀ ବୃନ୍ଦାବନ ଯିବା ପାଇଁ? ତ ଆମେ ସେମିତି ହିଁ କଥା ହଉଥିବା, ଆଉ ମାତ୍ର 2 ଦିନ ରହିଲା, 3 ଦିନ ରହିଲା, 5 ଦିନ ରହିଲା, ଏମିତି ରହିଲା। ତ ଫାଇନାଲି ଆମେ 2 ତାରିଖ ପାଖରେ ପହଞ୍ଚି ଯାଇଥିଲୁ ଆମେ ସମସ୍ତେ ମିଶି। ତାପରେ ସେଦିନ ଆମେ ବାହାରିଥିଲୁ ଠିକ 10:30 ପାଖାପାଖି ଟ୍ରେନ ଥିଲା। ତ ଆମେ ସମସ୍ତେ କଣ କଲୁ ନା ବେଶ ରୁ ମୋ ପାଇଁ ପ୍ରସାଦ, ମୁଁ ଯାଇ ଟିକେ ଲେଟ ରେ ପହଞ୍ଚିଲି ବେଶରେ। ବେଶରୁ ଆମେ ସମସ୍ତେ ବାହାରିଲୁ ଯିବା ପାଇଁ। ପ୍ରସାଦ ମୋ ପାଇଁ ରଖିଥିଲେ, ରାଜଭୋଗ ଆଣିଥିଲେ ମୋ ପ୍ରଭୁଜୀ ମାନେ। ତ ରାଜଭୋଗ ପାଇଲା ପରେ ସମସ୍ତେ ବାହାରିଲୁ। ଯେହେତୁ ଟିକେ ପହଞ୍ଚିବା ପାଇଁ ଲେଟ୍ ହେଇଥିଲା, ସେଠି ମାଷ୍ଟର କ୍ୟାଣ୍ଟିନରେ ଆମର ରେଲୱେ ଷ୍ଟେସନରେ ପହଞ୍ଚିଲୁ। ବ୍ୟବସ୍ଥା ବି ହେଇଥିଲା ଆମର ଗାଡିର ବ୍ୟବସ୍ଥା। ତାପରେ ସେଠି ପହଞ୍ଚିଲା ପରେ ସମସ୍ତେ ଦେଖିଲା ବେଳକୁ ଟ୍ରେନର ଲେଟ୍ ବହୁତ ଅଛି, ପାଖାପାଖି ଗୋଟେ ପାଖାପାଖି। ତ ସେଇ ଟାଇପରେ ଆପଣ ମଥୁରା ପ୍ରଭୁଜୀ ଅପଡେଟ ବି କରିଦେଇଥିଲେ। ତାପରେ ଆମେ କଣ କଲୁ, ସମସ୍ତେ ପ୍ଲାଟଫର୍ମ 1 ରେ ଯାଇ ପହଞ୍ଚିଲୁ। ପାଣ୍ଡୁ ମହାରାଜ ବାକି ଯେତେ ସମସ୍ତେ ସିନିୟର ଡିଭୋଟି ସବୁ ଅଛନ୍ତି, ବିଲଙ୍ଗ ପ୍ରଭୁଜୀ ସମସ୍ତେ ଆସି ପହଞ୍ଚିଲୁ। ବାହାରୁ ବି ଭକ୍ତ ମାନେ ସବୁ, ମାତାଜୀ ମାନେ ସବୁ ଆସି ପହଞ୍ଚିଲେ। ତାପରେ ଆମର କିଚେନ, ଆମର ଯୋଉ ପ୍ରସାଦ ବ୍ୟବସ୍ଥା କରାଯାଏ ତାଙ୍କ ପାଇଁ ଯୋଉ ସମାନ ସବୁ ହେଇଥିଲା, ସେଗୁଡା ସମସ୍ତେ ଆସି ପହଞ୍ଚିଲେ ଜିନିଷ ସବୁ ଧରିକି। ତ ଆମକୁ ପାଣ୍ଡୁ ମହାରାଜ ବି ଆନାଉନ୍ସ କଲେ ଯେ ଆମର ୟୁଥ ପିଲା ଯେତେ ଅଛନ୍ତି, ତ ସେମାନେ ସମସ୍ତେ ନିଜ ନିଜର ଲଗେଜ ତ ଧରିବେ, ବାକି ତ ସମାନ ସବୁ ଯୋଉଟା ଆମର ପ୍ରସାଦ ସବୁ ହବ, କିଚେନ ସମାନ ସବୁ ସେଗୁଡା ସବୁ ତମମାନେ ସବୁ ହ୍ୟାଣ୍ଡେଲ କରିବ। ତ ଆମେ ସବୁ ରାଜି ହେଇଥିଲୁ। ତାପରେ ପ୍ଲାଟଫର୍ମରେ ଆମକୁ ଶୋ କରାହେଲା ଯେ 3 ନମ୍ବର ନା 4 ନମ୍ବର ଏମିତି କଣ ଯିବା ପାଇଁ। ତ ଆମେ ତ ଯିବାର ଗୋଟେ ମୁଡ ଅଛି ବୃନ୍ଦାବନ, ତ ଆମେ ଆଉ ସେଗୁଡା ଓଜନ କଣ ହାଲକା କଣ ଆମେ ସବୁ ଧରିକି ଚାଲିଲୁ। ତ ସେଇ ଯାଇ ପହଞ୍ଚିଲୁ। ପହଞ୍ଚିଲା ପରେ ଟ୍ରେନ ମତେ ଲାଗୁଛି 1 ରୁ 1 ପାଖାପାଖି ବୋଧେ ହବ ଟ୍ରେନ ଆସିବା, ବୋଧେ ରାତି ହବ। ତ ସେ ସମୟରେ ପହଞ୍ଚିକି ସମସ୍ତେ ନିଜ ନିଜର ପହଞ୍ଚିଲା ପରେ ପ୍ଲାଟଫର୍ମ ରେ ଯିଏ ଯାହା ବଗିରେ ଯେମିତି ଯିବା କଥା ସବୁ ପାଣ୍ଡୁ ମହାରାଜ କହିଦେଇଥିଲେ, ମଥୁରା ପ୍ରଭୁଜୀ କହିଦେଇଥିଲେ। ତାପରେ ଆମେ ଯାଇ ପହଞ୍ଚିଲୁ। ଟ୍ରେନ ବଗି ଭିତରେ ସବୁ ସମାନ ନିଜ ନିଜ ଲଗେଜ ସବୁ ରଖିଲୁ। ରଖିଲା ପରେ ଆମେ ନିଜ ନିଜର ସିଟ୍ ବି ସବୁ ଇନକ୍ୱାରି କରିକି ସେଗୁଡା ସବୁ ଦେଖିକି ଯିଏ ଯାହା ସିଟ୍ ରେ ବସିଲେ। ମୋର ତ ସିଟ୍ ମତେ କାହିଁ ଲାଗୁନି ମୋ ସିଟ୍ ରେ ମୁଁ ବସିନି। ମୁଁ ତ ଅଧା ଅଧା ଇଆଡେ ସିଆଡେ ବସିକି ମୋ ସମୟ ଯାଇଛି। ତାପରେ ବସିଲା ପରେ ସେଦିନ ରାତି ବି ହେଇଥିଲା, ଆଉ ରାତିରେ ତ ନିଦ ହେଲାନି, ଟ୍ରେନରେ ତ ନିଦ ହିଁ ହୁଏନି। ଆଉ ବାକି ମତେ ତ ହେଇନି, ବାକି ଲାଗୁଛି ସମସ୍ତଙ୍କୁ ହେଇଥିବ। ତାପରେ ସକାଳ ପାଇଲା ପରେ ଆମର 4:30 ଭୋର 5ଟା 5:30 ଭିତରେ ସମସ୍ତେ ଉଠିକି ଯିଏ ଯାହା ସ୍ନାନ କଲେ। ସ୍ନାନ ତ ତାପରେ ଥଣ୍ଡା, ଓଡିଶା ତ ଆମେ ଯାଇନଥିଲୁ, କାରଣ ସେ ଟ୍ରେନରେ ଏମିତି ପକେଇ ପକେଇ ନିଏ, ଖାଲି ବ୍ରେକ୍ ଦବ ସେ ଟ୍ରେନ, ଖାଲି ବ୍ରେକ୍ ଦିଏ, ଆପଣ ମାନେ ହତାଶ ହେଇଯିବେ। ଯାଉଥିବେ 10 ମିନିଟ୍ ଭିତରେ ବ୍ରେକ୍। ତାପରେ ଆମେ ସକାଳୁ ସକାଳୁ କଣ ହେଲା, ସ୍ନାନ କରିକି ସବୁ ଆମର ଗୁରୁ ପୂଜା ବି ଆଟେଣ୍ଡ କଲୁ। ଆମର ପ୍ରେସିଡେଣ୍ଟ ଥିଲେ ଆମର ପ୍ରଭୁଜୀ, ସାତପତି ପ୍ରଭୁଜୀ ଥିଲେ। ଆମର ଅଘାରୀ ପ୍ରଭୁଜୀ ବି ଥିଲେ, ନିରାକାର ପ୍ରଭୁଜୀ ଥିଲେ। ସମସ୍ତେ ଆସି କୀର୍ତ୍ତନ ବି କରାହେଲା, କଥା ବି ହେଲା। ପ୍ରସାଦ ବି ପାଣ୍ଡୁ ମହାରାଜ ଆମର ମନ୍ଦିରରୁ ସବୁ ବ୍ୟବସ୍ଥା କରିଦେଇଥିଲେ। ତାପରେ ସେବା ବି ମିଳିଥିଲା, ପ୍ରସାଦ ଆମର ପ୍ରସାଦ ସେବା ଗୋଟେ ମିଳିଥିଲା। ସେଟାକୁ ଆମେ ସବୁବେଳେ ଭାବୁ ଯେ ହଁ ଏଇ ପ୍ରସାଦ ସେବାଟା ମିଳୁ ଆମକୁ, କମ ସେ କମ ଆମେ ତ କୋଉ ମାତାଜୀଙ୍କୁ ପ୍ରଭୁଜୀଙ୍କୁ ଆମେ ଭେଟିନି କେବେ, କମ ସେ କମ ଟିକେ ଭେଟିଲା ପରେ କମ ସେ କମ ପ୍ରଣାମ ଟିକେ ଜଣେଇକି ଆମେ ତାକୁ ତ ଚିହ୍ନି ପାରିବା। କେବେ ତ ଦେଖା ହେଇନି କେବେ କାହା ସହିତ। ତାପରେ ଏମିତି ଗୋଟେ ବଗିରେ ତ ନଥିଲେ, ସବୁ ଅଲଗା ଅଲଗା ବଗିରେ ଥିଲେ। ତ ଆମକୁ ସେଇ ଅନୁସାରେ ସର୍ଚ୍ଚ କରି ଯିବାକୁ ପଡିଲା। ପ୍ରସାଦ ବ୍ୟବସ୍ଥା ବି ହେଇଥିଲା ଏମିତି 2 ଦିନ କାଳ। କମ ସେ ମତେ ଲାଗୁଛି 1.5 ଦିନ ଜଲ୍ଦି ପହଞ୍ଚିବାର ଥିଲା, କିନ୍ତୁ ଏଇଟା ଯେହେତୁ 5-6 ଘଣ୍ଟା ଡିଲେ ଥିଲା, ତ ସେଇ ଅନୁସାରେ ଆମେ ପହଞ୍ଚିଲୁ। ତ ବୃନ୍ଦାବନ ପାଖାପାଖି ମଥୁରା ମୁଁ ତ କେବେ ଯାଇନଥିଲି, ଯଦିଓ ମୁଁ ବାହାରକୁ ଯାଇଥିଲି ଅଲଗା ଲୋକେସନ କୁ, କିନ୍ତୁ ବୃନ୍ଦାବନ ଲାଇନ ମୁଁ କେବେ ଯାଇନଥିଲି ଉତ୍ତରପ୍ରଦେଶ। ତ ସେଠି ପହଞ୍ଚିଲା ପରେ ମଥୁରା ପାଖାପାଖି ହେଲା ପରେ ଆମେ ତ ଭିତରେ ବସିଛୁ, କିନ୍ତୁ ସମସ୍ତେ ଗେଟ୍ ପାଖକୁ ପଳେଇଲେଣି, କେମିତି ବାହାରକୁ ବାହାରିବେ। କାହିଁକି ନା ଇରିଟେଡ ସବୁ ହେଇସାରିଲେଣି ଟ୍ରେନରେ। ସେ ଟ୍ରେନ ର ନାଁ ଶୁଣିକି ଇରିଟେଡ ଲୋକ ହେଇଯାଉଛନ୍ତି, କୁହନ୍ତି ଆଉ କେବେ ଆଉ ଜୀବନରେ ଏ ଟ୍ରେନରେ ବସିବେନି। ତାପରେ ସେଠୁ ବାହାରିଲୁ। ବାହାରିଲା ପରେ ହଁ ମୋ କ୍ଲିୟର ଅଛି ଭଏସ? ଭଏସ କ୍ଲିୟର ଅଛି ପ୍ରଭୁ। ତମେ ଟ୍ରେନ କ୍ରସ କରିବ, ଠିକ ଅଛି। ବୃନ୍ଦାବନ କେତେବେଳେ ପହଞ୍ଚିବ? ଟ୍ରେନ ସରିଲା ମାତ୍ର 5 ମିନିଟ 5 ମିନିଟ ହେଇଛି ଟ୍ରେନରୁ ବାହାରିଲି ବା। 5 ମିନିଟ ହଁ। ହେଇଛି। ତାପରେ ସେଠୁ ବାହାରିଲା ପରେ ମଥୁରାରେ ଯେତେବେଳେ ପହଞ୍ଚିଲା ପରେ ଆମେ ସେଠି ଦଣ୍ଡବତ ପ୍ରଣାମ ବି କରିଛୁ। ଆମର ଭୂମିକୁ ପ୍ରଣାମ କଲୁ। ପ୍ରଣାମ କରି ସେଠୁ ବାହାରିଲୁ। ଟେମ୍ପୋର କାର୍ଯ୍ୟକ୍ରମ ସବୁ ହେଇଥିଲା, ସବୁ ବ୍ୟବସ୍ଥା ହେଇଥିଲା। ସେଠୁ 12ଟା ନା 13ଟା ଟେମ୍ପୁ ବ୍ୟବସ୍ଥା କରିଥିଲେ। ସେଠୁ ଆମେ ପହଞ୍ଚିକି
ତାପରେ କୀର୍ତ୍ତନ ବି ହେଲା ଆମର ଯୋଉ ସେ ଟେମ୍ପୁ ଭିତରେ କୀର୍ତ୍ତନ ହେଇକି ତାପରେ ଆମକୁ ବିଲୋଳ ପ୍ରଭୁଜୀ କହିଥିଲେ ଯେ ପଦ୍ମିନୀ ଆଶ୍ରମ ଯିବା ପାଇଁ ମୋ ମନ ଥିଲା କିନ୍ତୁ ଯେହେତୁ ମୁଁ ଜାଣିନଥିଲି ତ ରାସ୍ତାରେ ବି ଆବଡ ଖାବଡ ରାସ୍ତା ଥିଲା ତା ଭିତରେ ବି ଆମର କୀର୍ତ୍ତନ ହେଇଛି ବହୁତ ବଢିଆ। ସେଠୁ ଗଲା ପରେ ପଦ୍ମିନୀ ଆଶ୍ରମରେ ପହଞ୍ଚିଲୁ ସମସ୍ତେ ପାଣ୍ଡୁ ମହାରାଜ ତାପରେ ହଁ ପଦ୍ମିନୀ ଆଶ୍ରମର ଯୋଉଟା ଆମର ପାର୍କିଂ ହଲ୍ ଥିଲା ଯୋଉଠି ପ୍ରସାଦ ବ୍ୟବସ୍ଥା ହୋଇଥିଲା ତ ସେଠି ଆମକୁ ସମସ୍ତଙ୍କୁ ଚାବି ପାଇଁ ଆଲଟମେଣ୍ଟ କରିଥିଲେ ଯେ ଚାବି କାହା କାହାକୁ ଦିଆଯିବ କଣ ହବ। ତାପରେ ଆମକୁ ମୁଁ ଶୁଣିଥିଲି ଯେ ହଁ ପ୍ରସାଦ ପ୍ରସାଦ ପାଇଁ ରେଡି ହୁଅ ପ୍ରସାଦ ବନିଆ ହବ। ତାପରେ ଆମେ ସେଠୁ ପ୍ରସାଦ ପାଇଁ ଠିକ ଅଛି ଆସିଲା ବେଳକୁ ପ୍ରସାଦ ହେଇଯାଉ ସମସ୍ତେ ପ୍ରିପେୟାର ହେଇକି ଆସିଲା ବେଳକୁ ଅର୍ଣ୍ଣ ଆଉ ଡାଲମା ପ୍ରସାଦ ହେଇଯାଇଥିଲେ ଆମେ ସମସ୍ତେ ପାଇଲୁ ତାପରେ ଆଉ ସ୍ୱେବ ତ ହେଲାନି ରେଷ୍ଟ ଖାଲି ଜଷ୍ଟ ଆରାମ କଲୁ ରୁମରେ ଯେ ସେ ଯୋଉ ଟ୍ରେନରେ ଯୋଉ ଆବଡ ଖାବଡ ରାସ୍ତାରେ ସେ ଆମକୁ ଆଉ ନିଦ ହେଇନି ସେ ଯୋଉ ଧକର ଗଛରେ ବିଲକୁଲ ନିଦ ହେଇନି। ତାପରେ କଣ ହେଲା ସକାଳୁ ଉଠିକି ଆ ସତ୍ୟବ୍ରତ ପ୍ରଭୁଜୀ ତ ଯାହା କୁହନ୍ତୁ ସତ୍ୟବ୍ରତ ପ୍ରଭୁଜୀ ଜଲ୍ଦି ଉଠି ଯାଆନ୍ତି। ଆମକୁ ତ ନିଦ ସେମିତି ହୁଏନି କିନ୍ତୁ ଆମେ ବହୁତ ଅଳସୁଆ ଭଳି ଆମେ ଶୋଇଥାଉ ହଁ ଯିବା ତ ଆଉ କିନ୍ତୁ ଆମେ ସମସ୍ତେ ତାଙ୍କ ନେତୃତ୍ୱରେ ଆମେ ସମସ୍ତେ ଜଲ୍ଦି ଉଠି ଯେହେତୁ ଆମ ରୁମରେ 4 5 ନଥିଲୁ 8 ଥିଲୁ ତ ଗୋଟେ ୱାସରୁମକୁ ଟିକେ ସମୟ ଲାଗେ ତଥାପି ଆମେ ବାହାରି ପହଞ୍ଚିଲା ବେଳକୁ ହଁ ଆମେ ତାପରେ ପ୍ରିପେୟାର ହେଇକି ସଞ୍ଜୟ ପ୍ରଭୁ ମୁଁ ରାମ ପ୍ରଭୁ ସମସ୍ତେ ବାହାରି କାରଣ ପ୍ରଭୁ ସତ୍ୟବ୍ରତ ତ ଆଗୁଆ ପଳାନ୍ତି କିନ୍ତୁ ଆମେ 3 ଜଣ ପଛେ ଯାଉ। ପହଞ୍ଚିଲା ଆମେ ତାପରେ ଗଲୁ ଆମକୁ କହିଥିଲେ ଯେ କୃଷ୍ଣ ବଳରାମ ଟେମ୍ପଲ ଇସ୍କନ ଯୋଉଟା ଆମର ସିଧା ଗଲା ପରେ ରାଇଟ ଯିବା ପାଇଁ ତ ଆମେ ସେଠୁ ସିଧା ଯାଇଥିଲୁ। ସଞ୍ଜୟ ପ୍ରଭୁ ମତେ କାଇଁ ଲାଗୁଛି ସେ ତ ଯାଇନାହାନ୍ତି ମତେ କାଇଁ ଲାଗୁଛି କିନ୍ତୁ ଆଗୁଆ ଆମକୁ କୁହନ୍ତି ଯେ ହଁ ଏଇପଟେ ଏଇଟା ପଡିବ ବୋଲି। ତ ଆମେ ସେଠି ଯାଇ ପହଞ୍ଚିଲୁ କୃଷ୍ଣ ବଳରାମ ଟେମ୍ପୁଲରେ ପହଞ୍ଚିଲା ପରେ ମୁଁ ତ ଜାଣିନଥିଲି ଯେ ଏମିତି ଟେମ୍ପୁଲ ବି ମାନେ ପ୍ରଭୁପାଦଙ୍କ ନେତୃତ୍ୱରେ ଏଇ ସବୁ କରାହେଇଛନ୍ତି କିନ୍ତୁ ବହୁତ ସୁନ୍ଦର ଟେମ୍ପଲ ମତେ ମୁଁ ପ୍ରଥମେ ମୁଁ ଜାଣିନଥିଲି କେବେ ମୋବାଇଲରେ ମୁଁ ଦେଖେ ସର୍ଚ୍ଚ କରିକି ମୁଁ ଦେଖେ ତାପରେ ସେଠି ପହଞ୍ଚିଲା ପରେ ପହଞ୍ଚିକି ଆମେ ପହଞ୍ଚିବା ପୂର୍ବରୁ ସମସ୍ତେ ଭକ୍ତ କଣ କରନ୍ତି ନା ଯିଏ ଯାହା ବାଟରେ ମାନେ କାଳେ ଲେଟ୍ ହେଇଯାଉଛି କି ତାଙ୍କର ସିଏ ବହୁତ ସ୍ପିଡ ଯାଆନ୍ତି ଆମେ ଭାବୁଛୁ କଣ ଆମେ ଟିକେ ଲେଟ୍ ହେଇଗଲା କି ସେମାନେ ଭାବନ୍ତି ଲେଟ୍ ହେଇଗଲା କି ବହୁତ ସ୍ପିଡ ଯାଆନ୍ତି। ତ ସେଠି ପହଞ୍ଚିଲା ପରେ ମଙ୍ଗଳ ଆରତୀ ତ ଅଲରେଡି ସରି ଯାଇଥିଲା ମତେ ଯାହା ଲାଗୁଛି ସେଠୁ ଚପଲ ରଖିଲୁ ତାପରେ ଟିକେ ହାତ ଧୋଇକି ବାହାରିଲୁ ଭିତରୁ ଏଣ୍ଟ୍ରି କଲା ପରେ ଲେଫ୍ଟ ସାଇଡ ଆପଣ ଦେଖିବେ ଶିଲ ପ୍ରଭୁପାଦଙ୍କର ବଡଗିରି ମନ୍ଦିରଟା ହେଇଥିବେ ତ ଆପଣ ସେଠି ମୁଁ ପ୍ରଥମେ ଯେତେବେଳେ ଦେଖିଲି ପ୍ରଭୁପାଦୀଙ୍କୁ ମୁଁ ଶୁଣିଥିଲି ମାୟାପୁର ଗଲାବେଳେ ଯେ ପ୍ରଭୁପାଦଙ୍କ ଅରିଜିନାଲ ସମାଧି ଅଛନ୍ତି ବୃନ୍ଦାବନରେ। ତ ମୁଁ ଯେତେବେଳେ ହଠାତ୍ ସଡନ କାନରେ ପଡିଗଲା ଯେ ହଁ ତାହେଲେ ଅରିଜିନାଲ ସମାଧି ତାହେଲେ ବୃନ୍ଦାବନ ତାହେଲେ ଏଇ ହେଇଥିବେ ତାହେଲେ ତ ମୁଁ ଦେଖିକି ମୁଁ ତାଙ୍କର ଯୋଉ ଶିଲ ପ୍ରଭୁପାଦୀଙ୍କର ବିଗ୍ରହ ସାଇଜ ଦେଖିକି ମୁଁ ଭାବିଲି ରିଅଲ ପ୍ରଭୁପାଦ ji ଅଛନ୍ତି ବୋଲି ଏଠି ମାନେ ସମ୍ମୁଖରେ ଦେଖିକି ମୁଁ ଭାବିଲି ଯେ ରିଅଲ ପ୍ରଭୁପାଦ ji ଅଛନ୍ତି। ତାପରେ ମୁଁ କିଛି ସମୟ ଠିଆ ହେଲି ତାପରେ ଭିତରକୁ ଗଲି ସଞ୍ଜୀବ କହିଲା ଆରେ ଆସ ଜଲ୍ଦି ସମୟ ହେଇଗଲାଣି ଆମେ ଆଳତି ସେପଟେ ବି କରିବା। ତ ସିଧା ଗଲି ତାପରେ ପ୍ରଣାମ ସେଠି କଲୁ ପ୍ରଣାମ କରିକି ଟିକେ ସେଠୁ ପରିକ୍ରମା ଟିକେ କଲୁ ପରିକ୍ରମା କରିକି ତାପରେ ମୁଁ ତା ପରେ ପୁଣି କହିବି ଏଇଟା ଟିକେ ଆଉ କିଛି ସମୟ ପରେ ତାପରେ ସେଠୁ ଆସିକି ଆମେ ଗଲୁ କୁଆଡେ ଗୌର ନିତାଇଙ୍କ ପାଖକୁ ଗୌର ନିତାଇଙ୍କ ଯୋଉ ଶ୍ରୀମୁଖର ଯୋଉ ଦର୍ଶନ ମାନେ ଅଦ୍ୟପ ଆମେ ଯାଇପାରିଲୁନୁ ମାନେ ମଝି ମଝିରେ ରହିଗଲୁ ପୁରା ସମ୍ମୁଖକୁ ଯାଇପାରିଲୁନୁ ତଥାପି ଆମେ ମୁଁ ଶ୍ରୀମୁଖକୁ ଦେଖିଲି ତାଙ୍କର ଏତେ ଯୋଉ ଦିବ୍ୟ ମାନେ ସମ୍ମୁଖ ମାନେ ଏମିତି ତାଙ୍କର ଯୋଉ ଖୁସି ଏମିତି ମାନେ କହିତ ହବନି ବର୍ଣ୍ଣନା କରିହବନି କାରଣ ଭଗବାନଙ୍କର ବି ବର୍ଣ୍ଣନା ଆମେ କରିବାଟା ଭୁଲ କିନ୍ତୁ ବହୁତ ଭଲ ଲାଗିଲେ ମାନେ ଅନୁଭୂତ ହଉଥିଲା ମୁଁ ସେଇଠି ହିଁ ରହିଥାନ୍ତି ଯେହେତୁ ଆମକୁ ସମୟ ଟିକେ ଦିଆଯାଇଥିଲା ବେଶୀ ସମୟ ଦିଆଯାଇନଥିଲା ତା ଭିତରେ ଆମେ ସେଇଠୁ ମୁଁ ଧୀରେ ଧୀରେ ଦର୍ଶନ କରିକି ଆଉ ପ୍ରଣାମ ବି ଦଣ୍ଡ ପ୍ରଣାମ କଲୁ ତାପରେ ମଝିରେ ଆସିଲୁ ଆମର କୃଷ୍ଣ ବଳରାମ ଭଗବାନଙ୍କୁ ଦର୍ଶନ କଲୁ ତାପରେ ଏପଟେ ଆସିଲୁ ରାଧା ଶ୍ୟାମ ସୁନ୍ଦରଙ୍କୁ ଦର୍ଶନ କଲୁ ସେଠି ତାପରେ ଆଳତି ବି ସେପଟେ ନନା ମାନେ ଆମର ପ୍ରଭୁ ji ଆଣୁଥିଲେ ତ ଆମେ ଆଳତି ବି ଦର୍ଶନ କରିକି ତାପରେ ସେଠୁ ଆମେ ବାହାରି ପଡିଲୁ କୋଗଲା ଆଶ୍ରମ କୋଗଲା ଆଶ୍ରମରେ ରାସ୍ତାରେ ଗଲାବେଳେ ଦେଖିବେ ଲେଫ୍ଟ ସାଇଡ ସଡ ଗୋସ୍ୱାମୀଙ୍କର ଥିବେ ବିଗ୍ରହ ଥିବେ ବାଁ ପଟେ ତ ସେ ରାସ୍ତାରେ ଆମେ ଦର୍ଶନ ବି କରିକି ଗଲୁ ପ୍ରଣାମ କରିକି ତାପରେ ସେଠାକାର ଯୋଉ ଆମର ବୃକ୍ଷ ଦେଖିବେ ବହୁତ ଶାନ୍ତ ଥାନ୍ତି ମୁଁ ବୃକ୍ଷ ମାନଙ୍କୁ ପ୍ରଣାମ କରିକି ଯାଏ ବହୁତ ଶାନ୍ତ ମାନେ ଲାଗିବ ଯେ ବୃକ୍ଷ ଅଛନ୍ତି ବୋଲି ଏଠି ତାପରେ ସେଠୁ ଗଲା ପରେ ସାମ୍ନାରେ ଦେଖିଲି ଗୁରୁ ମହାରାଜଙ୍କର ପୋଷ୍ଟର ମରା ହେଇଛନ୍ତି ତାପରେ ମୁଁ କହିଲି ଆରେ ତାହେଲେ ତ ଆମେ ଭୋଗଲା ଆଶ୍ରମ ପହଞ୍ଚିଗଲା ତାପରେ ସେଠୁ ଆମେ ଏଣ୍ଟ୍ରି କଲୁ ଏଣ୍ଟ୍ରି କଲା ବେଳକୁ ସେଠା ମାନେ ସେ ଯୋଉ ନଜାରା ଥିଲା ବହୁତ ମାନେ ଏମିତି ତ କହି ହୁଏନି
କିନ୍ତୁ ନଜାରା ବହୁତ ବଢିଆ, ସମସ୍ତେ ବ୍ୟବସ୍ଥା ବହୁତ ବଢିଆ ବ୍ୟବସ୍ଥା କରିଥିଲେ। ତା ଭିତରେ ଏଣ୍ଟ୍ରି କଲୁ, ଖଗୋଳ ଆଶ୍ରମ ଯାଇକି ତାଙ୍କର ରାଇଟ ସାଇଡ୍ ରେ ଏଣ୍ଟ୍ରି, ଯୋଉ ଏଣ୍ଟ୍ରି ଗେଟ୍ ରେ ଏଣ୍ଟ୍ରି କଲା ପରେ ଭିତରେ ଯାଇ ବସିଲୁ। ଭିତରେ ଷ୍ଟେଜ ବହୁତ ବଢିଆ ସଜାବଟ ବି ହେଇଥିଲା, ଗୁରୁ ମହାରାଜଙ୍କ ପାଇଁ ତ ବହୁତ ମାନେ କହିହବନି ଏମିତି କେମିତି ସଜାବଟ କରିଥିଲେ, ସବୁ ଆଗରୁ ପ୍ଲାନିଂ କରିଥିବେ। ପଦ୍ମମାଳି ପ୍ରଭୁଜୀ ଯେମିତି ଅଛନ୍ତି, ଆମର ସବୁ ସିନିୟର ଅଛନ୍ତି। ତାପରେ ଆମେ ବସିଲୁ, ବସିକି ଜପ କରିବା ଆରମ୍ଭ କଲୁ। ଆରମ୍ଭ କଲା ବେଳକୁ ଗୁରୁ ମହାରାଜ ଟିକେ ମତେ 15-20 ମିନିଟ୍ ପରେ ଆସିଲେ। ଆସିଲା ପରେ ସମସ୍ତେ ଅଚାନକ ଉଠିଲେ, ମୁଁ ତ ଜାଣିନଥିଲି, ମତେ ଲାଗୁଛି ମୁଁ ଟିକେ ବୋଧେ ଢଳେଇ ପଡିଥିଲି ଟିକେ ଜପ କଲା ବେଳେ। ତ ସେ ସଡନ ଆସିକି ପହଞ୍ଚିଲେ, ସଡନ ଯେତେବେଳେ ପହଞ୍ଚିଲେ ତ ଆମେ ସମସ୍ତେ ପ୍ରଣାମ କଲୁ। ପ୍ରଣାମ କରିକି ଆ, ପ୍ରଣାମ କଲା ପରେ କଣ ନା, ମୁଁ ଗୁରୁ ମହାରାଜଙ୍କୁ, ସମସ୍ତେ ତ ଗେରୁଆ ବସ୍ତ୍ର ପିନ୍ଧିଛନ୍ତି, କିନ୍ତୁ ସମସ୍ତେ ଯେତେବେଳେ ଉଠିକି ମୁଁ କହିଲି କଣଟେ ହେଇଗଲା ମତେ। ତାପରେ ଗୁରୁ ମହାରାଜ ସମସ୍ତେ ପ୍ରଣାମ କଲେ, ମୁଁ ଜାଣୁଛି ଗୁରୁ ମହାରାଜ ଆସିଲେ। ତାପରେ ମୁଁ ମାୟାପୁରରେ ଦେଖିଥିଲି, ଆଉ କେବେ ବି ମଝିରେ ଦେଖିନଥିଲି, କେବଳ ଜୁମ ରେ ଦେଖେ। ତାପରେ ମୁଁ ତାଙ୍କୁ ଭଲସେ ଦେଖିଲି। ଭଲସେ ଦେଖିଲା ପରେ ମୁଁ ଦେଖିଲି ତାଙ୍କୁ ଦଣ୍ଡ ଧରିଛନ୍ତି, ମୁଁ ତାକୁ ଜାଣିଲି ଗୁରୁ ମହାରାଜ ଆସିଲେ। ତାପରେ ମୁଁ ଟିକେ, ସମସ୍ତେ ବସିଲା ପରେ ମୁଁ ଟିକେ ଦେଖି ଠିଆ ହେଇକି ଟିକେ ଏମିତି ଅନେଇଲି, ଗୁରୁ ମହାରାଜ ଆସିଲେ, ଗୁରୁ ମହାରାଜ ଦର୍ଶନ ହେଇଗଲା। ତାପରେ ଦର୍ଶନ ହେଲା ପରେ ଗୁରୁ ମହାରାଜ ବସିଲେ, ସିଂହାସନ ବସିକି ଜପ ବି କଲେ। ଜପ କଲେ, ଆମେ ଗୁରୁ ମହାରାଜ ସହିତ ଜପ ବି କଲୁ। ହରେ କୃଷ୍ଣ। ପ୍ରଭୁଜୀ କିଛି କହିବେ? ହଁ, ମୁଁ କହୁଥିଲି କି ତମେ 2-3ଟା ସ୍ପେଶିଆଲ ଏକ୍ସପିରିଏନ୍ସ କୁହ ଯୋଉଟା ତମକୁ ବହୁତ ଟଚି ଏକ୍ସପିରିଏନ୍ସ, ମାନେ ହାର୍ଟ ଟଚିଂ ଏକ୍ସପିରିଏନ୍ସ ବୃନ୍ଦାବନ, ଯୋଉଟା ତମକୁ ନର୍ମାଲି ତମର ଭକ୍ତି ଜୀବନ ପାଇଁ କଣ ପ୍ରୋତ୍ସାହକ ରହିବ। ସେଇଭଳିଆ କିଛି ଏକ୍ସପିରିଏନ୍ସ କୁହ। ସମସ୍ତେ ଯଦି ଷ୍ଟେପ ବାଇ ଷ୍ଟେପ କହିବେ, ଆମେ ଗଲୁ, ପହଞ୍ଚିଲୁ, ଏସବୁ କଲୁ, ସେଥିପାଇଁ ତ ମୁଁ ଡାଏରୀ ଦେଇଦେଇଛି ଆଗରୁ। ଡାଏରୀରେ ସମସ୍ତେ ଲେଖିବ, ଡାଏରୀରେ ଲେଖିକି ରିଟର୍ନ କରିବାର ଅଛି। ଆଉ ନିଶ୍ଚିତ, ସେସନରେ କହିଲା ବେଳକୁ, ହଁ, ସ୍ପେସିଫିକ ଏକ୍ସପିରିଏନ୍ସ, ବହୁତ ସୁନ୍ଦର ଏକ୍ସପିରିଏନ୍ସ ଯୋଉଟା ଅଛି ସେଇଟା କୁହ। ଯୋଉ 2-3ଟା କୁହ। ନିଶ୍ଚିତ। ହଁ, ହରେ କୃଷ୍ଣ। ହଁ, ତାପରେ ଆମେ କଣ ହେଲା, ମୁଁ ସେଇ ଜାଗାରେ ସେଠୁ ତ ସରିଗଲା। ତାପରେ ଆମେ ଦୀକ୍ଷା ସେରିମନି ପାଇଁ ବି ଆସିଥିଲୁ। ଦୀକ୍ଷା ତ ମୁଁ ଯେତେବେଳେ ଦୀକ୍ଷା, ଆମର ଫୋନ ବି ଆସିଥିଲା ଯେ ପଳେଇ ଆସୁଛନ୍ତି ପ୍ରସାଦ ପାଇଁ। ତାପରେ ଦୀକ୍ଷା ସେରିମନି ଯେତେବେଳେ ଆମେ ଆଟେଣ୍ଡ କଲୁ, ତ ସେ ସମୟରେ ଟିକେ ମତେ ଅନୁଭୂତି ହେଲା ଯେ ଗୁରୁ ମହାରାଜ ଆମକୁ କେବେ ଦୀକ୍ଷା ଦେବେ। ତ ଆମର ତ ସେ ଏପର୍ଯ୍ୟନ୍ତ, ମୁଁ ତ ସେ ଲାଇନ ଜଷ୍ଟ ଏଣ୍ଟ୍ରି କରୁଛି, ତ ଆମକୁ କେବେ ଦୀକ୍ଷା ଦେବେ। ତ ସେଇ ଟାଇପ ର ଭାବନା ମୋର ଟିକେ ଟିକେ ସେ ସମୟରେ ଆସିଲା। ସେଠି ବି ମୁଁ ବସି ଗୁରୁ ମହାରାଜ ପଛପଟେ ଥିଲି। ତ ସମସ୍ତଙ୍କର ମାଇଣ୍ଡ କୁ ମୁଁ କେବଳ ଦେଖେ, ସମସ୍ତଙ୍କ ଯେ କୋଉ ଟାଇପ ର ଅଛନ୍ତି, ସମସ୍ତଙ୍କ ଧ୍ୟାନ କେବଳ ଗୁରୁ ମହାରାଜଙ୍କ ଉପରେ ହିଁ ଥାଏ ସମସ୍ତଙ୍କର। ତ ସେଠି ଯେହେତୁ ଆମର ଏତେ ବି କନଫିଡେଣ୍ଟ ହବାକୁ ନାହିଁ ଯେ ଆମେ ଦୀକ୍ଷା ନେଇଯିବ ବୋଲି, କିନ୍ତୁ ଦୀକ୍ଷା, ସମସ୍ତେ କୁହନ୍ତି ଦୀକ୍ଷା ନେଲେ କଣ ହୁଏ ନା, ଆମେ ଆଧ୍ୟାତ୍ମିକ ଜୀବନରେ ଆମେ ପ୍ରଗତି କରିବା। ଧୀରେ ଧୀରେ ଆମେ କଣ କରିବା ନା, ଆମର ଗୁରୁ ମହାରାଜ ଯେତେ ବି ଅଛନ୍ତି, ଶିଳ ପ୍ରଭୁପାଦ, ଆମେ ଗୁରୁ ପରମ୍ପରାଙ୍କୁ ବେଶୀ ଜାଣିପାରିବା ଭଲସେ। ତ ଏଇ ସବୁ ଜିନିଷ ଗୁଡା ମୁଁ ଟିକେ ସେଠି ନୋଟ କଲି। ଆମର ଅନନ୍ୟ ପ୍ରଭୁ ସେଠି କିଛି କ୍ଷଣ କଣ ଗୋଟେ କହୁଥିଲେ, ତ ସେଇଟା ମୁଁ ଏତେ ମନେ ପଡୁନି। ତ ସେ ସମୟରେ ସେଠୁ ଆସିଲୁ। ଆସିଲା ପରେ ଧୀରେ ଧୀରେ, ମୁଁ ତ ଜାଣିନଥିଲି କଣ କେମିତି ହବ, କୁଆଡେ ଯିବି, କଣ କରିବି। ତ ତାପରେ ମୁଁ ଯେତେବେଳେ ପଞ୍ଚକୋଶୀ ପରିକ୍ରମା ହେଲା, ତ ସମସ୍ତେ ସେଠି କାଲି ଦେହ ଯୋଉଟା ମନ୍ଦିର, ଆମର ଯୋଉଠି ଭଗବାନ କୃଷ୍ଣ ଯୋଉ ଆମର ଅଛନ୍ତି, ଯୋଉ ଆମର ବୃକ୍ଷ ଥିଲେ, ସେ ବୃକ୍ଷ ଉପରୁ ଜମ୍ପ କରିଥିଲେ। ତ ତାପରେ କାଲିନାଗ ସହିତ ଯୋଉଟା ଯୁଦ୍ଧ କରିଥିଲେ, ତ ତାଙ୍କ ସେ ସମୟରେ ବି ମୁଁ ଟିକେ ଭାବେ ଟିକେ ସେ ସମୟରେ ଯେ ହଁ, ଭଗବାନ ବି ଏମିତି ବି, କାହିଁକିନା ଆମେ ତ କଳନା କରିପାରିବାନି। ତ ସେ ସମୟରେ ମୁଁ ଭାବିଥିଲି ଯେ ହଁ, ଭଗବାନ ବି ଏ ଜାଗାରେ ଏମିତି ସବୁ କରିଥିବେ। ତାପରେ ସେଠୁ ଆସିଲି ବାଙ୍କି ବିହାରୀ। ବାଙ୍କି ବିହାରୀ ଗୋଟେ ଜିନିଷ ମତେ ଭଲ ଲାଗିଲା। ନାଇଁ, ବାଙ୍କି ବିହାରୀ ପୂର୍ବରୁ ଆମେ ଆସିଥିଲି କଣ, ରାଧା ମଦନ ମୋହନ, ଯୋଉଟା ଆମର ସନାତନ ଗୋସ୍ୱାମୀଙ୍କର ଟେମ୍ପୁଲ ଯୋଉଠି, ସେଠି ବି ପୁରା ଦିବ୍ୟ ମନ୍ଦିର ବି ଦେଖିଲି। ବହୁତ ମାନେ ସେଠି ଇଟାରେ କେବେ ସେ ମନ୍ଦିର ଗଢା ହେଇନାହାନ୍ତି, କେବଳ ପଥର। ମାନେ ଚିନ୍ତା କରନ୍ତୁ, ସେ କୋଉ କାଳର, ପ୍ରାଚୀନ, ବହୁତ ପୁରୁଣା। ତ ସେଠାକୁ ବି ଟିକେ ବସିକି ମୁଁ ଭାବେ ଯେ ହଁ, ମାନେ କେବେର, ମାନେ ସେ କେତେ ବର୍ଷର, କେତେ ଶହ ଶହ ବର୍ଷର ବି ଜିନିଷ ଆଜି ବି ଏପର୍ଯ୍ୟନ୍ତ ପ୍ରତ୍ୟକ୍ଷ ଭାବରେ ଦର୍ଶନ ବି ଦଉଛନ୍ତି। ଆମେ ତ ବୁଢ ମଣିଷ ଜାଣି ବି ପାରୁନୁ। ତ ଏଇ ଜିନିଷ ଟା ଟିକେ ବି ଗଲି, ତାପରେ ଦର୍ଶନ କଲି। ସନାତନ ଗୋସ୍ୱାମୀଙ୍କର ଆମର ମନ୍ଦିର ବି ଆସିଲୁ, ତାଙ୍କର ସେପଟେ ବି ଦର୍ଶନ ଟିକେ କଲୁ। ସେଠି ବି ଦେଖିବେ ଭାଗବତ କଥା ବି ହଉଥିଲା ଆମର ରାଇଟ ସାଇଡ ରେ। ଏତେ ଧ୍ୟାନ ବି ଆମେ ଦେଇପାରିଲୁନି ଅବଶ୍ୟ, ସନ୍ଧ୍ୟା ଟାଇମ ହେଇଯିବ। ତ ସେଠୁ ବି ଦର୍ଶନ ସାରିଲୁ। ସେଠୁ ଦର୍ଶନ ସାରିକି ବାଙ୍କି ବିହାରୀ ଆସିଲୁ। ବାଙ୍କି ବିହାରୀରେ ଏତେ ଭିଡ ଭିତରେ ବି ଆମେ ମୁଁ ବାଙ୍କି ବିହାରୀ ତ ଅବଶ୍ୟ ଦର୍ଶନ କଲି। ତାପରେ ସେଠି ସାଇଡ ରେ ଥିଲେ ପୂଜାରୀ ଥିଲେ,
तो पूजारी की ମୁଁ କହିଲି ଯେ हरे कृष्ण मैं जगन्नाथ श्रीधाम पुरी से आया हूँ। तो ସିଏ ତାପରେ କହିଲେ ହରେ କୃଷ୍ଣ କହିକି ମତେ ସେ ଲଡୁ ଦେଇଦେଲେ। ଲଡୁ ଦିଟା ଦେଇଦେଲେ। ମୁଁ କହିଲି ଆଚ୍ଛା, ଭଗବାନଙ୍କ ନାଁ କହିଲେ ସବୁ କିଛି ମିଳିଯାଉଛି ତାହେଲେ। ତ ସେଠି ବି ପ୍ରଣାମ କଲି କିଛି ସମୟ, ସମସ୍ତେ ରାଇଟ୍ କି ଯାଆନ୍ତି, ମୁଁ ଲେଫ୍ଟ କୁ ଯାଇକି ଆଉ ଥରେ ବାଙ୍କେ ବାହାରିକି ଦର୍ଶନ କଲି। ତାପରେ ଟିକେ ମତେ ମୁଁ ତ କେବେ ବି ଦେଖିନଥିଲି, ଯେହେତୁ ଫାର୍ଷ୍ଟ ଟାଇମ କିଛି ଅନୁଭବ ବେଶୀ କିଛି ବି ଆସିବନି, କିନ୍ତୁ ଅ, ପ୍ରତ୍ୟେକ କମ ସେ କମ ଦର୍ଶନ ତ ଭଗବାନଙ୍କୁ ହେଇଗଲା। ତାପରେ ସେଠୁ ଆମେ ଆସିଲୁ। ଆସିଲା ପରେ ବହୁତ ଗୁଡା ଟେମ୍ପଲ ବି ବୁଲିଲୁ, ଏମିତି ମୋର ମନ ବି ପଡୁନି, ମନ ପଡୁଛି କିନ୍ତୁ ସଡନଲି ବାହାରି ପାରିବନି। ତ ସେଠୁ ଆସିଲା ପରେ ହଁ ତାପରେ ଆଉ କେତେ ଗୁଡା ମନ୍ଦିର ଗଲୁ। ମନ୍ଦିର ଯାଇକି ସେ ମାତାଜୀଙ୍କ ଦେହ ଟିକେ ଭଲ ନଥିଲା, ତ ଆମେ ସେଠି ବି ଟିକେ ମାଇଣ୍ଡ ଟା ଟିକେ ଇଆଡେ ସିଆଡେ ହେଇଗଲା। ତାପରେ ଆମେ ପଳେଇ ଆସିଲୁ। ବେଶରୁ ଆସିଲା ପରେ ଅ, ତାପରେ ଯାଇକି ସେପଟେ ଆମର ସକାଳୁ ଗୋଟେ ମର୍ଣ୍ଣିଂ ରେ ଗୋଟେ ହେଇଥିଲା ଆମର, ମର୍ଣ୍ଣିଂ ରେ ପ୍ରୋଗ୍ରାମ ହେଇଥିଲା ଆମର, ଯିଏ ଆମର ପ୍ରେମ ଅବତାର ପ୍ରଭୁ ଜୀ ଥିଲେ। ତ ସିଏ ଆମର ପୁରା ପରିକ୍ରମା ଯୋଉଟା କଲେ, ସକାଳୁ ଆମେ ସମସ୍ତେ ପରିକ୍ରମା କଲୁ। ତାପରେ ପରିକ୍ରମା କଲା ପରେ ରାସ୍ତାରେ ଯମୁନା ଘାଟରେ ସେଠି ଆମର ଶାଶ୍ୱତପତି ପ୍ରଭୁଜୀ ଆମର ସେ କଥା କହୁଥିଲେ, ଆମର ସେ କଥା ଜାଗାରେ ସେଠି ବି ବସି କିଛି ଦର୍ଶନ ବି କଲୁ। ତାପରେ ଆଚମନ ବି ସେଠି କରିଛୁ। ତ ସେଠୁ ଆସିଲା ପରେ ପରିକ୍ରମା ସାରିକି ଆସିଲା ପରେ ଟିକେ ବିଶ୍ରାମ କରିଛୁ। ବିଶ୍ରାମ କଲା ପରେ ସମୟ ହେଇଗଲାଣି, ଆଉ ମାତ୍ର 10 ମିନିଟ୍ ଭିତରେ, ମତେ 10 ମିନିଟ୍ ଦିଅନ୍ତୁ, 10 ମିନିଟ୍ ଦିଅନ୍ତୁ। ତାପରେ ଆମେ କୁଆଡେ ଗଲୁ ନା, ହଁ ତାପରେ ଗୁରୁ ମହାରାଜଙ୍କର ପୁଣି କଣ ହେଲା ନା, ଆମର ଅଧିବାସ ଥିଲା ଯେତେବେଳେ, ତ ସେଦିନ ବି ଆଟେଣ୍ଡ କରିଛୁ ଆମେ। ସେଦିନ ଆଟେଣ୍ଡ କଲୁ। ତାଙ୍କର ଯୋଉ ପ୍ରୋଗ୍ରାମ ଟା ଥିଲା, ଯୋଉ ଭଳିଆ ଫଙ୍କସନ ଟା ଥିଲା, ମୁଁ ତ ସମସ୍ତଙ୍କୁ ଚିହ୍ନିନି। ତାପରେ ସେଠି ତାଙ୍କର ଏତେ ଡିସାଇପଲ୍ସ ଥିଲେ, ମାନେ ମତେ ଲାଗୁଛି ପ୍ରାୟତଃ ଖାଲି ବ୍ରହ୍ମଚାରୀ ଥିଲେ। ମୁଁ ଖାଲି ବ୍ରହ୍ମଚାରୀଙ୍କୁ ଦେଖେ, ଗୃହସ୍ଥ ଦେଖେ କିନ୍ତୁ ବ୍ରହ୍ମଚାରୀଙ୍କୁ ଦେଖେ। ତ ସେଠାଙ୍କ ଯୋଉ ପ୍ରାଇଜ ଯୋଉ ଦେଇଥିଲେ ଗୁରୁ ମହାରାଜଙ୍କ ଉପରେ, ଏତେ ମାନେ ଏତେ ଆସକ୍ତି ଗୁରୁ ମହାରାଜଙ୍କ ଉପରେ। ତାପରେ ସମସ୍ତଙ୍କୁ ସେ ବି ବ୍ଲେସିଂ କରୁଥିଲେ ସମସ୍ତଙ୍କୁ, ଯେ ହଁ ଆରାମସେ ମାନେ ସେ ଖୁସି ହେଇଯାଆନ୍ତି। ମୁଁ ତ ଶୁଣିଛି ଯେତେବେଳେ ଦୀକ୍ଷା ସେରେମନି ହଉଥିଲା, ସେଠି ଆମର ଇଷ୍ଟଦେବ ପ୍ରଭୁଜୀ କହୁଥିଲେ ଯେ ଭୁବନେଶ୍ୱର ସେ ଆଏ ହେଁ ଭକ୍ତ। ପଚାରୁଥିଲେ ଗୁରୁ ମହାରାଜ କେତେ ଭକ୍ତ ଆସିଛନ୍ତି, 120 125 ଏମିତି କଣ ପଚାରୁଥିଲେ। ତ ସେଠି ଗୁରୁ ମହାରାଜ ଟିକେ ଖୁସି ହେଇଥିଲେ ସେଠି। ତାପରେ ଆମେ ଆସିଲୁ। ହଁ ସେଠୁ ପରିକ୍ରମା ହେଲା ପରେ ଆମେ କୁଆଡେ ଯାଇଥିଲି, ହଁ ସେଠୁ ତାପରେ ଷ୍ଟେଜରେ କିଛି ଫଙ୍କସନ ହେଲା। ଫଙ୍କସନ ହେଲା ପରେ କଣ କି, ସେ ରାତିକି ରଖିଦେଲେ ଡ୍ରାମା ଟାଇପ ର କିଛି ଯୋଉଟା ଥିଲା। ତ ସେଠି ଆମେ ପଳେଇ ଆସିଲୁ, ସନ୍ଧ୍ୟା ସମୟ ହେଇଗଲା। ସେଠି ସବୁ କାମ ସରିଲା ପରେ ପଳେଇ ଆସିଲୁ। ପଳେଇ ଆସିଲା ପରେ ଆମର ଥିଲା ବର୍ଷାନା ନନ୍ଦଗାଁও ଏ ସବୁ ଥିଲା ଦର୍ଶନ କରିବାର। ତାଙ୍କରି ଗାଡିରେ ଥିଲା, ଆମର ମନ୍ଦିର ଟେମ୍ପଲ ଇଏରେ ଥିଲା ସବୁ। ଆମେ ଯାଇକି ପ୍ରଥମେ ପହଞ୍ଚିଲା ପରେ ସେଠି ଆମର ପ୍ରେମ ସରୋବର, ନନ୍ଦ ସରୋବର ଯୋଉଟା କହୁଥିଲେ, ସେଠି ବି ଆମେ ଟିକେ ଦର୍ଶନ କଲୁ। ଆମକୁ ମୁଁ ତ ଜାଣିନଥିଲି ଯେ ଏସବୁ ଜିନିଷ, ଯେହେତୁ ନୂଆ ନୂଆ କଣ ଜାଣିବା, ତ ସେଠି ବି ଆମେ ଦର୍ଶନ କଲୁ। ସେଠି ଟିକେ ଆଚମନ କଲୁ। ଆଚମନ କରି ଆସିଲୁ, ନନ୍ଦଗାଁও ଗଲୁ। ନନ୍ଦଗାଁও ରେ ଦେଖିବେ ଗାଁ ରେ ସମସ୍ତଙ୍କର ତାଲା ପଡିଥିବ, ତାଲା ୟା ଫେରେ ଗେଟ୍ ବନ୍ଦ କରିଦେଇ ଭିତରେ ଥିବ। ଆମେ କାହାକୁ ଦେଖିନି ପ୍ରାୟତଃ। ତ ସେ ମର୍ଣ୍ଣିଂ ସମୟଟା ହବ, 7:30 8ଟା ଭିତରେ ବୋଧେ ହବ। ତ ପହଞ୍ଚିକି ଉପରେ ଗଲୁ। ଉପରେ ଯାଇକି ତାପରେ ଗାଁ ଦେଖନ୍ତୁ, ଗାଁ ବି ମୁଁ ଗୋଟେ ଅନୁଭବ କଲି, ଗାଁ ଦେଖନ୍ତୁ ଧୀରେ ଧୀରେ ସିଢି ଚଢିଲା ଭଳିଆ ଗାଁ ହେଇଛି। ଆମର ଗାଁ ଟା କଣ, ଗୋଟେ ଦେଖନ୍ତି ଗୋଟେ ଗୋଟେ ଲେୟର ଲେୟର ଥାଏ। ତ ଆମର ଦେଖିବେ ଉପରେ ଉପରେ ହେଇଛି। ତ ଆମେ ପହଞ୍ଚିଲୁ, ସେଇ ହିସାବରେ ଆମେ ପହଞ୍ଚିଲୁ ଉପରେ। ଉପରେ ପହଞ୍ଚିକି କଥା ଇଷ୍ଟଦେବ ପ୍ରଭୁଜୀ କଥା ବି କରୁଥିଲେ, କଥା କଲୁ। କଥା ଆମେ ଟିକେ ନର୍ମାଲି ଶୁଣିଲୁ। ତାପରେ ସେଠି ମୁଁ ଦେଖିଲି ୱାଲ ରେ ଦେଖିବି ବ୍ରହ୍ମଦେବ କଣ କରିଛନ୍ତି ନା, ୱାଲ ଯୋଉଟା ପ୍ରତିଛବିରେ ଲେଖିଥିଲେ ଯେ ବ୍ରହ୍ମଦେବ ରାଧାକୃଷ୍ଣଙ୍କୁ କେମିତି ବିବାହ ପାଇଁ ବିବାହ କରେଇଥିଲେ, ତାର ଗୋଟେ ଚିତ୍ର ଦର୍ଶକ ଗୋଟେ ଥିଲେ। ମୁଁ ବି ଦେଖିଥିଲି ସେଠି, ସମସ୍ତେ ଦେଖିଥିବେ ପ୍ରଭୁଜୀ ମାତାଜୀ ମାନେ। ତାପରେ ଯାଇକି ଆମେ ଦର୍ଶନ ବି କରିଛୁ। ଆମେ ଦର୍ଶନ କଲୁ ନନ୍ଦ ବାବାଙ୍କୁ, କୃଷ୍ଣ ବଳରାମଙ୍କୁ, ସମସ୍ତଙ୍କୁ ଦର୍ଶନ କଲୁ। ଦର୍ଶନ ସାରିବା ପରେ ଟିକେ ପରିକ୍ରମା କରି ଆମେ କଣ କଲୁ, ପୁଣି ତଳକୁ ଆସିଲୁ। ଆସିକି ପୁଣି କଣ କଲୁ, ବର୍ଷାନା ଗଲୁ। ଓ ମତେ ଲାଗୁଛି ଟିକେ ସମୟ ଲାଗିଲା। ବର୍ଷାନା ଗଲୁ। ବର୍ଷାନା ଯାଇ ବର୍ଷାନା ଗଲା ପରେ, ହଁ ବର୍ଷାନା ଯାଇନୁ, ନନ୍ଦଗାଁ ଭିତରେ ଆମେ ଗଲା ପରେ ସେଠି ଯୋଉଠି ଯଶୋଦା ମା କଣ କରନ୍ତି ନା, ଯୋଉ ମାଖନ ଯୋଉଠି କରନ୍ତି, ତ ସେ ଭିତରକୁ ଗଲା ପରେ ସେଠି ହରେ କୃଷ୍ଣ। ହରେ କୃଷ୍ଣ, ଶୁଣାଯାଉଛି ଶୁଣାଯାଉଛି କ୍ଲିୟରଲି। ହଁ ତ ସେଠି କଣ ହଉଛି ନା, ଆମର ସେ ଜଣେ ଆମର ଯୋଉ ବ୍ରଜବାସୀ ମାତାଜୀ ଥିଲେ ଜଣେ, ସେ ଆମକୁ ଦେଇଛନ୍ତି ଆମର ଛାଞ୍ଚ ଆଉ ମିଶ୍ରି। ଛାଞ୍ଚ ମିଶ୍ରି ଭାରି ଟେଷ୍ଟ ବି ଥିଲା। ସମସ୍ତେ ତ ଖାଲି ହାତ ବଢି ପାରୁଥିଲେ, ମୁଁ କହିଲି ମୁଁ ଟିକେ ବି ଟ୍ରାଏ କରିଦିଏ, କଣ ଏଇଟା କେମିତି କଣ, ମୁଁ ତ କେବେ ଆସିପାରିବି ନ ଆସିପାରିବି, ତ ଟିକେ ସେଠି ଟିକେ ପାଇଲି।
ଔଷଧ ପାଇଲା ପରେ ସେଠାକାର ଦେଖିବେ। ହଁ, ଆଉ ଗୋଟେ ଜିନିଷ କଣ, ସମସ୍ତେ ଭଲ ପାଇବା ମାନେ ନନ୍ଦଗାଁରେ ଦେଖିବେ ଭଲ ପାଇବା ବହୁତ ଭରପୁର ଥାଏ। ମାନେ ସେ କାହାକୁ ଭାବିନେ ଯେ କିଏ ପର୍ଯ୍ୟଟକ ଆସିଛନ୍ତି ତାକୁ କହିଦେବା ସେମିତି ସେ କେବେ ଆସିବ ନ ଆସିବ, କିନ୍ତୁ ଭଲ ପାଏ ସମସ୍ତଙ୍କର ଥାଏ। ସମସ୍ତେ ରାଧେ ରାଧେ କୁହନ୍ତି, ସମସ୍ତେ ବେଟା କେସିଏ ଭଲ ଏମିତି ସବୁ କୁହନ୍ତି। ତାପରେ ଆମେ ଧୀରେ ଧୀରେ ଆସିଲୁ, ଆସିକି ସେଠୁ ବର୍ଷାନା ବାହାରିଲୁ। ବର୍ଷାନା ବାହାରିଲା ପରେ ସେଠି ସେ ସିଡିରେ ଯୋଉ ପତଳା ସିଡି ଥିଲା, ମାନେ ଯୋଉ ସିଡି କଣ କହନ୍ତି, ପଥର ପାହାଚ ଥିଲା ଯିବା ପାଇଁ ଉପରକୁ। ତ ସେ ଭିତରେ ବି ଆମେ କଂଜେଷ୍ଟେଡ ଥିଲା ସିଡିଟା, କିନ୍ତୁ ତା ଭିତରେ ଆମେ ସମସ୍ତେ ଯାଇକି ଆମେ ପହଞ୍ଚିଥିଲୁ। କିନ୍ତୁ ମୁଁ କେବେ ତ ଜାଣିନଥିଲୁ ଆମେ କେବେ ଏମିତି ସମୟ ବି ଆସିବ ସବୁ ଭକ୍ତ ମାନଙ୍କ ସହିତ ଆମେ ଯାଇପାରିବା। କିନ୍ତୁ ଆହା, ପ୍ରଭୁଜୀଙ୍କ ଏଇଟା ଅଧିକତାରେ ଆମେ ସବୁ ପହଞ୍ଚିଛୁ। ସମସ୍ତେ ଯାଇ ସେଠି ପହଞ୍ଚିଲା ପରେ ରାଧାରାଣୀଙ୍କ ମନ୍ଦିରରେ ପହଞ୍ଚିଲୁ। ସେଠାରେ କିଚେନ ବି ଗୋଟେ ରାଧାରାଣୀ କରିଥିଲେ, ଦର୍ଶନ ବି କଲୁ। ତାପରେ ଏତେ ଭକ୍ତଙ୍କ ମନୋଭାବ, ଭକ୍ତ ମାନେ ଏତେ ମାନେ କଣ କି ତାଙ୍କ ମାଇଣ୍ଡ ଯେମିତି ଖାଲି ରାଧାରାଣୀ ଭିଡି ନେଇ ଯାଉଛନ୍ତି ସେଇଭଳିଆ, ମାନେ ସେଇଭଳିଆ ଅନୁଭବ ହଉଥିଲା। ସମସ୍ତେ ମାନେ ସେ କାହାକୁ ଆଉ ଦେଖନ୍ତିନି। ତାପରେ ସେଇ ହିସାବରେ ଆମେ ସମସ୍ତେ ବି ଦର୍ଶନ କଲୁ। ରାମ ପ୍ରଭୁଜୀ କଣ କଲେ, ଯୋଉ ଆମର ମୟୂରର ପଙ୍ଖ ଆଉ କିଛି ପ୍ରସାଦ ନେଇକି ଯାଇଥିଲେ ଉପରେ ପ୍ରସାଦ ଚଢିବା ପାଇଁ, ସେ ପ୍ରସାଦ ଦେଇଦେଲେ। କିନ୍ତୁ ସେପଟୁ ଡାଇରେକ୍ଟ ଗୋଟେ ପ୍ରସାଦୀ ମାଳା ଗୋଟେ ଡାଇରେକ୍ଟ ଆସି ପଇଲା ଗୋଟେ ତାଙ୍କ ଉପରେ। ତ ସେଇଟା ଭାରି ଭଲ ଲାଗିଲା। ତ ସେଠୁ ଆମେ ଆସିଲୁ, ଆସିଲା ପରେ ସେଠି ବସିକି ଟିକେ କଥା ହେଲା, କଥା ଆସିଲୁ। ତାପରେ ହଁ, ତାପରେ ମୁଁ କହିଦଉଛି। ଆଉ ତାପରେ ମଝିରେ କଣ କି ଗିରି ଗୋବର୍ଦ୍ଧନ ବି ମଝିରେ ଆଉ ତ କେତେ ରହିଲାଣି। ମୁଁ ଯଦି ଆଉ ପ୍ରଭୁଜୀଙ୍କୁ ଟିକେ ଟାଇମ ମାଗିବି କାଲି ପରଦିନ ପାଇଁ, ଯଦି ଟିକେ 10 ମିନିଟ ଦେବେ ଆଉ ଟିକେ କହିବି। ଆ, ବାକି ଗିରି ଗୋବର୍ଦ୍ଧନ ଲାଷ୍ଟ ମୁଁ କହିଦଉଛି। ଗିରି ଗୋବର୍ଦ୍ଧନ ଅ ଗିରି ଗୋବର୍ଦ୍ଧନ ପରିକ୍ରମା ଯେତେବେଳେ ହେଲା ଆମକୁ ସକାଳ ଆମେ ତ କୁହାଯାଇଥିଲା ଯିବା ପାଇଁ। ସକାଳୁ ଯେହେତୁ ପହଞ୍ଚିଲୁ 5:30 6ଟା ଭିତରେ ଆମେ ପହଞ୍ଚି ଯାଇଥିଲୁ। ତ ସେଇଠୁ କହିଲେ ଯେ ଆମକୁ ଏଇପଟୁ ବାଁ ପଟୁ ଯିବେ, ଏଇଟା ହଉଛି କଣ ଆମର ରାଧାକୁଣ୍ଡ। ତ ଆମେ ସେପଟୁ ଯିବା କମ ସେ କମ 20 21 କିଲୋମିଟର 22 କିଲୋମିଟର ଏମିତି କଣ କହିଲେ। ତ ଆମେ ସେଇଠୁ କଥା କୀର୍ତ୍ତନ କରି କରି ହିଁ ଗଲୁ। ଯେହେତୁ ଆମକୁ ସେଇନା ସମୟଟା ଏମିତି ଗୋଟେ, ଆପଣ ଯାଉଥିବେ କିନ୍ତୁ ଆପଣଙ୍କ ମନରେ ଖାଲି ଗୋଟେ ଅଲଗା ଭ୍ରାନ୍ତ ସୃଷ୍ଟି ହବ, କଣ ସମୟଟା ସରୁନି। ତ ଆମେ କଣ କଲୁ, ମୁଁ ଜାଣିଥିଲି ଯେ କୀର୍ତ୍ତନ ଟିକେ କଲେ କଣ କି, ମୁଁ ତ ଜାଣିନି କିନ୍ତୁ ମତେ ସେଇଭଳିଆ ମେହସୁସ ହଉଥିଲା ଯେ କୀର୍ତ୍ତନ ଟା କରି ଗଲେ କମ ସେ କମ ବାଟ ଜଣା ପଡିବନି। କି ବା କୋଉ କଥା ଭଗବାନ କଥା ପକେଇଲେ କୀର୍ତ୍ତନ ଜଣା ପଡିବନି ସମୟ। ତ ସେଇ ଅନୁସାରେ ଆମେ ସମୟ କ୍ରମେ ଆମେ ବାହାରିଲୁ। ବାହାରି ଗଲା ପରେ ରାସ୍ତାରେ ଆମେ ଜଷ୍ଟ 5 6 କିଲୋମିଟର ପାଖାପାଖି ବୋଧେ ଯାଇଥିବା, 4 5 କିଲୋମିଟର ଆମର ବିନୋଦ ଗାର୍ଡେନ ରେ। ତା ପୂର୍ବରୁ ଆମର ମତେ ଲାଗୁଛି ପହଞ୍ଚିବା ପୂର୍ବରୁ ବୋଧେ ଗୁରୁ ମହାରାଜ ଆଗୁଆ ପହଞ୍ଚି ଯାଇଥିଲେ, ମତେ ଯାହା ଲାଗୁଛି ବୋଧେ ଫ୍ରେଶ ହେଇକି ଥିବେ ବୋଧେ ସେଠି। ତ ସେଠି ବି ଆମେ ଦର୍ଶନ କଲୁ ବିନୋଦ ଗାର୍ଡେନ ରେ। ଆମର କଥା ବି ଗୁରୁ ମହାରାଜ କଥା କରେଇଲେ। ତାପରେ ସେଠି ଏତେ ଭକ୍ତ ଥିଲେ, ମାନେ ମତେ ଲାଗୁଛି ସେଇଦିନ ଭକ୍ତ ଅଧିକ ହେଇଗଲେ ନା ଆଗରୁ ଭକ୍ତ ଯାଆନ୍ତି ମତେ କାହିଁ ଲାଗୁନି। ସେଇଦିନ ପୁରା ଭକ୍ତ ଫୁଲ ହେଇଗଲେ। ତ ସେଠି ବି କଥା ହେଲା ପରେ ପ୍ରସାଦ ଆମର ବ୍ୟବସ୍ଥା ହେଇଥିଲା। ଗୁରୁ ମହାରାଜଙ୍କୁ ଯାହା ମତେ ଲାଗୁଛି ବୃନ୍ଦାବନ ଟୁର ରେ ଯାତ୍ରା ଯୋଉଟା ଆମର ଗୁରୁ ମହାରାଜଙ୍କୁ ମତେ ଲାଗୁଛି ବହୁତ ଥର ଦେଖିଛି। ମାନେ ଦୀକ୍ଷା ସେରିମନି ଦିନ ତ ମୁଁ ପାଖରୁ ପୁରା ଦେଖିଲି, ଗୁରୁ ମହାରାଜଙ୍କୁ ପାଖରୁ ପୁରା ଦେଖିଲି। ମତେ କାହିଁ ଲାଗୁଛି ଗୋଟେ ଥରେ ଆମର କୃଷ୍ଣ ବଳରାମ ଟେମ୍ପଲ ଗଲୁ, ବାସ 2 ମିଟର ଦୂରରେ ଆମେ ବସିକି ସଞ୍ଜୟ ପ୍ରଭୁଜୀଙ୍କ ମୋର ଦର୍ଶନ କଲୁ। ତାପରେ ମୁଁ ସେଇ ଜିନିଷ ଟା ଭାବେ ଯେ ଆମେ ଯଦି ଗୁରୁଦେବଙ୍କୁ ଆମେ ପାଖରୁ ଥାଇକି ଆମେ ଯଦି କହନ୍ତିନି ଭଲ ପାଇବା ନ ଦେଇପାରିବା, ୟା ପ୍ରେମ ନ କରିପାରିବା ପାଖରୁ ଥାଇକି, ତ ଦୂରେଇ ଗଲେ ଆମେ କଣଟା, ଆମେ ଫଟୋକୁ ମାନେ ତାଙ୍କର ଯୋଉଟା ପିକ୍ଚରକୁ ଦେଖିକି ଆମେ ଖାଲି କହନ୍ତିନି ଯୋଉ ଭଲ ପାଇବା, ସେଇ ଜିନିଷ ଟା ମତେ ଟିକେ ଇଏ ଲାଗିଲା। ବହୁତ ପାଖରୁ ତାଙ୍କର ଯୋଉ ଉଜ୍ଜଵଳ, ତାଙ୍କର ଯୋଉ ସାଇନିଂ ଟା ଗୁରୁ ମହାରାଜଙ୍କୁ ସେ ପାଖରେ ଥାଇକି ମୁଁ ବହୁତ ଜିନିଷ ଟା ମେହସୁସ କଲି ସେ କୃଷ୍ଣ ବଳରାମ ଟେମ୍ପଲ ଭିତରେ। କାହିଁକି ନା ଆମର କଥାରେ ନାଇଁ ଯୋଉ ଶ୍ଲୋକ ତ ଅଛି, ଯଥା ଦେବେ ମତଲବ ୟଶ ଦେବେ ପରାଭକ୍ତି ଯଥା ଦେବେ ତଥା ଗୁରୁ। ଯେମିତି କି କହନ୍ତିନି ଆମେ ଭଗବାନଙ୍କୁ ଯେତିକି ବି ଭଲ ପାଉଛି, ସେତିକି ଯଦି ଆମେ ଗୁରୁ ମହାରାଜଙ୍କୁ ଭଲ ପାଇବା ତ ବହୁତ ବଢିଆ। ମାନେ ଗୁରୁଙ୍କୁ ଭଲ ପାଇବା ତ ଆହୁରି ବହୁତ ବେଟର, କାହିଁକିନା ଗୁରୁ ମାନେ କୁହନ୍ତି। କାହିଁକିନା ଆମେ ତ ଭଗବାନଙ୍କୁ ଦେଖିନେ, କାରଣ ସେ ଯୋଉଟା ରଖି ମାନେ କହିଛନ୍ତି ଆମେ ତାଙ୍କରି ହିସାବରେ ଯାଉଛି। କିନ୍ତୁ ଯଦି ମାନେ ଗୁରୁଙ୍କ ମାନେ ଭଗବାନଙ୍କ ନିମିତ୍ତ ହିସାବରେ ଯଦି ଗୁରୁଙ୍କୁ ପଠେଇଛନ୍ତି ଧରାଧାମକୁ, ଯଦି ଆମେ ତାଙ୍କୁ ଭଲସେ ଭଲ ନ ପାଇବା, ତାଙ୍କ କଥା ଯଦି ତାଙ୍କ କଥାକୁ ଆମେ ଅ ଅନୁକରଣ ନ କରିବା, ଏ ତ ଆମେ ଏଥିରେ ଆମର କଣ ହବ ନା ଦୁର୍ଗତି ଦୁର୍ଗତି ତ ହବନି କିନ୍ତୁ ଆମେ ଏଥିରେ ବହୁତ ପଛେଇ ଯିବା। ତ ଏଇ ଜିନିଷ ଟା ମତେ ଭାରି ସେମିତି ଟିକେ ଭଲ ଲାଗିଲା। ତେଣୁ ମୁଁ ଭାବିଲି ଯେ ଗୁରୁ ତ ମତେ ମିଳିଛନ୍ତି, ସମସ୍ତେ ମିଳିଛନ୍ତି, କିନ୍ତୁ ମତେ ଲାଗୁଛି ଗୁରୁ ମିଳିଛନ୍ତି ମାନେ ମୁଁ ଆଉ ଛାଡିବିନି।
ତ ଏଇ ହିସାବରେ ଆସିଲା ପରେ ତ ମତେ ଲାଗୁଛି ପୁଣି ଭୌତିକ ଦୁନିଆକୁ ଆସିଲା ଭଳିଆ ମତେ କାହିଁ ଲାଗୁଛି, ଏବେ ତ ଲାଗୁଛି ମୁଁ ଭୁଲିବାଲି ଗଲାଣି ସବୁ। ତାପରେ ହଁ ସେଠୁ ବିନୋଦ ଗାର୍ଡେନ ରୁ ସେଠୁ ବାହାରିଲୁ। ପ୍ରସାଦମର ବ୍ୟବସ୍ଥା ହେଇଥିଲା, କିନ୍ତୁ ଆମେ ଏତେ ଭକ୍ତ ଭିତରେ ଆମକୁ ସମୟ ଟିକେ, ଯେହେତୁ ଆମକୁ ଯିବାର ଅଛି, ପରିକ୍ରମା କରିବାର ଅଛି ଫୁଲ, ତ ଆମେ ସେଠୁ ସମସ୍ତେ ବାହାରି ପଡିଲୁ। କିଏ ଟେମ୍ପୁରେ, ମତେ କାହିଁ ଲାଗୁଛି କିଛି ମାତାଜୀ ଭକ୍ତ ଯାଇଛନ୍ତି, କିନ୍ତୁ ଆମେ ସମସ୍ତେ ବାହାରି ପଡିଲୁ ସେଠୁ। ବାହାରିକି ପୁରା କୀର୍ତ୍ତନ କଲୁ। ଆମର ଗୁରୁ ମହାରାଜଙ୍କର ଦେଖିବେ ଯିଏ ସନ୍ନ୍ୟାସ କରେଇଛନ୍ତି, ତାଙ୍କ ସେ ମହାରାଜଙ୍କ ସହିତ ଆମେ ସମସ୍ତେ ବାହାରିଲୁ। ତାଙ୍କ ପଛେ ପଛେ ସଞ୍ଜୟ ପ୍ରଭୁଜୀ, ମୁଁ ଆଉ କେତେ ଜଣ ଭକ୍ତ କୀର୍ତ୍ତନ କରି କରି ଯାଇଛୁ। ବହୁତ ଖୁସି ହେଇଛନ୍ତି, ମହାରାଜ ବି ହରେ ବହୁତ ଖୁସି ହେଇଛନ୍ତି। ହରେ କୃଷ୍ଣ ପ୍ରଭୁ, ସମୟ ବହୁତ ହେଇଗଲାଣି, ଟିକେ କନକ୍ଲୁଡ ଆଉ କର। ମାତ୍ର ପାଞ୍ଚ, ଆଚ୍ଛା ଠିକ ଅଛି ନା ଠିକ ନା, ଅଛି, ଠିକ ହଁ, ଅଛି। ହରେ ତ ତା ଭିତରେ ଆମେ ସେଠୁ ପହଞ୍ଚିଲୁ ଧୀରେ ଧୀରେ କି ହଁ ରାସ୍ତାରେ ତ ବହୁତ ଦିବ୍ୟ ମନ୍ଦିର ବି ଆସିଲା। ଗୋଟେ ଜଗନ୍ନାଥ ମନ୍ଦିର ନା ଏମିତି କଣ ଲେଖା ହେଇଥିଲେ, ସେଠି ଗଲାବେଳୁ ଚୈତନ୍ୟ ମହାପ୍ରଭୁଙ୍କ ମନ୍ଦିର, ସେଠି ବି ଆମେ ଦର୍ଶନ କରିଛୁ। ଚୈତନ୍ୟ ପ୍ରଭୁଜୀ ଆଉ ମୁଁ ବି ମଝିରେ କୀର୍ତ୍ତନ କରି କରି ଯାଇ ରାଧାକୁଣ୍ଡ ଶ୍ୟାମକୁଣ୍ଡ ଡାଇରେକ୍ଟ ପହଞ୍ଚିଲୁ। ମଝିରେ ସମସ୍ତଙ୍କୁ ଛାଡିଦେଲୁ। ତାପରେ ସେଠି କୀର୍ତ୍ତନ କରିବା ପାଇଁ, କୀର୍ତ୍ତନ ଦେଖିବେ ଗୋଟେ ଏମିତି ଗୋଟେ ପ୍ରଭାବ ଆସିବ। ଆମେ କୀର୍ତ୍ତନ କରି କରି ମତେ କାହିଁ ଲାଗୁନି ମୁଁ 22-23 କିଲୋମିଟର ଏତେ ଜଲ୍ଦି ପଳେଇ ପହଞ୍ଚିଗଲି। ତ ଇଏ ଗୋଟେ ବି ମତେ ଗୋଟେ ବହୁତ ଭଲ ଜିନିଷ ଲାଗିଲା। କେବେ ତ ଏତେ ମୁଁ ଯାଇନଥିଲି, ଯେହେତୁ ମୁଁ ଆଗରୁ ବୋଲବମ ଯାଏ, ବୋଲବମ ଯାଇଛି, ମୁଁ ଏତେ ବୁଲିନି। କିନ୍ତୁ ମତେ ଟିକେ ଭଲ ଲାଗିଲା କୀର୍ତ୍ତନ ପହଞ୍ଚିଲା ପରେ। ସେଠୁ ପହଞ୍ଚିକି ରାଧାକୁଣ୍ଡ ଶ୍ୟାମକୁଣ୍ଡ ଟିକେ ପରିକ୍ରମା କଲୁ। କରିସାରିଲା ପରେ ମଝିରେ ଦେଖିବେ ମନ୍ଦିର ଗୋଟେ ଥିବ, ରାଧାକୁଣ୍ଡ ଶ୍ୟାମକୁଣ୍ଡ ମଝିରେ ଛୋଟ ମନ୍ଦିରଟିଏ। ସେଠି ଆମେ ଟିକେ ନର୍ମାଲି ବସିଲୁ। ବସିଲା ପରେ ଟିକେ କୀର୍ତ୍ତନ ସେଠି ହେଲା। କୀର୍ତ୍ତନ ହେଲା ପରେ ଆମେ ସେଠୁ ଆସିକି ଜିନିଷ କିଛି କିଣିଲୁ। ତାପରେ ମଥୁରା, ଲାଷ୍ଟ ଦିନ ଯେତେବେଳେ ମଥୁରା ଆସିଲୁ, ମଥୁରାରେ ପ୍ରଥମେ ଆସିଲୁ କଣ, ରାବଲ, ଯୋଉଟା ରାଧାରାଣୀଙ୍କର ଗାଁ ଆସିଲୁ। ତ ସେ ଗାଁ ଭିତରେ ତ ଆମେ ଏଣ୍ଟ୍ରି କଲୁ, ବିଲ ଦେଖିବେ, ବିଲ ବିଲ ଘର ଦ୍ୱାର ପୁରା ପୁରା ଶାନ୍ତ ଥାନ୍ତି। ମତେ ମୁଁ ମେହସୁସ ଗୋଟେ ବିଲକୁ ଦେଖିକି ଭାବିଲି ଯେ ରାଧାରାଣୀ ବି ଏଇ ଭିତରେ ଆସିକି ସବୁ ବୁଲାବୁଲି କରନ୍ତି, କିଛି ଏଇ ସବୁ ଟାଇପ ର ମୁଁ ଟିକେ ଅନୁଭବ କଲି। କାହିଁକିନା ବହୁତ ବଢିଆ, ମାନେ ଯେମିତି ଗାଁ ବିଲ ଗୁଡା ଆପଣ ଦେଖୁଥିବେ, ମେହସୁସ କରିପାରୁଥିବେ। ତାପରେ ରାବଲି ତ ପହଞ୍ଚିଲୁ। ସେଠୁ ପହଞ୍ଚିଲା ପରେ ରାଧାରାଣୀଙ୍କ ଶ୍ରୀମୁଖ ଏତେ ସୁନ୍ଦର, ଆମର ଜଣେ ମାତାଜୀ କହୁଥିଲେ ମୋ ପାଖାପାଖି, ଯାହାର ଏତେ ସୁନ୍ଦର ଅଛନ୍ତି, ମାନେ ପ୍ରତ୍ୟକ୍ଷ ଭାବରେ ସେ କଣ ନ ହେଇଥିବେ, କେତେ ସୁନ୍ଦର। ତ ସେ ବହୁତ, ସେ ସମୟ ଟା ଟିକେ ମୁଁ ମେହସୁସ କଲି। ରାଇଟ ସାଇଡରେ ଦେଖିବେ, ଦେଖିବେ ବିଗ୍ରହଙ୍କର ତ ସାମ୍ନାରେ ଦେଖିବେ, ରାଇଟ ସାଇଡରେ ଯିଏ ଅଛନ୍ତି ରାଧାରାଣୀ। ତାପରେ ଦର୍ଶନ ସାରି ଆମେ ତାପରେ ବାହାରିଲୁ ମନ ପୂର୍ଣ୍ଣିକ, ହଁ ବ୍ରହ୍ମାଣ୍ଡ ଘାଟ ବି ବାହାରିଥିଲୁ। ବ୍ରହ୍ମାଣ୍ଡ ଘାଟ ପରେ ଆମେ ସେଠି ବି କଥା ବି ହେଇଥିଲା, କୀର୍ତ୍ତନ ବି ହେଲା। ସେଠି ଭଗବାନ କେମିତି ଆମର ବ୍ରହ୍ମାଣ୍ଡ ଘାଟରେ କେମିତି ବ୍ରଜକୁ କେମିତି ସେ ପାନ କରୁଥିଲେ, ଏସବୁ ଜିନିଷ ବି ଦେଖିଲୁ। ତାପରେ ହଁ ଗୋଟେ ଜିନିଷ ମତେ ସେ ପ୍ରଭୁଜୀ ପଚାରେ, ପ୍ରଭୁଜୀ ଇଏ ଯୋଉ ଆମର ବ୍ରଜର ଅଛି ଏତେ କମ ପାଇଁ କୋମଳ ଥାନ୍ତି, ଏସବୁ ଜିନିଷ ଏତେ ମାନେ ମଧୁର କଣ ପାଇଁ, ବହୁତ ତୁଳାଠୁ ଆହୁରି ବି କୋମଳ। ତ ଯେ ମୁଁ ଗୋଟେ ଜିନିଷ ଶୁଣିଥିଲି କଣ, ଯେ ବୃନ୍ଦାବନରେ କଣ କି ସମସ୍ତଙ୍କୁ ତ ଜୀବନ ମିଳିଯାଇଥିଲା। ତ ଏଠି ସବୁ ଦେବତା ମାନେ କୁହନ୍ତି ଯେ ପ୍ରଭୁଜୀ, ଭଗବାନ ବ୍ରହ୍ମଦେବ ଆମକୁ କିଛି ଜୀବ ଦେଇଦିଅ, ଯେ ଭଗବାନ ଆମକୁ ତ ବୃନ୍ଦାବନରେ ଅବତରିତ ହେବେ, ତ ଆମକୁ କୌଣସି ଜୀବନ ଟିକେ ଦେଇ ଦିଅନ୍ତୁ, ଯେ ଭଗବାନଙ୍କୁ ଆମକୁ ଆମେ ଦର୍ଶନ କରିପାରିବୁ। ତ ଭଗବାନ ବ୍ରହ୍ମଦେବ କହିଥିଲେ ଯେ ଦେଖନ୍ତୁ ସମସ୍ତେ ସବୁ ଗ୍ରୁପ କ୍ଲୋଜ ହେଇଗଲେଣି, ମତଲବ ସବୁ ଜୀବନ ସମସ୍ତେ ଦିଆ ସରିଲାଣି, ସବୁ ଜାତିକୁ ଦିଆ ସରିଲାଣି, କିନ୍ତୁ ତମ ପାଇଁ ଆଉ କିଛି ନାହିଁ। ତ ସେଥିପାଇଁ ଭଗବାନ କଣ କରିଥିଲେ ନା, ସବୁ ଦେବାଦେବୀ କଣ କରିଥିଲେ ନା ଦୁଃଖ କରିଥିଲେ। ତ ଲାଷ୍ଟ ଫଇସଲା କରିଥିଲେ ଯେ ଆପଣ ମାନେ ଗୋଟେ କାମ କରନ୍ତୁ, ବ୍ରହ୍ମଦେବ ଆମକୁ ବ୍ରଜ ରଜ କରିଦିଅନ୍ତୁ। କମ ସେ କମ ବ୍ରଜ ରଜରେ ଆମେ କମ ସେ କମ ରଜ ହେଇଗଲେ, କମ ସେ କମ ଭଗବାନ ଆମରି ଉପରେ କମ ସେ କମ ଚାଲିକି ଗଲେ ଆମର କମ ସେ କମ ଆନନ୍ଦ ଆମକୁ ମିଳିବ। ତ ସେଥିପାଇଁ ମତେ ମେହସୁସ ହଉଛି ଯେ ବ୍ରଜ ରଜ ଏତେ କୋମଳ, ବହୁତ କୋମଳ। ତ ସେଠୁ ଆସିଲା ପରେ ଧୀରେ ଧୀରେ ହଁ ମତେ ତ ଲାଗୁଛି ରମଣ ରେଚି ତ ବହୁତ ବଢିଆ ଜିନିଷ ଥିଲା। ରମଣ ରେଚିରେ କି ଆନନ୍ଦ, ମତଲବ ଏମିତି ଆନନ୍ଦ କରୁଥିଲେ, ଆନନ୍ଦର ସୀମା ହିଁ ନାହିଁ, ଏତେ ଆନନ୍ଦ ଲାଗୁଥିଲା। ସେଠି ବି କଥା କୀର୍ତ୍ତନ ବି ହେଇଛି। କାରଣ ଭଗବାନ ସ୍ଵୟଂ ଯୋଉଠି ଲୀଳା କରିଥିଲେ, ଯୋଉଠି ନାଚ ଗୀତ କରିଥିଲେ, ସେଠି ଆମେ ମାନେ ଯଦି ଯାଇକି ନାଚ ଗୀତ କରିବା ଆଉ ସେଟା ମେହସୁସ କରିବା, ତ ୟାଠୁ ବଡ ଜିନିଷ ଆଉ କିଛି ବି ନାହିଁ। ତ ପ୍ରଭୁଜୀ ମୋର ସମୟ ହେଇନି, ମାତ୍ର ଅଛି ଆଉ ଗୋଟେ 2 ମିନିଟ। ଏ ତ ହଇରାଣ ଯେତେବେଳେ କରିଦେବ। କଲାଣି, ତ ଭଗବାନ ଯେତେବେଳେ ଏତେ ଲୀଳା କରିଛନ୍ତି, ତ ଆମେ ସେଟା ମେହସୁସ କରିକି ଆମେ ଯଦି ବି ଆନନ୍ଦ ନେଇପାରିବା, ତ ୟାଠୁ ବଡ ଜିନିଷ କିଛି ନାହିଁ। ତ ବିଶେଷ କରି ସମସ୍ତେ ଆନନ୍ଦ ନେଲେ। ସେଠୁ ଆସିଲୁ ଆମେ ଭଗବାନଙ୍କର ଜନ୍ମଭୂମି ମଥୁରା ଆସିଲୁ। ସେଇଟା ଲାଷ୍ଟ ଥିଲା ଆମର ସେଇ ଦିନର। ସେଠୁ ଆସିଲା ପରେ
ଆଲାଉ ତ ନଥିଲା ମୋବାଇଲ କିମ୍ବା କୌଣସି ଜିନିଷ ନବା ପାଇଁ ଆଲାଉ ନଥିଲା। ସେଠି ପହଞ୍ଚିକି ଦର୍ଶନ କଲୁ। ଦର୍ଶନ କରିସାରିଲା ପରେ ଭିତରେ ଯୋଉଟା ଆମର କାରାଗାର ଥିଲେ ସେ ଜିନିଷ ଦର୍ଶନ କଲୁ। ତା ଉପରକୁ ଗଲୁ, କଥା ସାତପତି ପ୍ରଭୁଜୀ କଥା ବି କରୁଥିଲେ। ସମସ୍ତେ ବୁଲିକି ଆସିଲା ଆମେ କାହାକୁ ପାଇଲୁନୁ, ସବୁ ଯିଏ ଯୁଆଡେ ସବୁ ଅମ୍, ବିଚ୍ଛନ୍ନ ହେଇଯାଇଥିଲେ। ଠିକ ଟାଇମରେ ଆସି ପହଞ୍ଚିଲୁ। ପହଞ୍ଚିଲା ପରେ ହଁ ରାତିକି ତ ଆସି ପହଞ୍ଚିଲୁ। ପହଞ୍ଚିଲା ପରେ ସକାଳୁ ପୁଣି ବାହାର, ମାନେ ଯେମିତି କହନ୍ତିନି, ମାନେ ନିଶ୍ୱାସ ମାନେ ଅଧା ନେଇଥିବ, ଏ ନିଶ୍ୱାସ ପୁରା ଫୁଲ ନିଏନି, ଅଧା ନିଶ୍ୱାସ ରଖିଥା ଅଲଗା କାମ ପାଇଁ। ମତେ ସେଇଭଳିଆ ଲାଗିଲା। ତାପରେ ସେଠୁ ପ୍ରସାଦର ବ୍ୟବସ୍ଥା ହେଇଥିଲା। ତ ଏମିତି ହେଇକି ଆମର ଗୁରୁଙ୍କ ପ୍ରତି ମୁଁ ଗୋଟେ ଜିନିଷ କହିବାକୁ ଚାହେଁ, କଣ କି ଆମର ଗୁରୁଙ୍କୁ ଯେତିକି ଦିନ ବି ଆମେ ଦେଖୁଛି, ତ ହାତ ଛଡା କରିବା କଥା ନୁହଁ। କାରଣ ଗୁରୁଙ୍କ ପ୍ରତି ଯଦି ଆମେ ବେଶୀ ଭଲ ପାଇବା ରଖିବା, ଆଉ ସदैବ ଯଦି ଗୁରୁଙ୍କ ବିଷୟରେ ଏତେ ସବୁ ଧ୍ୟାନ କରିବା, ଗୁରୁଙ୍କ ପ୍ରତି ଯୋଉ କଥାରେ ନାହିଁ ଆମର, ଗୁରୁଙ୍କୁ ତ ଆମେ ଜାଣି ବି ପାରୁନି ଏତେ ସହଜରେ। ଗୁରୁଙ୍କର ଏତେ ଯୋଉ ସାନ୍ନିଧ୍ୟ ପ୍ରାପ୍ତ କରିବାଟା ସହଜ ବି ନୁହଁ, କିନ୍ତୁ କଷ୍ଟ ବି ନୁହଁ। ଆମେ ଯଦି ପ୍ରୟାସ କରିବା ତ ଏଥିରେ ନିଶ୍ଚିନ୍ତ ଆମର ସଫଳ ହେଇପାରିବ। ପ୍ରଭୁପାଦ ତ ସବୁବେଳେ କୁହନ୍ତି ଯେ ଆମର ମାନେ ଜିନିଷଟା ସବୁବେଳେ ଆମେ କଣ କି ଶୁଣିବା, ଶ୍ରବଣ ଯଦି କରିବା ଗୁରୁଙ୍କ ବିଷୟରେ, ତାପରେ କୀର୍ତ୍ତନ ଶ୍ରବଣ ଏଇ ସବୁ ଯୋଉ ରହିଛି ଭକ୍ତିର, ଏଇ ସବୁ ଜିନିଷଟା ଆମେ ଯଦି ଆପଣେଇବା ତ ଆମର ନିଶ୍ଚିନ୍ତ ଆମର ସମସ୍ତଙ୍କର କଲ୍ୟାଣ ହିଁ ହବ। ତ ଏଇଟାକୁ ମୁଁ ଏଇଠି ରଖୁଛି। କିଛି ମୋର ତ୍ରୁଟି ବି ହରେ ହେଇଥିବ, କୃଷ୍ଣ କାରଣ ମୁଁ ହରେ କଣ କୃଷ୍ଣ। କି ଆମର ସେଠି ଆଜ୍ଞା ଶ୍ରୀଲ ପ୍ରଭୁପାଦ କି ଜୟ ଏବଂ ସୁରେଶ ପ୍ରଭୁଙ୍କର ଜୟ ହଉ। ତ ନିଶ୍ଚୟ ଭାବରେ ସୁରେଶ ପ୍ରଭୁ ଜଣେ ସରଳ ଏବଂ ନିରପରାଧ ଭକ୍ତ। ଭଗବାନ କୃଷ୍ଣଙ୍କୁ ପ୍ରାପ୍ତି କରିବା ପାଇଁ ବିଶେଷ ଗୁଣ ତାଙ୍କ ପାଖରେ ଅଛି। ତ ସେଇ ଉତ୍ସାହ ଆମେ ସମସ୍ତେ ତାଙ୍କଠୁ ନବା, ପ୍ରେରଣା ନବା, ତାକି ଆମେ ମଧ୍ୟ ଏଇ ବୃନ୍ଦାବନ ଯାତ୍ରାର ମୋହନୀୟତାକୁ ହୃଦୟରେ ବାନ୍ଧିକି ରଖିପାରିବା। ତ ସମୟର ସାପେକ୍ଷତା ଅଛି, ଆଉ ସେଥିପାଇଁ ମୁଁ ପୁରା ପ୍ରି ପ୍ଲାନ୍ କରିକି ସମସ୍ତଙ୍କୁ ଡାଏରୀ ଦେଇଛି। ସମସ୍ତେ ଲେଖିବେ, ଆଉ ଡାଏରୀ ମତେ ପଢିବାର ଅଛି। ସମସ୍ତେ ଲେଖିଲା ପରେ ମତେ ଡାଏରୀ ପଠେଇବେ ବି। ତ ମୁଁ ଡିଟେଲରେ ଶୁଣିବା ପାଇଁ ଚାହୁଁଛି ବି ଆହୁରି, କିନ୍ତୁ ଆମେ ଯେତେବେଳେ ଆଜି ଆହୁରି ଡିଭୋଟିଙ୍କଠୁ ଶୁଣିବାର ଅଛି, ଆହୁରି 7-8 ଜଣ ଡିଭୋଟିଙ୍କୁ ଶୁଣିବା। ତ ସେଇଥିପାଇଁ ଆମେ ଟିକେ ନିଜକୁ ସଂଯତ କରିବା ହେଲା। ଏ ଆନନ୍ଦକୁ ବାଣ୍ଟିବା ତ ଛୋଟ କଥା ନୁହେଁ। ତ ବାଣ୍ଟିବା ସମୟରେ ବି ସଂଯତ କରିବା, ତାକି ସମସ୍ତଙ୍କୁ ପ୍ରାପ୍ତ ହବ। ଆଉ ମୁଖ୍ୟ ଜିନିଷ ହେଲା, ଆମେ କହିବା ସମୟରେ ଅନ୍ୟମାନେ ଶୁଣୁଛନ୍ତି, ତ ଆମର ମଧ୍ୟ ଧୈର୍ଯ୍ୟ ରହିବା ଦରକାର କି ଆମେ ବି ଶୁଣିବା। ନଚେତ ଲାଗିବ କି ହଁ ମୋ କଥା ତ ମୁଁ ବଢିଆ ସେ କହିଦେଲି, ମୁଁ ଏବେ ଲିଭ୍ ମାରିଦେବି। ତ ସେଇ ମନୋଭୂତି ନ ରହିବା ଉଚିତ। ଯଦି ଅନ୍ୟ କୌଣସି ବିଶେଷ ସେବା ନାହିଁ, ତାହେଲେ ସୁନ୍ଦର ଭାବରେ ସମସ୍ତେ ଶୁଣିବା ଦରକାର। ଆଉ ଓକେ, ପ୍ରଭୁଜୀଙ୍କ ବିଷୟରେ ଧନ୍ୟବାଦ। ଏବେ ଆମେ ଶ୍ରବଣ କରିବା। ସରୋଜିନୀ ମାତାଜୀ ଆସିଛନ୍ତି। ହରେ କୃଷ୍ଣ। ମାତାଜୀ ଆପଣ ଷ୍ଟାର୍ଟ କରନ୍ତୁ। ହରେ କୃଷ୍ଣ।